Hello friends, welcome to my channel The Achievers. So today आम जियोग्राफी जो वर्ल्ड जियोग्राफी सीरीज टा कंटिन्यू करूचे तार आज फोर्थ वीडियो आणुचे एथिरे किछि जिंस मु टिके कहयाक चाहूचे कि अपन जानथिबे कि मु एथिरे प्रोफेशनल नुहे ओके तो मु ऑनलाइन माने यूट्यूब चैनल रे पढेबा एटा मो पे टिके नुवा तो सेथिरे छोटो मोटो ग्लिचेस टिके रहूची लाइक समटाइम्स साउंड क्वालिटी खराब रहूची एमती नाही कि मु माइक भलो किनिची बट कोन ना कोन जगह रे टिके प्रॉब्लम हे जाउची कारण मु टैब रु पढौची तो सेटे टिके प्रॉब्लम रहूची देन ଆଉ ନୋଟ୍ସ ମେକିଂ ଯୋଉ ମୁଁ ନୋଟ୍ସ ବନଉଛି ମାନେ ପ୍ରଫେସନାଲ ମୋର କେହି ଆଉ ପିଲା ନାହାନ୍ତି ନୋଟ୍ସ ବନେଇବା ପାଇଁ ତ ମୁଁ ତଥାପି ମୋର ଗୋଟେ ବୁକ୍ ଧରିଛି ଯୋଉ ବୁକ୍ ଟା ମତେ ଲାଗିଛି କି ଭଲ ଇନଫର୍ମେସନ ଦେଇଛି ତା ଦେହରେ କିଛିଟା ସବୁ ବୁକ୍ ରେ କିଛି ନା କିଛି କମିଆ ଖାମିଆ ଅଛି ତ ମୁଁ ତା ଦେହରେ କିଛି ଭାଲ୍ୟୁ ଆଡିସନ କରିକି ତାକୁ ପଢଉଛି ତ ଆପଣ ସେ ନୋଟ୍ସ କୁ ତ ମୁଁ ସେୟାର କରିଦେବି ବଟ୍ ନୋଟ୍ ସହିତ ଆପଣ ଏ କ୍ଲାସ ଉପରେ ଧ୍ୟାନ ଦିଅନ୍ତୁ ଓକେ ତ ଭାବନ୍ତୁନି କି ଏଇଟା ମୁଁ ନୋଟ୍ସ ତ ଦେଇଦେବି ପରେ ପଢିଦେବେ ସେଇଟା ନୁହେଁ କ୍ଲାସ ଟା ଭଲସେ କରିଦେଲେ ଆପଣଙ୍କର ସବୁ କିଛି ହେଇଯିବ ତ ସେଇଟା କହିକି ଚାଲନ୍ତୁ ଆମେ ଷ୍ଟାର୍ଟ କରିବା ୱାର୍ଲ୍ଡ ଜିଓଗ୍ରାଫିର ଏଇଟା ଆକ୍ଚୁଆଲି ପାର୍ଟ 4 ଓକେ ଏଇଟା ପାର୍ଟ 4 ଫୋର୍ସେସ୍ ଅନ୍ ଆର୍ଥ ଆମେ ଆଜି ଦେଖିବା ମାଉଣ୍ଟେନ୍ ବିଲ୍ଡିଂ ଆଉ ୱାର୍ଲ୍ଡ ମାଉଣ୍ଟେନ୍ ରେଞ୍ଜେସ୍ ଏଇଟା ବହୁତ ଇମ୍ପୋର୍ଟାଣ୍ଟ ଏଇଟା ଟିକେ ଆଜି କଭର କରିବା ପ୍ରଥମେ ଆମେ ଡିସ୍କସନ୍ କରିବା କି ଆମର ଜିଓମର୍ଫିକ୍ ମୁଭମେଣ୍ଟସ୍ ଅଫ୍ ଦ ଆର୍ଥ ତ ପ୍ରଥମେ ହେଲା ଜିଓ ଆଉ ମର୍ଫିକ୍ ଯେ ଜିଓ ହେଲା ଆମର ଆର୍ଥ ଓକେ ଆର୍ଥ ରିଲେଟେଡ୍ ଜିଓ ମାନେ ଆର୍ଥ ରିଲେଟେଡ୍ ଏନିଥିଙ୍ଗ ଓକେ ରିଲେଟେଡ୍ ଏନିଥିଙ୍ଗ ମର୍ଫିକ୍ ମାନେ କଣ ମର୍ଫିକ୍ ମାନେ ରିଲେଟେଡ୍ ଟୁ ସେପ୍ ଫର୍ମ ଏ ରିଲେଟେଡ୍ ଜିଓମର୍ଫିକ୍ ତ ଆର୍ଥର ଯୋଉ ଆମର ଆଉ ଆର୍ଥର ଫର୍ମ ବା ମର୍ଫିଜିମ୍ ଆର୍ଥର ଜିଓମର୍ଫିକ୍ କହିଲେ କଣ ବୁଝିବା ତ ପ୍ରଥମେ ବୁଝିବା ଆମେ ଆର୍ଥର କ୍ରଷ୍ଟ କୁ କହିବା ତାର ଉଦ୍ଦେଶ୍ୟ ହେଲା ସେ କାରଣ ଆମେ ଭିତରେ ଜାଣିଛେ କଣ ଅଛି ତାର ପ୍ରଥମେ ସଲିଡ୍ କୋର୍ ତାପରେ ଲିକ୍ୱିଡ୍ ମାଣ୍ଟେଲ ଛୋଟ ଲେୟର ଯୋଉ କ୍ରଷ୍ଟ ଅଛି ତାର ଉପରେ ହିଁ ଆମର ସବୁ କଥାବାର୍ତ୍ତା ସେଇଟା ହିଁ ସଲିଡ୍ ଷ୍ଟ୍ରକ୍ଚର ଅଛି ସଲିଡ୍ ବ୍ରିଟିଲ୍ ଲେୟର ଯାହାର ଉପରେ ଆମର ମଣିଷ ବସବାସ ବି କରୁଛେ ତ ଜିଓମର୍ଫିଜିମ୍ ମାନେ ଆମେ ଏଇ କ୍ରଷ୍ଟର ବିଭିନ୍ନ ସେପ୍କୁ ନେଇକରି ଆମେ ପଢୁଛେ ତ ସେଇଟା କଥା ହେଲା କି କେମିତି ହଉଛି ବିଭିନ୍ନ ସେପ୍ ଆମର କଣ୍ଟିନେଣ୍ଟ କେମିତି ହଉଛି ଆମର ମାଉଣ୍ଟେନ୍ କେମିତି ହଉଛି ଆମର ପ୍ଲେଟ୍ୟୁଜ କେମିତି ଅଛି ପ୍ରଥମ କଥା ଫର୍ମେସନ୍ସ କେମିତି ହଉଛି କ୍ରଷ୍ଟର ବେସିକ୍ କ୍ୱେଶ୍ଚିନ୍ ଏ ସବୁ ପାଇଁ କଣ କିଛିଟା ଫୋର୍ସ ଆ ପାଇଁ ଆମର ଦାୟୀ ହେଲା ସବୁ ନ୍ୟାଚୁରାଲ ଫୋର୍ସେସ୍ ଏଗୁରା ସବୁ ତ ଏଗୁରା ଆର୍ଥରେ କେମିତି ହଉଛି କଣ ହଉଛି ତ ଏଇଟାକୁ ଟିକେ ଏଇଟା ବହୁତ ଇମ୍ପୋର୍ଟାଣ୍ଟ ଏଇଟା କ୍ୱେଶ୍ଚିନ୍ସ ଆସେ ଏଥିରୁ ଓକେ ତ ମାନେ କି ଏଇ ସବୁ କ୍ରଷ୍ଟଲ ଆମେ ପଢିଛେ ଏଇଟା କଭର କରିଦେଇଛେ ଆର୍ଥ କ୍ୱାକ୍ ଭୋଲକାନୋ କଭର କରିଦେଇଛେ ତ ସେ ଫୋର୍ସଟା କେମିତି ଆସୁଛି କାହିଁକି ଆସୁଛି ତ ତା ଉପରେ ଟୋଟାଲ ଫୋର୍ସକୁ ଆମର ସାଇଣ୍ଟିଷ୍ଟ ମାନେ ବା ଜିଓଗ୍ରାଫର ମାନେ ଡିଭାଇଡ କରିଛନ୍ତି ଏମିତି ଏଣ୍ଡୋଜେନେଟିକ ଏକ୍ସୋଜେନେଟିକ ଓକେ ଏଟା କଣ କରୁଛନ୍ତି ଆର୍ଥର ମୁଭମେଣ୍ଟ କାହାକୁ କ୍ରଷ୍ଟାଲ ମୁଭମେଣ୍ଟ ଏଟା ଜାଣିବେ କ୍ରଷ୍ଟାଲ ମୁଭମେଣ୍ଟ ମାନେ କ୍ରଷ୍ଟ କୁ ମୁଭମେଣ୍ଟ କରିକି ବିଭିନ୍ନ ଫୋର୍ସ ସେଠି ରିଲେଟିଭ ଫୋର୍ସ ହଉଛି ଯାହାଫଳରେ ସେ ରେଜଲ୍ଟ ହଉଛି ମାଉଣ୍ଟେନ ପ୍ଲେଟ୍ୟୁ ଯୋଉ ଆମର ଆର୍ଥକ୍ୱାକ୍ ଭୋଲକାନୋ ସଏଲ ଏ ସବୁ ଫର୍ମେସନ ହଉଛି ଓକେ ତ ତାକୁ ଆମେ କହୁଛେ କଣ ଲ୍ୟାଣ୍ଡ ଫର୍ମସ ଆମେ କହୁଛେ ତ ସେଇଟାକୁ ଦିଟା ଏଣ୍ଡୋଜେନେଟିକ ଏକ୍ସୋଜେନେଟିକ ମୁଁ କହିଛି ଯୋଉମାନେ ନନ୍ ସାଇନ୍ସ ପିଲା ସେଇଟା ଟିକେ ଜାଣନ୍ତୁ ଏଣ୍ଡୋ ମାନେ ଯାହା ଭିତରେ ଗୋଟେ ଜିନିଷର ଭିତରେ ତାକୁ କହିବା ଏଣ୍ଡୋ ଆଉ ଏକ୍ସୋ ମାନେ ବାହାରେ ଗୋଟେ ଜିନିଷର ବାହାରେ ଆଉଟସାଇଡ ସମଥିଙ୍ଗ ଇଜ ଏକ୍ସୋ ହେଲା ତ ଆର୍ଥର ଭିତରେ କ୍ରଷ୍ଟ ଆମର ରହିଲା ଏଟା ହେଲା ଆର୍ଥ ହେଇଗଲା ଏଇ ମୋଟାଟା ହେଇଗଲା ଯଦି କ୍ରଷ୍ଟ ତା ଭିତରେ ଯାହା ବି ଫୋର୍ସେସ୍ ରହୁଛି ତାକୁ କହିବା ଆମେ ଏଣ୍ଡୋଜେନେଟିକ ହେଲା ତ ସିଏ କଣ ନା ସିଏ ଦି ପ୍ରକାର ଗୋଟେ ହଉଛି ଡାୟାଷ୍ଟ୍ରୋଫିଜିମ୍ ଆଉ ଗୋଟେ ହଉଛି ସଡନ ମୁଭମେଣ୍ଟ ବା କାଟାଷ୍ଟ୍ରୋଫିକ ଆମର ଯୋଉ ଆର୍ଥକ୍ୱାକ୍ ହୁଏ ତାକୁ କୁହନ୍ତି କାଟାଷ୍ଟ୍ରୋଫିକ ଇଭେଣ୍ଟ କୁହନ୍ତି ତାକୁ ନ୍ୟୁଜ ଫ୍ୟୁଜରେ କାହିଁକି ନା କାଟାଷ୍ଟ୍ରୋଫିକ ମାନେ ସେଇଟା ହଉଛି ସ୍ଲୋ ଯୋଉ ସଡନ ଓକେ ସାଙ୍ଗେ ସାଙ୍ଗେ ୱିଦିନ୍ ସେକେଣ୍ଡ ଅର ମିନିଟ୍ ଏସବୁ ଜିନିଷ ହେଇଯିବ ଡାୟାଷ୍ଟ୍ରୋଫିଜିମ୍ ମାନେ କଣ ଡାୟାଷ୍ଟ୍ରୋଫିଜିମ୍ ଇଜ ଭେରି ସ୍ଲୋ ଆଉ ମାନେ ଗୋଟେ ପ୍ରୋସେସରୁ ଆଉ ଗୋଟେ ପ୍ରୋସେସକୁ ଯାଇକି ତ ସେଇଟା ହବ ହେଲା ତ ଡାୟାଷ୍ଟ୍ରୋଫିଜିମ୍ ଆମେ ପ୍ରଥମେ ଦେଖିବା ସ୍ଲୋ ମୁଭମେଣ୍ଟ କଣ ବା ପ୍ରଥମେ ଏଇଟା ଦେଖିଦେବା କାଟାଷ୍ଟ୍ରୋଫି ଏଇଟା ଆମେ ପଢିଛେ ଆର୍ଥକ୍ୱାକ୍ ଆଉ ଭୋଲକାନୋ ଆର୍ଥକ୍ୱାକ୍ କାହିଁକି ହୁଏ ଏଇଟା ଆମେ ପଢିଛେ ମାନେ ଯୋଉଠି ଦିଟା ପ୍ଲେଟ୍ ଯାଇକିରି କନଭର୍ଜ ହେବେ ତ ସିଏ ତା ଅଣ୍ଡରକୁ ଗୋଟେ ପଳେଇବ ତ ଏଠି ଏଇଟା ବ୍ରେକ୍ ହେଲେ ଏଠି ଏନର୍ଜି ରିଲିଜ ହବ ଯଦି ଭୋଲକାନୋ ଫଳରେ ବି ଆର୍ଥକ୍ୱାକ୍ ହୁଏ ତାପରେ ଭୋଲକାନିଜିମ୍ ବି ପଢିଲେ ଭୋଲକାନିଜିମ୍ କାହିଁକି ନା ଆମର ଯୋଉ ଆର୍ଥ କ୍ରଷ୍ଟ ତଳେ ଏଠି ମାଣ୍ଟାଲ ଅଛି ଲିକ୍ୱିଡ ମାଣ୍ଟାଲ ସେ ବେଳେବେଳେ ଏଠି ଫିସର ସବୁ ଆକୁ କହୁଛନ୍ତି ଯୋଉ ଓପନିଂ ଅଛି ସେଥିରେ ବାହାରକୁ ଆସିବ ଭୋଲକାନିଜିମ୍ କହୁଛନ୍ତି ସିଏ ବି ଗୋଟେ ଫୋର୍ସ ହଁ କି ନାହିଁ ତ ସେଇଟା କହୁଛନ୍ତି ଭୋଲକାନିଜିମ୍ ସେମିତି ଏଗୁରା ସବୁ କଣ କାଟାଷ୍ଟ୍ରୋଫିକ ମାନେ ଜଲ୍ଦି ସଡନଲି ହେବେ ଓକେ କିନ୍ତୁ ଆଉ କିଛି ପ୍ରୋସେସ ଭାରି ସ୍ଲୋ ପ୍ରୋସେସ ଡାୟାଷ୍ଟ୍ରୋଫିଜିମ୍ ତାକୁ କହୁଛନ୍ତି ହେଲା କିନ୍ତୁ ସବୁ ଆର୍ଥର ଇନସାଇଡ ରିଜନ୍ସ ଯୋଗୁ ହଉଛନ୍ତି ହେଲା ଏଇଟାକୁ ମନେ ରଖିବେ ଏଣ୍ଡୋଜେନେଟିକ ଏଇଟା ତ ସିଏ କଣ ଗୋଟେ ହେଲା ଏପେଇରୋଜେନେଟିକ ଆଉ ଗୋଟେ ହଉଛି ଓରୋଜେନେଟିକ ଏପେଇରୋଜେନେଟିକ ମାନେ କଣ ଏଇଟା ମନେ ରଖିବେ ଏପେଇରୋଜେନେଟିକ ମାନେ ଆର୍ଥର ଆଉ ଇଏ ଦିଟା ଯାକ ଆର୍ଥର କ୍ରଷ୍ଟ କୁ ରିଲେଟେଡ ହେଇଥାଏ ଆଉ ଏଇଟା ହଉଛି ଭର୍ଟିକାଲ ମୁଭମେଣ୍ଟ ଅଫ ଆର୍ଥ କ୍ରଷ୍ଟ ମାନେ ଏଇଟା ହେଲା କ୍ରଷ୍ଟ ସବୁ ଏମିତି ମିଶିକୁଶି ଅଛନ୍ତି ଓକେ ଇଏ ଉପରକୁ ଯାଉଛି ଇଏ ତଳକୁ ଯାଉଛି କି ଇଏ ଏମିତି ତ ଏଗୁରା ଭର୍ଟିକାଲ ମୁଭମେଣ୍ଟ ଯଦି ହୋଇକି ଯୋଉ କଣ୍ଟିନେଣ୍ଟ ମାନେ ଯୋଉ ଲ୍ୟାଣ୍ଡ ଫର୍ମ ହଉଛି ତାକୁ କୁହନ୍ତି ଏପେରୋଜେନେଟିକ ବା କଣ୍ଟିନେଣ୍ଟାଲ ଫର୍ମିଂ ଓକେ ସେଇଟା କଣ ଯେମିତି ମୁଁ କହିଲି ଉପରକୁ ଯାଇପାରେ ତଳକୁ ବି ଯାଇପାରେ ଏଇଟା ହେଲା ଅପୱାର୍ଡ ଏଇଟା ହେଲା ଡାଉନୱାର୍ଡ ତ ଦିଟା ହେଲା ଅପୱାର୍ଡ ଡାଉନୱାର୍ଡ ହେଲା ତ ଏଇଟା ମନେ ରଖିବେ
तो अपवर्ड को कहते पॉजिटिव एपेरोजेनिक, जेमती डाउनवर्ड है नेगेटिव, जो तौक आसो नेगेटिव ताको कहते सबसिडेंस है, सबसिडेंस एटा मन रखिए। ओके, तो एरा कौन सब मुझे कहबी। तापर ओरोजेनिक सेमती कौन, ओरोजेनिक को कहते माउंटेन बिल्डिंग, एइथिरे जो बिल्डिंग माउंटेन्स हुए एगुरा हচ্ছে ट्रू माउंटेन्स ताको कहते, एथिरे भी अपवर्ड डाउनवर्ड भी हेबो माउंटेन फॉर्मिंग केमिति ना मन कर एठी गोटे रीजन अछि एमिति आ एठी गोटे रीजन अछि एमिति, एटा तळु पळेला एटा उपरु पळेला, तो ए रीजन टा एमिति हेगला, ए रीजन टा एमिति हेगला, तो ए गोटे माउंटेन पळेला देखा गला हेइ परिबो, किंतु ट्रू माउंटेन होछि एठी ओरोजेनिक प्रोसेस रे जो माउंटेन हुए ताको कहते माउंटेन बिल्डिंग। अरोज माने माउंटेन है, जेनेसिस माने जेनिक माने समथिंग, जेनेसिस माने तैयारी होबा है। तो सिटी टेंशन और कंप्रेशन दीटा पड़छ, मु आगुरो सेटा बुझेइथिली आपनको। टेंशन और कंप्रेशन माने कोन, कंप्रेशन कंप्रेस करिया माने हमें जानछे गोटे एटा होची गोटे धर प्लेट अछि, एटा गोटे प्लेट अछि, ये आड़ को जाउची, ये आड़ को जाउची, बा दी जण दी आड़ को जाउची, तो निज आड़ गले एठी जो एरिया हबो एठी कोन हबो कंप्रेशन प्रोसेस हबो। ओके, किंतु एटा गोटे एरिया अछि, एटा तो कंप्रेशन को कोन कहंती डाइवर्जेंट बाउंड्री, सॉरी एटा कहंती कन्वर्जेंट प्लेट बाउंड्री, कन्वर्ज होउछन तो कंप्रेस होउछन, किंतु एमिति गोटे धर प्लेट्स अछि, ये आड़ को जाउची, ये आड़ को जाउची, एटा कोन कहंती डाइवर्जेंट प्लेट बाउंड्री। हाँ कि नहीं, डाइवर्जेंट प्लेट बाउंड्री हेले सेटा हबो कोन, आको कहंती टेंशन, माने से टाणी होउची। तो मन कर ये गोटे प्लेट अछि, ये आड़ को गोटे फोर्स टाणुची, आड़ को गोटे फोर्स, काहे कि ना हमें जानते तळे मेंटल प्लूम टा जोटा मेंटल सर्कुलेशन टा एमिति होउची, तो ये एउटू फाटिबो, फाटिक आड़ को जीव कहीं ना ये टेंशन फोर्स। तो टेंशन कंप्रेशन भीतर डिफरेंस टा जानबे है। तो एमिति मन रखिबे टेंशन रो अपोजिट होची कंप्रेशन है। तो टेंशन टा कहले माइंड टे कंफ्यूज होइपरो, कि टेंशन अपोजिट कंप्रेशन कहले टेंशन टा इजीली बुझि जिवे। तो एटा गला देन सडन मूवमेंट टा हम कहले जोटा कहउछ कैटास्ट्रोफिक, एटा हला अर्थक्वेक, एटा वोल्केनो, एटा हमें पढ़ी देछे। सिधे आउट होची एक्सोजेनेटिक फोर्स, माने अर्थ रो हमें एटा भीतर जिनसटा एंडो, बाहर गले एक्सो, बाहर कौन होची सेठी दी प्रकार होची, गोटे होची वेदरिंग, गोटे होची एरोजन। वेदरिंग कौन ना गोटे रॉक हमर अर्थ क्रॉस टा रॉक फॉर्मेशन हेकी अछि हैला, से सेठी डिसइंटीग्रेट होबा को कहंती वेदरिंग। तो एटा इन सितु ताको कहंती, इन सितु, इन सितु लैटिन वर्ड, इन सितु माने सेम प्लेस। ओके, से केते प्रकार फिजिकल केमिकल बायोलॉजिकल एटा मन रखिबे। हमर जो मन पकांतु मु जो सॉइल चैप्टर टा पढिथिली ओडिसा जियोग्राफी, ସେଥିରେ ମୁଁ ଏଇଟା ପୁରା ଡିଟେଲରେ କହିଥିଲି। ଓକେ, ୱେଦରିଂ କେତେ ପ୍ରକାର, ଫିଜିକାଲ କେମିକାଲ ଫୋର୍ସ ବଦଳରେ ଯଦି ହଉଛି ଫିଜିକାଲ କେମିକାଲ, ମାନେ ହିଟ୍ ଫିଟ୍ ହେଲେ ସେଟା ଫିଜିକାଲ କେମିକାଲ, ଆମର ଯୋଉ ଚକ୍ ଡୋଲୋମାଇଟ ଆମର ଚକ୍ ଟପୋଗ୍ରାଫି ଯୋଉଟା କହୁଛନ୍ତି ତାକୁ, ସେଠି ଯଦି କିଛି କେମିକାଲ ମିଶିକିରି ହଉଛି ଯାହାଫଳରେ ୱେଦରିଂ ହଉଛି, ସେଟା କେମିକାଲ। ବାୟୋଲୋଜିକାଲ ମାନେ ट्री ଲାଇଫ ଫର୍ମସ ବ୍ୟାକ୍ଟେରିଆ ଏସବୁ କାମ କରିକି ଯଦି କିଛି କରୁଛନ୍ତି ସେ ହଉଛି ୱେଦରିଂ। इरोजन कौन ना एटा हला सॉइल आर ऊपर लेयर टा होची वेदर हेगला, माने डिसइंटीग्रेटेड हेगला, सी आउट जगह को ट्रांसफर हे जको कहउछथि इरोजन हैला। एठु जाई कि गोटे जगह जमा हबा, एठी धर पहाड़ अछि, तो एठु धीरे धीरे सॉइल जाई कि एठी जमा हला, प्लेन रे जमा हला, ताको कोन कहंती इरोजन। एठी ये डिसइंटीग्रेट हबा को कहंती वेदरिंग, किंतु ट्रांसफर हे जको कहंती इरोजन। एटा मन रखिबे। तो इरोजन यदि एटा हला इन सितु, इरोजन टा हबा कोन एक्स सितु, एक्स सितु, एक सितु माने से साइट रु बाहर है। ओके, सेटा कोन को एजेंट सब सेटा करिवे, आइस करे, रिवर करे, सी करे, विंड करे, सब तांक द्वारा मूव माने मटेरियल को ट्रांसपोर्ट करिया रे हेल्प करन। तो एटा कोन कहते ट्रांसपोर्ट एजेंट्स। एजेंट सब की आइस हे पारे, रिवर वाटर हे पारे, सी विंड अंडरग्राउंड वाटर भी हे पारे। तो एटा मन रखिबे। ओके, ट्रांसपोर्ट एजेंट बा एरोजन एजेंट्स को कहते हैं। क्वेश्चन एमती वर्ड पढ़ले आप मन पकई पड़ता दरकार। तो आज आम ये रेस्टोपिजिम ये माउंटेन बिल्डिंग होल प्रोसेस टाक आम आज कवर कर। तो किंतु ये प्रोसेस टा निहाती मन रखिए, ये सब एग्जाम रे आसे। ओके सरला, तो चलन जा ता विषय कही खाली ये एंडोजेनेटिक फोर्स एक्सोजेनेटिक फोर्स सब विषय कह। जियोमॉर्फिक कौन, जियोमॉर्फिक एजेंट्स कौन, मोबाइल में रनिंग वाटर ग्लेशियर एरा सब डाउन पटे जोटा थिला एरा सब एजेंट्स। ओके, जियो प्रोसेसेस कौन, फिजिकल केमिकल प्रोसेस दैट टेक्स प्लेस एट द सरफेस, फोल्डिंग फोल्टिंग वेदरिंग एरोजन ए सब होला हमरो होची। तो एगरा मन के फोल्डिंग प्रोसेस एगरा सब प्रोसेसेस कहंती, आ एटा को एंडोजेनेटिक और एक्सोजेनेटिक फोर्सेस जो होची बोली कहंती। एरा सब होला कोन, एरा होला प्रोसेसेस। ओके, प्रोसेसेस एगरा सब एटा हला फोर्सेस, एंडोजेनेटिक एक्सोजेनेटिक फोर्स टाइप। एटा खाली मन रखिबार अछि, एरा सब वर्ड पढ़ले आप कंफ्यूज हेबेन। तापर एंडोजेनिक जियोमॉर्फिक मूवमेंट्स एबे बुझी परले। एंडोजेनिक माने अर्थ रो भीतर, जियोमॉर्फिक माने जहा शेप करे अर्थ रो सरफेस को। ओके, सेरा सब कोन the large scale movement of earth's crust on its surface brought down by forces emanating माने जहा जन्म नउची from deep below earth's surface,
ଆର୍ ସର୍ଫେସ୍ ରୁ ବିଲୋ ଭିତରୁ ଯାହା ନଉଛି ତଳୁ ତାକୁ କୁହନ୍ତି ଏଣ୍ଡୋଜେନିକ୍ ମୁଭମେଣ୍ଟସ୍ ଅର୍ ସିମ୍ପଲି ଏଣ୍ଡୋଜେନିକ୍ ମୁଭମେଣ୍ଟସ୍। ଏଣ୍ଡୋ ମାନେ ଇଣ୍ଟରନାଲ, ଜେନିକ୍ ମାନେ ଅରିଜିନ୍, ଜିଓ ମାନେ ଆର୍ଥ, ମର୍ଫିକ୍ ମାନେ ଫର୍ମ। ଏସବୁ ଜାଣିଲେ। ତ ପ୍ରୋସେସ୍ ବିହାଇଣ୍ଡ ଏଣ୍ଡୋଜେନିକ୍ ମୁଭମେଣ୍ଟ ଯୋଉ ଆମର କଣ ହେଲା ସେ ଦି ପ୍ରକାର ଏପେଇରୋଜେନିକ୍ ଆଉ ବା ଦି ପ୍ରକାର ସେଟା ହଉଛି ଡାୟଷ୍ଟ୍ରୋଫିକ୍ କାଟାଷ୍ଟ୍ରୋଫିକ୍। ଡାୟଷ୍ଟ୍ରୋଫିକ୍ ଦି ପ୍ରକାର ଏପେଇରୋଜେନିକ୍ ଅରୋଜେନିକ୍। ବଟ୍ ତା ଭିତରେ ଫୋର୍ସ କଣ ରହିଲା ଇଏ ତ ହେଲା ପ୍ରୋସେସେସ୍। ଫୋର୍ସ କଣ ଲାଗୁଛି ଆର୍ସ ଇଣ୍ଟରନାଲ ହିଟ୍ ଏଗୁରା ସବୁ ମନେ ରଖିବେ ଏଇଟା ଇମ୍ପୋର୍ଟାଣ୍ଟ ଓକେ। ଆର୍ସ ଇଣ୍ଟରନାଲ ହିଟ୍ ଜେନେରେଟେଡ୍ ମେନଲି ଆଉ ଆମର ଆର୍ଥର କୋରରେ ଯେତେବେଳେ ମୁଁ ପଢିଥିଲି ସେଥିରେ କହିଥିଲି ସେଠି ଏତେ ହିଟ୍ କୋଉଠୁ ଆସୁଛି ରେଡିଓ ଆକ୍ଟିଭ ଡିକେ 50% ଅଫ୍ ଆର୍ଥ ହିଟ୍ ସେଇଠୁ ଆସୁଛି। ଆଉ ଗ୍ରାଭିଟେସନ କଜେସ୍ ପ୍ରେସର ଗ୍ରାଡିଏଣ୍ଟ ମନେ ରଖିବେ। ଗ୍ରାଭିଟେସନ ଯୋଉ ପୁଲ୍ କରୁଛି ତା ଆଡକୁ ତ ବାହାର କ୍ରଷ୍ଟ ହେଲା ଏତେ ଆମର ହେଭି ମେଟାଲ ସେ ପୁଲ୍ ହେଲା ଫଳରେ ସେ ଯୋଉଟା ହିଟ୍ ଜେନେରେଟ ହଉଛି ସେଇଟା ତାକୁ ପ୍ରେସର ଗ୍ରାଡିଏଣ୍ଟ ହେଇକି ହଉଛି ମାନେ ପ୍ରେସର ଚେଞ୍ଜ ଗ୍ରାଡିଏଣ୍ଟ ମାନେ ଡିଫରେନ୍ସ ଓକେ। Difference in temperature, geothermal gradient and pressure gradient among various layers of earth gives rise to density difference. Density difference होची these density difference give rise to convectional current. convectional current ଆମେ ଜାଣିଥିଲେ ଯୋଉ ଆମର ଏଟା ହେଲା earth ଆଉ ଏଠି ଯୋଉ liquid earth ଅଛି ଉପରକୁ ଯାଇକି ଆଡକୁ ତ ପାଣି ଯେମିତି ଫୁଟିଲା ବେଳେ ମୁଁ କହିଥିଲି ଏଟା ଆଡକୁ ତଳକୁ ଆସୁଛି ଉପରକୁ ଯାଇ ଥଣ୍ଡା ହବ ପୁଣି ଥଣ୍ଡା ହେଇକି ତଳକୁ ଆସିବ ଥଣ୍ଡା ହେଲେ ସେଟା କଣ ହବ ଓଜନିଆ ହେଇଯିବ ଓଜନିଆ ହେଲେ ତଳକୁ ହବ। ତ ଏମିତି ଯୋଉ ସର୍କୁଲେସନ ଟା ଚାଲିଛି ଏଠି ଏମିତି ସର୍କୁଲେସନ ଚାଲିଛି ଏଟା କଣ କନଭେକ୍ସନାଲ କରେଣ୍ଟ କହୁଛନ୍ତି ହେଲା। ଏଟା ଜାଣିଲେ କନଭେକ୍ସନାଲ କରେଣ୍ଟ ଇନ ଦ ମେଣ୍ଟାଲ mantle ମାନେ ଏଇ ଜାଗାରେ lithospheric drive lithospheric plate crossed at upper mantle and this moment lithospheric plates tectonics का कहते is the cause behind the endogeneity the plate tectonics and driven by convectional currents এটা ହିଁ ହେଇଥିଲା major force। classification ଦେଲା diastrophic ଆଉ sudden। diastrophism ମାନେ କଣ deformation of earth crust। diastrophic movements are gradual ମାନେ slow धीरे धीरे and might stretch thousands of years whereas on other hand sudden movements like catastrophic events ତ ଏଇଟା ହଉଛି ଏଭ୍ରି ସର୍ଟ ପିରିୟଡ ଭେରି ସର୍ଟ ପିରିୟଡରେ କହୁଛନ୍ତି ସେ ତାକୁ ଏପେରୋଜେନେଟିକ କଣ୍ଟିନେଣ୍ଟ ଫର୍ମିଂ ଆଉ ଅରୋଜେନେଟିକ ହଉଛି ମାଉଣ୍ଟେନ ବିଲ୍ଡିଂ। ତ ଫୋଲ୍ଡିଂ ଫଲ୍ଟିଂ এটা ମାଉଣ୍ଟେନ ବିଲ୍ଡିଂ କୋର୍ସ ପୁରା ଡାୟଷ୍ଟ୍ରୋଫିଜିମ୍ ଆମେ ଭିତରକୁ ଯିବା। ଡାୟଷ୍ଟ୍ରୋଫିଜିମ୍ ଏଇଟା ବହୁତ କନଫ୍ୟୁଜିଂ ଏ ଟପିକ ସେଥିରୁ ବହୁତ କ୍ୱେଶ୍ଚିନ୍ସ ଆସେ ଫଣ୍ଡାମେଣ୍ଟାଲ କ୍ୱେଶ୍ଚିନ୍ସ ଆସେ ଆଉ ରଟାମରା ଜିନିଷ ବି ଆସେ ରଟାମରାଟା ମୁଁ ଯିବି ୟା ପରେ କିନ୍ତୁ ଏଗୁରା ସବୁ ମନେ ରଖନ୍ତୁ ଏବେ ଓକେ। ଡାୟଷ୍ଟ୍ରୋଫିଜିମ୍ ରିଫର୍ସ ଟୁ ଡିଫର୍ମେସନ ଅଫ ଆର୍ଥ କଜ୍ ଡ୍ୟୁ ଟୁ ଡାୟଷ୍ଟ୍ରୋଫିକ ମୁଭମେଣ୍ଟସ ମାନେ ଡିଫର୍ମିଂ ମୁଭମେଣ୍ଟ ଫୋଲ୍ଡିଂ ଫଲ୍ଟିଂ ଆଉ ରାପିଂ ଏଗୁରା ସବୁ କୁହନ୍ତି फोल्डिंग फॉल्टिंग एगुरा कहते डायस्ट्रोफिज्म ओके। एंड फ्रैक्चरिंग को भी कहते एगुरा सब मन रखिए फोल्डिंग फॉल्टिंग रैपिंग आउ फ्रैक्चरिंग एगुरा सब आ विषय मु ऑरोजेनिक एपेरोजेनिक टा हम करले अर्थक्वेक वोल्केनिज्म और प्लेट टेक्टोनिक्स एरा सब मु डिस्कशन करली। एपेरोजेनिक और कॉन्टिनेंट फॉर्मिंग प्रोसेस टा कोन रेडियल मूवमेंट एक्ट्स एलोंग रेडियस ऑफ द अर्थ एलोंग द रेडियस ऑफ द अर्थ माने वर्टिकल देखंतु एटा हला अर्थ एटा हला तर रेडियस तो एलोंग द रेडियस जहां भी होबो हमरो एटी यदि सरफेस हला एटा कोन वर्टिकल होबो आइदर अप और डाउन either up या down तो एटा कहंती vertical movement बा along the radius इति हम नुवा टर्म गोटे सिखिले कोन से कहूची along the radius तो एमि जदि पके along the radius कंफ्यूजिंग हेबेनी एगुरा सब कोन कहउचंती एपेरोजेनिक इज ए कॉन्टिनेंट फॉर्मिंग प्रोसेस जोटा कि डायस्ट्रोफिक है ना आ जोटा कि एंडोजेनेटिक एंती सब मन रखिबे ओके। आदर के खाली साइंस पिला बा टेक्निकल पिला एगुरा सब बुझी परिबो बोली न नॉन साइंस पिला समस्त बुझी परिबो तुमे खाली विजुअलाइज कर टिके से चित्र को मन रखंतु जोटा प्रथम देखैतिली फ्लो चार्ट टाइप रो सेटा आको सब्सिडेंस जदि तळुको गला ताको सब्सिडेंस कहंती जदि ऊपर गला अपलिफ्टमेंट कहंती सिंपल। तापरे दे कॉज अपहीवल और डिप्रेशन ऑफ द लैंड एग्जिबिटिंग ऑन्डुलेशंस एटा एटा होची बहुत जगह पड़े अंडुलेटिंग सरफेस माने कौन ना वेवी स्ट्रक्चर एमती एमती हेतिबो तो एगुरा कहउचंती अंडुलेटिंग हैला। अंडुलेटिंग माने अप डाउन विभिन्न वेव सरफेस थिले ताको अंडुलेशंस कहंती। तापरे the broad central part of continent is called cratons cratons and are subject to epeirogeny। एपेइरोजेनी माने कोन ना आइदर ऊपर जाइतो या तळକୁ जाइतो जदि हमर गोटे एटा कॉन्टिनेंट अछि एमती हमर इंडिया रे भी देखिचे तळे तो एठी एठी एपट वेस्टर्न घाट एपट ईस्टर्न घाट सेंट्रल पार्ट रे सब विभिन्न प्रकार द लैंड मास थाए जोटा कि ऊपर को जाइतो बा तळକୁ आसी एमती गोटे फॉर्मेशन थिबो एपट ऊपर गला ए तळକୁ अछि एगुरा सब कहते क्रेटन्स ओके। लार्ज पार्ट सेंट्रल पार्ट एरा कहते क्रेटन्स हेंस द नेम कॉन्टिनेंट फॉर्मिंग मूवमेंट्स एपेरोजेनी होता है तो कॉन्टिनेंट फॉर्मिंग कला बोली कुआ जाए ओके। कारण आमे जो देखिले कि आ परे जो देखिया कोन ओरोजेनी ओरोजेनी देखो एटा हला हमर धर इंडिया रा सब तळ पार्ट जो साउथर्न पार्ट ये ओरोजेनी रे ईस्टर्न घाट हला ईस्टर्न घाट हला जे सेंट्रल पार्ट एटा कोन कुत रहिची एटा हेची एपेरोजेनेटिक फोर्स माने गोटे पार्ट ऊपर को जाउची आ गोटे पार्ट तळ को आछी एमिति हेकी रहिची तो एट सेति पई एटा कोन कॉन्टिनेंट फॉर्मिंग फोर्स तो एटा मन रखले तार पुनी आ फर्स्ट पार्ट तार हला कोन अपलिफ्ट
ଉପରକୁ ଉଠିବ କେମିତି, ରେଜ୍ଡ ବିଚେସ୍ ଯଦି ସମୁଦ୍ର କୂଳ ଉପରକୁ ଉଠି ଯାଇଛି, ଏଲିଭେଟେଡ୍ ୱେଭ୍ କଟ୍ ଟେରେସେସ୍, ମାନେ ୱେଭ୍ କଟ୍ ଟେରେସେସ୍ ମାନେ ଏଇଠି ଦେଇଛି ଦେଖନ୍ତୁ, ଏଇଠି ୱେଭ୍ କଟ୍ କରିଛି କିନ୍ତୁ ଇଏ ଉଠି କାଳକ୍ରମେ ଏଇଟା ଅପଲିଫ୍ଟମେଣ୍ଟ ହେଇଯାଇଛି ତ ଇଏ ଉପରକୁ ଉଠି ଯାଇଛି ଏଠି, ତ ଏଇଟା କୁହନ୍ତି ଏଲିଭେଟେଡ୍ ୱେଭ୍ କଟ୍। ସି କେଭ୍ସ, ଏଇଟା ଗୋଟେ ହେଲା ସି କେଭ୍, ସମୁଦ୍ର ତାକୁ କାଟି କାଟିକିରି ସି କେଭ୍ କରିଛି। and fossiliferous beds sea level are evidence of upliftment। ତ କାଳକ୍ରମେ ଯେତେବେଳେ ଉପରକୁ ଉଠିଛି ଇଏ ଏଠୁ ଜଣା ପଡୁଛି ଯେ ଏମିତିଆ କୌଣସି, ଏଇଠି ଗୋଟେ ଦେଖନ୍ତୁ, ଏଇଠି ଏଇଠି ଏଇଟା ଅପଲିଫ୍ଟମେଣ୍ଟ ହେଇଯାଇଛି କିନ୍ତୁ ଯେତେବେଳେ ତଳେ ଥିଲା ସମୁଦ୍ର ତାକୁ କାଟିକି ପଶିଛି ଏଇଠି କେଭ୍ କରିଛି, କିନ୍ତୁ ଯେତେବେଳେ ଅପଲିଫ୍ଟମେଣ୍ଟ ହେଲା ଏଇଟା ଜଣା ପଡିଲା ଯେ ଏଇଟା ଉପରକୁ ଉଠିଛି ବୋଲି, ତାକୁ ଜଣା ପଡିଲା ପରେ। ତ ଏଗୁଡାକୁ ସେଇଭଳିଆ କହନ୍ତି ଆମର ଇଣ୍ଡିଆ have raised beaches across several places of Kathiawar, Nellore, Tirunelveli coast ହେଲା, ଏଗୁଡା ସବୁ raised coast ହେଇଛି, several places which are on sea, some countries ago are now a few miles inland due to upliftment। ମାନେ କି ଏବେ ଜଣା ପଡୁଛି କି ସେ ସ୍ଥଳଭାଗରେ ଅଛନ୍ତି କିନ୍ତୁ କେତେ ଶହ ହଜାର ବର୍ଷ ପରେ ସେଟା ଜଳଭାଗ ତଳେ ଥିଲେ, କିନ୍ତୁ ଏବେ କାହିଁ ସ୍ଥଳଭାଗରେ ଅଛନ୍ତି ସେଟା ଅପଲିଫ୍ଟମେଣ୍ଟ ହେଇଛି। ସିମ୍ପଲ ଫର ଏକ୍ସାମ୍ପଲ କୋରିଙ୍ଗା ନିୟର ମାଉଥ ଅଫ ଗୋଦାବରୀ, ଏଇଟା ଇମ୍ପୋର୍ଟାଣ୍ଟ, ଏଗୁଡା ସବୁ ମନେ ରଖନ୍ତୁ। ଏଟା ତାପରେ କାବେରୀପଟନମ ନିୟର କାବେରୀ ଡେଲ୍ଟା, ଆଉ କୋରକାଇ ଅନ ଦ କୋଷ୍ଟ ଅଫ ତିରୁମେଲି were all flourishing sea ports। 1000 ରୁ 2000 ବର୍ଷ ଇୟର ଏଗୋ ସି ପୋର୍ଟ ଥିଲେ, କାରଣ ସେ ସମୁଦ୍ର କୂଳରେ ଥିଲେ, ଏବେ ଅପଲିଫ୍ଟ ହେଇକିରି ସେଟା ମେନଲ୍ୟାଣ୍ଡ ଭିତରକୁ ପଳେଇଲେଣି। ଓକେ, ତାପରେ ସେମିତି ଅପଲିଫ୍ଟମେଣ୍ଟ ପରେ ସେମିତି ସେକେଣ୍ଡ ହେଲା ସବସିଡେନ୍ସ, ସବମର୍ଜଡ୍ ଫରେଷ୍ଟ ଭ୍ୟାଲିଜ ବିଲ୍ଡିଂସ, ଆମର ଦ୍ୱାରକା ଆମେ ପଢୁଛେ ଯୋଉଠି କୃଷ୍ଣଙ୍କର ସାମ୍ରାଜ୍ୟ ଥିଲା ସେ ଏବେ ସମୁଦ୍ର ତଳେ, କାହିଁକି, ବିକଜ ସେଠି ସବସିଡେନ୍ସ ହେଇଯାଇଛି। ସବସିଡେନ୍ସ ଦି ପ୍ରକାର ହେଇପାରିବ, ଯଦି ହେଲା ଆମର ଏଇଠି ଧର ହେଲା ସି, ଏଇଠି ହେଲା ଲ୍ୟାଣ୍ଡ, ଓକେ, ଏଇଟା ହେଲା ସି, ଏଇଟା ହେଲା ସି, ଏଇଟା ହେଲା ମାନେ ଏଇଟା ହେଲା ଲ୍ୟାଣ୍ଡ, ତମର ଏଇଟା ବିଚ୍, ତ ଇଏ ସବସିଡେନ୍ସ ହବ କୋଉ ପ୍ରକାର, ଯଦି ଜମିଟା ତଳକୁ ପଳେଇଲା ୟା ଫିର ଇଏ ସମୁଦ୍ରଟା ଉପରକୁ ପଳେଇଲା, ତ ଦି ପ୍ରକାର ସବସିଡେନ୍ସ ହେଇପାରେ। ତ ଏଠି ଆମେ ପଢୁଛେ ଜମି ତଳକୁ ଯିବା କଥା, ଓକେ, ସେଇଟା ଇନ୍ 1819 ପାର୍ଟ ଅଫ ରାନ୍ ଅଫ କଚ୍ ସମଜ ରେଜଲ୍ଟ ଅଫ୍ ଆର୍ଥକ୍ୱାକ୍, ଆର୍ଥକ୍ୱାକ୍ ହେଇକି ରାନ୍ ଅଫ କଚ୍ ର ଗୋଟେ ପାର୍ଟ ସମର୍ଜ ହେଇଯାଇଛି। ପ୍ରେଜେନ୍ସ ଅଫ ପିଟ୍ ଲିଗ୍ନାଇଟ୍ ବେଡ୍ସ ବିଲୋ ସି ଲେଭେଲ ଇନ୍ ତିରୁମେଲି and Sundarban is an example of subsidence। ତ ଆଣ୍ଡାମାନ ନିକୋବର have been isolated from the Arakan coast by subsidence। ଏଇଟା ବହୁତ ଇମ୍ପୋର୍ଟାଣ୍ଟ, ଏଇଟା ଇମ୍ପୋର୍ଟାଣ୍ଟ ମନେ ରଖିବେ। ଆମର ଯୋଉ ଏଇଟା ହେଲା ମେନଲ୍ୟାଣ୍ଡ, ଏଇଟା ହେଲା ଆଣ୍ଡାମାନ ହେଲା, ତ ଏଠି ହେଲା ଆରାକାନ, ମିଆଁମାର ଇଏ ଯାଇଛି ଏଠି, ଏଇ ଯୋଉ ଆ ସହିତ ମିଆଁମାର, ଏଠି ସାଉଥ ଇଷ୍ଟ ଏସିଆ ହେଲା, ଆ ସହିତ ଏଇ ଯୋଉ ଡିଟାଚ ହେଇଛି ଏଇଟା ହେଇଛି କଣ ସବସିଡେନ୍ସ, ଏଇଟା କନେକ୍ଟ ହେଇକି ଥିଲା, ଗୋଟେ ଲ୍ୟାଣ୍ଡ ମାସ ଥିଲା, ସବସିଡେନ୍ସ ହେଇକିରି ୟାଠୁ ଡିଟାଚ ହେଇଯାଇଛି, ଏଇଟାକୁ ବୁଝିବେ ଆପଣ ହେଲା। ଏଇଟା ସେ କହୁଛି କାଠୁ ରହିଛି ଅଲଗା ଆରାକାନ କୋଷ୍ଟ, ଓକେ, ଏଇଠି ଦେଇଛି, ଏଇଠି ହେଲା ଆଣ୍ଡାମାନ ସି, ଏଇଟା ଏଇଟା ଆଣ୍ଡାମାନ ନିକୋବର ଆଇଲାଣ୍ଡ, ଏଇଟା ମିଆଁମାର ବର୍ମା, ତ ଏଠି ଆ ସହିତ ଏଇଟା ଅଲଗା ହେଇଯାଇଛି ବିକଜ ଅଫ ସବସିଡେନ୍ସ। ଅନ୍ ଦ ଇଷ୍ଟ ସାଇଡ୍ ଅଫ ବମ୍ବେ ଆଇଲାଣ୍ଡ, ବମ୍ବେ ଆଇଲାଣ୍ଡ କୋଉଠି ଅଛି, ଏଇଟା ହେଲା ବମ୍ବେ, ଏଇଠି ହେଲେ ଏଇଠି ବମ୍ବେ ଆଇଲାଣ୍ଡ, trees have been found embedded in mud about to 4 ମିଟର below low water mark। ତ ସିମିଲାର, ତାର ଅର୍ଥ ଯଦି ଏଇଠି ହଉଛି ଆମର ମୁମ୍ବାଇ, ଏଇଠି ଆଇଲାଣ୍ଡ ଅଛି, ତ ଏଇ ଯୋଉ ରିଜନରେ ସମୁଦ୍ର ରିଜନରେ ଗଛ ଅଛି, ମାଟି ତଳେ ପୋତି ହେଇକି ସବୁ ପାଉଛନ୍ତି, ତାର ଅର୍ଥ କଣ, ଇଏ ହେଇଛି ସବମର୍ଜଡ, ଆଗରୁ ଲ୍ୟାଣ୍ଡ ଥିଲା, ତ ସେଇଟା କହୁଛନ୍ତି। ତ କିନ୍ତୁ ଯଦି ଆମେ ପାଇବା କି ଏଇଠି ଅଛି ଧର ତିରୁମବେଲି, ତିରୁମବେଲିରେ ଆମେ ପାଉଛେ କଣ ନା, ସେ ତ ଜଳଭାଗ ସ୍ଥଳଭାଗରେ ଅଛି, କିନ୍ତୁ ସେଠି ଦେଖୁଛେ ଆମେ ଫସିଲ ମାନେ ମେରାଇନ ଏଲିମେଣ୍ଟ ସବୁ ପାଉଛୁ, ମଡ ସବୁ ପାଉଛୁ, ତ ସେ ଅର୍ଥ କଣ, ସିଏ ହେଇଛି କଣ ଅପଲିଫ୍ଟ ହେଇଛି, ଇଏ ହେଇଛି ସବମର୍ଜେନ୍ସ, ଏଟା ସିମ୍ପଲ ସେଇ ଜିନିଷ ହିଁ ବୁଝଉଛି। ଗପ ଅଫ ମନାର ପାର୍କ ଷ୍ଟ୍ରେଟ୍ ଇଜ ଭେରି ସାଲୋ ସବମର୍ଜଡ, ଆମର ଏଇଠି ଯୋଉ ରାମ ସେତୁ ଯୋଉଠି ହେଇଛି କହୁଛନ୍ତି, ଏଇଠି ଏଇଟା ହଉଛି ପାର୍କ ଷ୍ଟ୍ରେଟ୍ ଯୋଉଟା, ତ ଏଇଟା କଣ ହେଇଛି ସବମର୍ଜେନ୍ସ ହେଇଛି ବୋଲି କହୁଛନ୍ତି, ତ ସେଇ ଜିନିଷଟା ଏଇଟା ବୁଝେଇଛି। ଓକେ, ମହାବଲୀପୁରମ ନିୟର ଚେନ୍ନାଇ ସବମର୍ଜଡ ଇନ ଦ ସି, ତ ଏଇ ସବୁ ଜିନିଷକୁ ମନେ ରଖିବାକୁ ପଡିବ, ଇଣ୍ଡିଆର ଏକ୍ସାମ୍ପଲ ଦେଇ ବୁଝେଇଲା। ତାପରେ ଓରୋଜେନି বা ମାଉଣ୍ଟେନ ବିଲ୍ଡିଂ ପ୍ରୋସେସ, ଏଇଟା ଆଜିର ମୁଖ୍ୟ ଟପିକ, ଆମେ ୱାର୍ଲଡ ଓଭର ମାଉଣ୍ଟେନ କଣ, ତାର ପ୍ରକାର ଭେଦ କଣ ସବୁ ପଢିବା, ଏଠି ମାଇଣ୍ଡଫୁଲି ଶୁଣନ୍ତୁ। ଇନ କଣ୍ଟ୍ରାଷ୍ଟ ଟୁ ଏପିଜେନର ମୁଭମେଣ୍ଟ, ଏପିଜେନର ମୁଭମେଣ୍ଟ ଭର୍ଟିକାଲ ହେଲା along the radius of the earth ହେଲା, but it's more complicated ଏଇଟା। Earth's crust associated with coastal thickening due to convergence of tectonic plates। coastal thickening ମାନେ କଣ ଦେଖନ୍ତୁ, ସିମ୍ପଲି ମୁଁ ବୁଝାଉଛି, ଏଇଟା ହେଲା ପ୍ଲେଟ୍, ଏଇଟା ଭାବନ୍ତୁ ଗୋଟେ ପ୍ଲେଟ୍, ଏଇଟା ଗୋଟେ ପ୍ଲେଟ୍, ଏଇଟା ନିଜ ଆଡକୁ ଆସୁଛି ହେଲା, ଇଏ ଯେତେବେଳେ ଆସିକି ଯେତେବେଳେ ଏଇଠି ଏକାଠି ହେବେ, ଇଏ ଏଇଠି ନିଜ ସହିତ ଏକାଠି ହେଲେ, ତାପରେ ଏଇଠି ଇଣ୍ଟରାକ୍ସନ ହେଲେ, ତ ଏଠି କୋଉ ପ୍ରକାର ମାନେ ରିଆକ୍ସନ ହବ, ତାଙ୍କ ଭିତରେ କମ୍ପ୍ରେସନ ହେଇକିରି ଫୋଲ୍ଡିଂ ଫୋଲ୍ଡିଂ ହେବେ, ତ ଇଏ ହେଇକିରି ଏମିତି ଏମିତି ଇଏ ଫର୍ମେସନ ହେଇଗଲା, ଭାବନ୍ତୁ ଦିଟା ସିମ୍ପଲ, ଏଇଟା ଭିଜୁଆଲାଇଜ କରିବା କଥା, ଇଏ ବି ସେମିତି ଚାପି ହେଇକିରି ଇଏ ବି ଏମିତି 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 ହେବା କଥା, ଇଏ ବି ଏମିତି 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 ହେଲା ହେଲା, ଏଇଠି ଏକାଠି ହଉଛନ୍ତି, ତ ଆଡକୁ ଫୋର୍ସ କଲେ, ତ ଏଇଟାକୁ କଣ ଥିକେନିଂ କହିଲା, ଥିକେନିଂ ମୋଟା ହେଇଯାଉଛି ବିକଜ ଅଫ ନିଜ ଦିଟା ନିଜ ଭିତରେ। ଏଇଟା ଗୋଟେ ଦେଖନ୍ତୁ, ଏଇଟା ଏଠି ଆସିଥିଲା,
ଏଇଟା ଏଠି ଆସିଥିଲା ଯେତେବେଳେ ଏକାଠି ହେଲେ ଇଏ କଣ ହେଲା ନା ରାପ୍ ହେଇଗଲା, ଏମିତି ବଙ୍କା ହେଇଯାଇଛି। ଏଇଠି ହେଲା କଣ ଏମିତି ମୋଟା ହେଇଗଲା, ବଟ୍ ଏଠି ଟିକେ ଟିକେ ଏମିତି ୱେଭ୍ ଲାଇକ୍ ଷ୍ଟ୍ରକ୍ଚର ହେବେ। ସିମ୍ପଲି ଆପଣ ଭିଜୁଆଲାଇଜ କରନ୍ତୁ, ଏଇଟା ସେଇ ରାପ୍ ହେଇଯାଇଛି ଦେଖନ୍ତୁ। ଏଇଠି ଏ ମାଟିଟା ଏମିତି ସାଇଡରେ ଦେଖିଲା ବେଳକୁ ଏଇଠି ଏମିତି ରାପ୍ ହେଇକି ଯାଇଛି। ଏ ସିମ୍ପଲି କାଦୁଅ ସଲିଡ ହେଇଯାଇଛି, କାଦୁଅକୁ ଭିଜୁଆଲାଇଜ କରନ୍ତୁ। ତ ବଙ୍କା ହେଇଯିବା, ବଙ୍କା ହେଇଯିବାକୁ କୁହନ୍ତି ଏମିତି ରାପ୍। ତ ଫୋଲ୍ଡିଂ କେମିତି, ଯଦି ଏଇଟା ଏମିତି ଆସିକିରି ଏମିତି ହେଇଯାଉଛି ବା ଏମିତି ପଡ଼ିଯାଉଛି, ଏଗୁଡ଼ା କହୁଛନ୍ତି ଫୋଲ୍ଡିଂ। ଓକେ, ଏଗୁଡ଼ା ଏମିତି ଏକାଠି ହେଲେ ରାପିଂ କହୁଛନ୍ତି। ଫୋଲ୍ଡିଂ ରାପିଂ ଏଗୁଡ଼ା ସବୁ ଡିଟେଲ ଟିକେ ପଢ଼ିଦେବା। ଏବେ ଦେଖନ୍ତୁ କନଭରଜେନ୍ସରେ ଏଇଟା ହଉଛି ଜାଣିଲେ, ଅରିଜିନାଲ ମୁଭମେଣ୍ଟ ଟାଞ୍ଜେନସିଆଲି ଟୁ ଦ ଆର୍ଥ ସରଫେସ୍। ଆମେ ଜାଣିଲେ ଏଇଟା ଆର୍ଥ ହେଲା, ତ ଏଇଟା କ୍ରଷ୍ଟ ଗୋଟାଏ କ୍ରଷ୍ଟ ଧର ଏଇଠି ମିଶିଛି, ଏଇଟା ଆଡକୁ ଯାଉଛି, ଏଇଟା ଆଡକୁ ଯାଉଛି, ତ ଏଇଟା ହେଲା କଣ ଟାଞ୍ଜେନସିଆଲି। ଟାଞ୍ଜେନସିଆଲି ଯଦି ଉପରକୁ ହନ୍ତା ଏଇଟା ହଉଛି ରାଡିଆଲି ହେଲା, ଏଲଙ୍ଗ ଦ ରାଡିୟସ୍। ତ ସେଇଟା କହୁଛନ୍ତି ତ orogenic belt mountain ranges that are characterized by the faulting of layer। ତ faulting ଆମେ ଜାଣିथे ଦିଟା ପ୍ଲେଟ୍, ଧର ଏଇଟା ଗୋଟେ ପ୍ଲେଟ୍ ଅଛି, ଏଇଟା ଗୋଟେ ପ୍ଲେଟ୍ ଅଛି, ଇଏ କଣ ହେଲା ତଳକୁ ଗଲା, ଇଏ ଉପରକୁ ପଳେଇଲା କୌଣସି କାରଣରୁ, ତ ଏଇଟା କଣ ହେଇଯିବ ଏମିତି ଫର୍ମେସନ ହେଇଗଲା, ଇଏ ପାହାଡ ଭଳିଆ ଦେଖାଗଲା, ଏଇଟା କହୁଛନ୍ତି ଫଲ୍ଟ। ଏଇଟା କିନ୍ତୁ ହେଲା କଣ ଫୋଲ୍ଡ, ସିମ୍ପଲ। ଓକେ, intrusion of magma by volcanism, tensions produces fissures। fissures ମାନେ କଣ, ଏରା ସବୁ ବୁଝିଥିଲି, ଖାଲି ଟେକ୍ନିକାଲ ଟର୍ମ, କିନ୍ତୁ ଜିନିଷ ଆପଣ ଜାଣିଛନ୍ତି। ଟେନସନ ମାନେ କଣ, ଦିଟା ଅଲଗା ଡିରେକ୍ସନ ଯିବା, ଏଇଟା ଗୋଟେ ପ୍ଲେଟ୍ ଥିଲା, ଇଏ ଆଡକୁ ଯାଉଛି, ଇଏ ଆଡକୁ ଯାଉଛି, କାରଣ ତଳେ କନଭେନସନ କରେଣ୍ଟ ଚାଲିଛି, ଏଠି ଫାଟିଲା, ତ ଇଏ ଯେତେ ଫାଟିକିରି ଧୀରେ ଧୀରେ ଅଲଗା ହବାକୁ ଲାଗିଲେ, ଇଏ ଆଡକୁ ଗଲା, ଏଠି ଟିକେ ଟିକେ ଅଲଗା ହବାକୁ ଲାଗିଲେ, ତାର ତ ଏଠି ଯୋଉ ମାଗ୍ମା ଥିଲେ ଇଏ ଏଠି ଉପରକୁ ଯିବେ, ତ ଏଇ ଯୋଉ ଏଇକୁ କୁହନ୍ତି ଫିସର୍ସ, ଏଇ ଯୋଉ ଫାଟକୁ କୁହନ୍ତି ଫିସର, ସିମ୍ପଲ, ଫାଟକୁ କୁହନ୍ତି ଫିସର। ଅଲଗା ହେଲେ ମାନେ ଏକାଠି ହେଲେ ମାନେ ସେଠି କଣ ହବ, ମାଉଣ୍ଟେନ ସୃଷ୍ଟି ହବ, ଆଉ ଅଲଗା ହେଲେ ମାନେ ଫିସର ହବ, ସେଠି ଭୋଲକାନ ହବ, ସିମ୍ପଲ। ଯଦି ସେ ନିଜ ଆଡକୁ ଆସିଲେ ସେଟା କମ୍ପ୍ରେସନ ହେଲେ ଫୋଲ୍ଡ ହବ। ତ ସିମ୍ପଲ ମନେ ରଖିବାର ଅଛି, କମ୍ପ୍ରେସନ ହେଲେ ଫୋଲ୍ଡ ଆଉ ଟେନସନ ହେଲେ ଫିସର। ତ ଫୋଲ୍ଡ ମାନେ ମାଉଣ୍ଟେନ ହବ, ଫିସର ହେଲେ ଭୋଲକେନୋ ହବ, ଆଉ ଆର୍ଥକ୍ୱାକ୍ ବି ହବ। ମାନେ ଆର୍ଥକ୍ୱାକ୍ ଦିଟା ଜାଗାରେ ହେଇପାରେ, ଓକେ, ଆର୍ଥକ୍ୱାକ୍ ଦିଟା ଜାଗାରେ ହେଇପାରେ, ତ ଭୋଲକାନୋଜ ହବ। এটা ସିମ୍ପଲ ମନେ ରଖିଦେଲେ। ତ ଏବେ ସଡନ ମୁଭମେଣ୍ଟ ଆଡକୁ ଯିବା, କଣ ସବୁ ହଉଛି ମୁଭମେଣ୍ଟ, କଣ ସଡନ ଜିଓ ଅକର ବା ଆକୁ କୁହନ୍ତି କାଟାଷ୍ଟ୍ରୋଫିକ ମୁଭମେଣ୍ଟସ। ଓକେ, ଏଇଟା ହେଇଗଲା। ଦେନ୍ ମୋଷ୍ଟଲି ଆଟ୍ ଲିଥୋସ୍ଫିୟରିକ ପ୍ଲେଟ୍ ମାର୍ଜିନ, ଏଇଟା କହିଲି ଲିଥୋସ୍ଫିୟର ଉପର ଲେୟାରରେ ଆର୍ଥର ହେଲେ ଉପର ଲେୟାରରେ ହିଁ ଏଇଟା ହଉଛି, ଆଉ ହାଇଲି ଅନଷ୍ଟେବଲ ଡ୍ୟୁ ଟୁ ପ୍ରେସର କ୍ରିଏଟେଡ୍ ବାଇ ପୁସିଂ ଆଣ୍ଡ ପୁଲିଂ ଅଫ୍ ମାଗ୍ମା। ଏଟା ମନେ ରଖିବେ, ଆର୍ଥ କ୍ରଷ୍ଟରେ ଯାହା ବି ହଉଛି ୟା ଭିତରେ ଯୋଉ ମାଗ୍ମା ପାଇଁ ହିଁ ସବୁ ହଉଛି। ଓକେ, ସିଏ ତା ଭିତରେ ଯୋଉ ଫୁଟୁଛି, ଭାବନ୍ତୁ ଗୋଟେ ପାଣି ଆପଣ ପକେଇଛନ୍ତି ପ୍ୟାନ ରେ, ପାଣି ଫୁଟୁଛି, ତା ଉପରେ ଚା ପଡିଛି ବା କିଛି ଗୋଟେ ସଲିଡ୍ ଯୋଉ କ୍ଷୀରର ସର ପଡିଛି, ସେ କ୍ଷୀର ଯେତେ ଜୋର ଫୁଟିବ ସେ ସରଟା ପୁରା ଅନଷ୍ଟେବଲ ହେଇକି ଅଛି, ସେ କେତେବେଳେ କିଛି ନା କିଛି ମୁଡି ହେଇଯାଉଛି, ଫସି ଯାଉଛି, ତ କିଛି ବି କହିହବନି। ତ ତଳ ଯୋଉ ଏତେ ହଟ୍ ମାଗ୍ମା, ତାର ସବୁ କନଭେକ୍ସନାଲ କରେଣ୍ଟ ଯୋଉ ହଉଛି, ସେ ହିଁ ସବୁ ଆର୍ଥର ଉପର କ୍ରଷ୍ଟର ମୁଭମେଣ୍ଟର କାରଣ। ଓକେ, ସେଇଟା ଜାଣିଲେ। ତାପରେ ଆର୍ଥକ୍ୱାକ୍, ଆର୍ଥକ୍ୱାକ୍ ବିଷୟରେ ମୁଁ କହିଦେଇଛି। ସିମ୍ପଲ ସରପ୍ଲସ୍ ଆକ୍ୟୁମୁଲେଟେଡ୍ ଷ୍ଟ୍ରେସ୍, ମାନେ ସେ ଯୋଉ ଏଇଟା ଧର ଗୋଟେ ପ୍ଲେଟ୍ ଗଲା, ଏଠି ତଳକୁ ଯାଉଛି, କାରଣ ଆ ଉପରେ ଇଆଡୁ ଗଲା, ଇଆଡୁ ଗଲା, ତ ଏଇଠି ଯୋଉ ଇଏ ବଙ୍କା ହେଇ 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 ହେଇକିରି ଗୋଟେ ଜାଗାରେ, କିନ୍ତୁ ବ୍ରିଟିଲ ଷ୍ଟ୍ରକ୍ଚରଟା, ତ ଗୋଟେ ଜାଗାରେ ଷ୍ଟ୍ରେସ୍ ରିଲିଜ ହେଇଗଲା, ତାକୁ କହୁଛନ୍ତି ଆକ୍ୟୁମୁଲେଟେଡ୍ ଷ୍ଟ୍ରେସ୍। ସେଟା ରିଲିଜ ହବାକୁ କୁହନ୍ତି ଆର୍ଥକ୍ୱାକ୍ ହେଲା। କାଇନେଟିକ୍ ଏନର୍ଜି ଫର, କାଇନେଟିକ୍ ମାନେ କଣ, ମୋସନ ଯୋଗୁ, ଇଏ ଆଡକୁ ଆସୁଛି ମାନେ ଏଇଟା କଣ ମୋସନରେ ଅଛି, ତ ମୋସନ ଯୋଗୁ ଯୋଉ ଷ୍ଟ୍ରେସ୍ ହେଇକି ତାକୁ ରିଲିଜ ହେଲା, ତାକୁ କହନ୍ତି ଆର୍ଥକ୍ୱାକ୍। ତାପରେ ଭୋଲକେନୋଜ, ସେମିତି ଭୋଲକେନୋଜ ହୁଏନି ମୋଲ୍ଟେନ ରକ୍ escapes through narrow vents or and fissures। ଭେଣ୍ଟସ ଆଉ ଫିସର ଜାଣିଲେ, ତା ଦେହରେ କୋଉ ସବୁ ଗ୍ୟାସ୍ ଥାଏ, ହାଇଡ୍ରୋଜେନ ସଲଫାଇଡ, ମୁଁ କହିଥିଲି ହାଇଡ୍ରୋଜେନ ସଲଫାଇଡ, ସଲଫର ଡାଇଅକ୍ସାଇଡ, ହାଇଡ୍ରୋଜେନ କ୍ଲୋରାଇଡ, ତାପରେ କାର୍ବନ ଡାଇଅକ୍ସାଇଡ, ଏଇ ସବୁ ଗ୍ୟାସ୍ ଥାଏ, ଏରା ମନେ ରଖିଦେବେ ପଡେ ଏକ୍ସାମ ରେ। ଓକେ, ଆଣ୍ଡ ପାଇରୋକ୍ଲାଷ୍ଟିକ ମ୍ୟାଟେରିଆଲ, ପାଇରୋ କଣ, ଆମର ମୁଁ ମନେ ଅଛି କହିଥିଲି କ୍ରାୟୋ, କ୍ରାୟୋ ମାନେ ବିଲୋ 0 ଡିଗ୍ରୀ, ମାନେ ବରଫ ବା କୋଲ୍ଡ ପ୍ରିଜର୍ଭେସନ। ପାଇରୋ ମାନେ ହଟ୍ ବା ପୁରା ମେଲ୍ଟ ଷ୍ଟେଜରେ, ତାକୁ ତତେଇକିରି ମେଲ୍ଟ କରିଦବା କହନ୍ତି ପାଇରୋ। ପାଇରୋକ୍ଲାଷ୍ଟିକ ମାନେ ସେ ଯୋଉ ମେଲ୍ଟ ହେଇକିରି ଯୋଉ ସବୁ ମ୍ୟାଟେରିଆଲ ସବୁ ଧୂଆଁ ଏଳିଆ ହେଇକି ବାହାରେ ଇଏ କରେ, ସେଗୁରା କହନ୍ତି କ୍ଲାଉଡ ପାସ୍, ଲାଭା ଫ୍ରାଗମେଣ୍ଟ। ଏୟାର ଯୋଉଟା ଗ୍ୟାସିୟସ୍ ଫର୍ମ ଅଛି ତାକୁ ପାଇରୋକ୍ଲାଷ୍ଟିକ କହନ୍ତି। ସିମ୍ପଲ ଜିନିଷ, ବାସ୍ ଟର୍ମିନୋଲୋଜି ସହିତ ଟିକେ ୟୁଟିଲାଇଜ ହେଇଯାଆନ୍ତୁ, ଜିଓଗ୍ରାଫି ପୁରା ଇଜି ହେଇଯିବ। ଓକେ, ଗଲା। ତାପରେ ଜିଓମର୍ଫିକ ମୁଭମେଣ୍ଟ, ଏକ୍ସୋଜେନିକ କଣ, ୱେଦରିଂ ଆଉ ଏରୋଜନ, ଆଉ ଏଠି ମୁଖ୍ୟ ଫୋର୍ସେସ୍ କଣ, ସନ୍ସ ଏନର୍ଜି, ହିଟ୍ ଯୋଉଟା ସନ୍ ରୁ ଆସୁଛି ସେଇଟା। ତ ଏଇଟାକୁ ମନେ ରଖିବେ। ଆଉ
ସେଥିରେ ଗୋଟେ ଟର୍ମ ଅଛି ଡେନୁଡେସନ। ଡେନୁଡେସନ କଣ? ଅନ୍ଡୁଲେଟିଂ ପଡିଥିଲେ, ଅନ୍ଡୁଲେଟିଂ ମାନେ ଏତେ ସବୁ ଫୋଲ୍ଡିଂ ଫଲ୍ଟିଂ ଇଏ ଯୋଉ ଯଦି ୱେଭ୍ ଲାଇକ୍ ଷ୍ଟ୍ରକ୍ଚର ଆର୍ଥରେ ଫର୍ମେସନ ହଉଛି ତାକୁ କୁହନ୍ତି ଅନ୍ଡୁଲେଟିଂ ସରଫେସ୍। ଡେନୁଡେସନ କଣ? ଏଟା କନଫ୍ୟୁଜନ ନଥିବ। ଅଲ୍ ଦ ଏକ୍ସୋଜେନେଟିକ୍ ଫୋର୍ସ ୱେଦରିଂ ଏରୋଜନ ଆର୍ କଭର୍ଡ ଅଣ୍ଡର ଜେନେରାଲ ଟର୍ମ ଡେନୁଡେସନ। ଏଟା ମୋଷ୍ଟ ଇମ୍ପୋର୍ଟାଣ୍ଟ ମନେ ରଖିବେ। ମାନେ କି ଇଏ ଯେତେ ସବୁ ସେକେଣ୍ଡ ଆମେ ଏଇଟା ଯୋଉ ପଢିଲେ ଦେଖନ୍ତୁ ଏଇ ଯୋଉଟା ଏଇଟା ଏକ୍ସୋଜେନେଟିକ୍ ଫୋର୍ସ ଇଏ ସବୁ ଯାକ ଏଇଟାକୁ କହନ୍ତି ଏକ୍ସୋଜେନେଟିକ୍ ଫୋର୍ସ ଯାହା ହୁଏ ତାକୁ କହନ୍ତି ଡେନୁଡେସନ। ଏ ସବୁ ଯାକ ଏଇଟାକୁ ହେଲା ଏଇଟା ଟୋଟାଲି ଟର୍ମକୁ ଏଇ ଏକ୍ସୋଜେନେଟିକ୍ ଫୋର୍ସରେ କଣ କରେ କହନ୍ତି ଡେନୁଡେସନ। ଡେନୁଡେସନ ଦି ପ୍ରକାର ୱେଦରିଂ ଆଉ ଏରୋଜନ। ଓକେ ସେଇଟା ସିମ୍ପଲ ଡେନୁଡେସନ ଟର୍ମଟା କନଫ୍ୟୁଜନ ହେବେନି। ଦ ୱାର୍ଡ ଡେନ୍ୟୁଡ ମିନ୍ସ ଟୁ ଷ୍ଟ୍ରିପ୍ ଅଫ୍ ଅର୍ ଟୁ ଅନକଭର। ମାନେ ଗୋଟେ ଏଇଟା ରକ୍ ଏଇଟା ଉପର ସରଫେସ ଟା ପାଣି ଖାଇକିରି ଆମେ ଜାଣିଛେ ପୁରା ମାନେ ଅନକନସୁଲେଟେଡ ହେଇଯାଏ। ହାର୍ଡ ରକ୍ ଟା ଧୀରେ ଧୀରେ ତା ଉପରେ ମଇଳା ବଂଶିବ କି ଧୂଳି ହେଇଯିବ। ତ ସିଏ କଣ ଗୋଟେ ପାଣି ହେଇଗଲେ ତାକୁ ପାଣି ତା ଉପରେ ଛାଡ଼ିଦେଲେ ସେ ପୁରା ଏଇଟା ଏମିତି ହେଇଯିବ ଛୋଟ ହେଇକିରି ଆଉ ଏଠି ଆସିକି ପାଣିରେ ଦେଖିବେ ମାଟି ଜମି ଯାଇଥିବ। ଏଗୁଡାକୁ ଗୋଟେ ପ୍ରୋସେସ ଅଫ ଅନକଭର ହେଇଗଲା। ତ ସେଇଟା କୁହନ୍ତି ଡେନ୍ୟୁଡ କରିବା ହେଲା। ଫିଜିକାଲ କେମିକାଲ ସବୁ ଉପରେ ଡିପେଣ୍ଡ କରେ। ଏଇଟା ମୁଁ ଏଇଟାକୁ କଭର କରିବିନି ଏବେ, এটা ମୁଁ ଯେତେବେଳେ ସଏଲ ପଢେଇବି ସେଇଥିରେ କଭର କରିବି। ଓକେ ନେକ୍ସଟ ହେଲା ଟାଇପ ଅଫ ଲ୍ୟାଣ୍ଡଫର୍ମ। ତ ଆମେ କଣ ଦେଖିଲେ ପ୍ରଥମେ କଣ ସବୁ ଫୋର୍ସେସ୍ ଆକ୍ଟ ହଉଛି ଏଣ୍ଡୋଜେନିକ ଏକ୍ସୋଜେନିକ ସବୁ ଦେଖିଦେଲେ। ତ ତାର ରେଜଲ୍ଟ କଣ ହେଇଗଲା ଲ୍ୟାଣ୍ଡଫର୍ମସ। ଆମ କ୍ରଷ୍ଟରେ କୋଉଠି ମାଉଣ୍ଟେନ ହେଇଗଲା, କୋଉଠି ଆଉ କଣ ହେଇଗଲା କଣ୍ଟିନେଣ୍ଟ ହେଇଗଲା, କୋଉଠି ଖାଲ ହେଇଗଲା ତ ତା ଦେହରେ ପାଣି ଜମିଗଲା। ତ ସେ ସବୁ ଦେଖିଦେଲେ। ଏବେ ସେ ଲ୍ୟାଣ୍ଡଫର୍ମକୁ ଆମକୁ ଟିକେ ଆନାଲାଇଜ କରିବା। ଲ୍ୟାଣ୍ଡଫର୍ମ କଥା କହିବାକୁ ଗଲେ ଆମେ ଯେତେବେଳେ ଭାବିବା ମନେକର ମନେ ରଖନ୍ତୁ ଯୋଉଟା ହଉଛି କଣ୍ଟିନେଣ୍ଟ ପାର୍ଟଟା। ଓକେ ମାନେ ଓସିଆନ ପାର୍ଟଟା ଆମେ କଥା ସେଇଟା ସମର୍ଜ ଅଛି ତା ରିଲେଟେଡ ଲ୍ୟାଣ୍ଡଫର୍ମ ଆମେ ପରେ ଡିସ୍କସନ କରିବା। ଲାଇକ ସମୁଦ୍ର ତଳେ ବି ପାହାଡ ଅଛି, ଓସେନିକ ରିଜେସ ଅଛି। ଏଇଟା ଆମେ ଯୋଉଠି ରହୁଛେ ଆମକୁ ଆଖିରେ ଦେଖାଯାଉଛି ସେଇ କଥାର ଲ୍ୟାଣ୍ଡଫର୍ମ କଥା ଆମେ କଥା ହବା। ତ ଏଇଠି ଦେଖନ୍ତୁ ସିମ୍ପଲ ଡାଇଗ୍ରାମରେ କହୁଛି ଏଗୁରା ସବୁ କଣ ଏଇଟା ଏଇଟା ଏଗୁରା ଏଗୁରା ସବୁ ମାଉଣ୍ଟେନ୍ସ। ଏମିତି ମାଉଣ୍ଟେନ ରେଞ୍ଜେସ ଅଛି ହଁ କି ନାହିଁ। ଆଉ କିଛି ଦେଖୁଛେ ଏଇଟା ଆମେ ଯୋଉଠି ରହୁଛେ ଏବେ ଏଇଠି ଏଗୁରା ପୁରା ତଳ ସରଫେସ ସମୁଦ୍ର ଏଇଠି ଅଛି ତାରି ସରଫେସ ଏଗୁରା ହଉଛି କଣ ପ୍ଲେନ୍ସ। ତାର ମଝିଆ ମଝି ବି ଗୋଟେ ରିଜିଅନ ଅଛି ଦେଖନ୍ତୁ ଏଗୁରା ସବୁ ପାହାଡ ତା ତଳେ ଏଗୁରା ସବୁ କଣ ଫ୍ଲାଟ ସରଫେସ କିନ୍ତୁ ଉଠିକି ଅଛି ଏଇଠି ଆ ଠାରୁ ଉପରେ ଉଠିକି ଅଛି। ଏଗୁରା କହୁଛନ୍ତି କଣ ପ୍ଲେଟ୍ୟୁଜ ହେଲା। ତ ତିନି ପ୍ରକାର ଜିନିଷ ଏଠି ପଡିଲେ ଗୋଟେ ହଉଛି ମାଉଣ୍ଟେନ, ଗୋଟେ ହଉଛି ପ୍ଲେଟ୍ୟୁ ଆଉ ଗୋଟେ ହଉଛି ପ୍ଲେନ୍। ଏଗୁରା ହଉଛନ୍ତି ମେଜର ଲ୍ୟାଣ୍ଡଫର୍ମ। ଏଗୁରା ହଉଛି କଣ ମାକ୍ରୋସ୍କୋପିକ ଆନାଲିସିସ୍। ମାକ୍ରୋସ୍କୋପିକ ତା ତଳକୁ ଯିବା ଏଠି ଯେମିତି ଦେଖନ୍ତୁ ଏଠି ପ୍ଲେନରେ ଆମେ ପଢୁଛେ ଏଗୁରା କଣ କୁହନ୍ତି ଆଇଲ୍ୟାଣ୍ଡ ବା ଡେଲ୍ଟା। ଏଇଟା ହେଲା କୋଉ ପ୍ରକାର ପ୍ଲେନ ଇଏ ପ୍ଲେଟୁ ଇଏ ବିଭିନ୍ନ ପ୍ରକାର ଅଛି ତାର ଫର୍ମେସନ ପ୍ରୋସେସ ସେଇଟା ଆମେ ପଢିବା ଡିଟେଲରେ। କିନ୍ତୁ ଏଇଟା ମାକ୍ରୋସ୍କୋପିକ ଆନାଲିସିସ୍ ହେଲା। ତ ଏବେ ଆମେ ମାଉଣ୍ଟେନକୁ ଯିବା। ତ ପ୍ରଥମେ ହେଲା ମୁଁ ମାଉଣ୍ଟେନ ସମସ୍ତେ କଣ କହନ୍ତି ମାଉଣ୍ଟେନ ଯେତେ ପ୍ରକାର ସେତେ ପ୍ରକାର। ତ ସେ ସବୁ କହିବା ଅପେକ୍ଷା ଆମେ ଯୋଉଟା ଜେନେରାଲି ଜାଣିଛେ ଆମେ ୱାର୍ଲଡର ମାଉଣ୍ଟେନ ଆଗ କଣ ସବୁ ଅଛି ଦେଖିଦବା। ଏଇଟା ଟିକେ ମୁଁ ଡିଟେଲରେ କହିଛି ଏଇଟାକୁ ଟିକେ ଆପଣ ଦେଖିବେ ବସିକି ମୁଁ ପଢି ସାରିଲା ପରେ ଆଉ ଉପରେ କ୍ୱେଶ୍ଚିନ୍ସ ହିଁ କରିଲେ ଆପଣଙ୍କର କ୍ଲିୟର ହେଇଯିବ। ବହୁତ ସାରା କ୍ୱେଶ୍ଚିନ୍ସ ଏଥିରୁ ଆସେ। ଓକେ ଏଥିରୁ ବହୁତ ସାରା କ୍ୱେଶ୍ଚିନ୍ସ ଏଥିରୁ ଆସେ ଏକ୍ଜାମରେ। ତ ତା ଦେହରେ କ୍ୱେଶ୍ଚିନ୍ସ କରିବେ କ୍ୱେଶ୍ଚିନ୍ସ କଲେ ହିଁ ଏଇଟା ମନେ ରହିବ। ଦେଖନ୍ତୁ ଏଇଟା ହେଲା ନର୍ଥ ଆମେରିକା ହଁ କି ନାହିଁ। ଏଇଟା ହେଲା ନର୍ଥ ଆମେରିକା। ଆ ଦେହରେ କଣ ତ ତିନିଟା ଜିନିଷ ମାଇଣ୍ଡରେ ରଖିଥିବେ ସେ ହଉଛି ପ୍ଲେଟୁ ପ୍ଲେନ୍ ଆଉ ମାଉଣ୍ଟେନ। ଆଉ ଡେଜର୍ଟ ଫେଜର୍ଟ ତ ତା ପ୍ଲେନ୍ ଏରିଆର ହିଁ ଗୋଟେ ସପାଟ କିଏ କେମିତି ଥାଏ ଯଦି ଗଛ ନଥାଏ ଇଏ ଥିବ ବାଲି ଥିବ ତ ଡେଜର୍ଟ ସେଇଟା ଆମେ ପରେ ଦେଖିବା। କିନ୍ତୁ ମାଉଣ୍ଟେନ ଦେଖନ୍ତୁ ଏଇଟା ସବୁ ମାଉଣ୍ଟେନ ତାର ଇଷ୍ଟରେ ଏଇଟା ୱେଷ୍ଟରେ ଏଇଟା ଅଛି କୋଷ୍ଟାଲ ରେଞ୍ଜ କହୁଛନ୍ତି। ଓକେ ତ କୋଷ୍ଟାଲ ରେଞ୍ଜରେ ଏଇଟା ଏଇଠି ଗୋଟେ କାସ୍କେଡ ରେଞ୍ଜ ଅଛି ଦେଖନ୍ତୁ ଏଇଠି ଛୋଟ କୋଷ୍ଟରେ ଅଛି ବଟ୍ ଏଇଠି ପାରାଲାଲ କରି ଗୋଟେ ରେଞ୍ଜ ଅଛି ତାକୁ କହୁଛନ୍ତି କଣ କାସ୍କେଡ ରେଞ୍ଜ। ଏଇଟାକୁ ଏଇଠି କହୁଛି କାସ୍କେଡ ରେଞ୍ଜ। ଆଉ ତା ଦେହରେ ଛୋଟ ଛୋଟ ଯୋଉ ମାଉଣ୍ଟେନ ଏଇଟା ଗୋଟେ ଏମିତି ହେଲେ ଏଇଟା ମାଉଣ୍ଟେନ ରେଞ୍ଜ କୁହନ୍ତି ହେଲା। କିନ୍ତୁ ଛୋଟ ଛୋଟକୁ ଏଇଟା କୁହନ୍ତି ମାଉଣ୍ଟେନ। କାହିଁକି ଆମର ହିମାଳୟ ରେଞ୍ଜ ପୁରା ଜାମ୍ମୁ କାଶ୍ମୀରରୁ ନେଇକି ପୁରା ମିଆଁମାର ନର୍ଥ ଇଷ୍ଟ ପର୍ଯ୍ୟନ୍ତ ଅଛି। କିନ୍ତୁ ତା ଦେହରେ ଛୋଟ ଛୋଟ ମାଉଣ୍ଟେନ ମାଉଣ୍ଟ କାରାକୋରମ ମାଉଣ୍ଟ ଏଭରେଷ୍ଟ ଛୋଟ ଛୋଟ ପାର୍ଟକୁ କୁହନ୍ତି ମାଉଣ୍ଟେନ। ଓକେ କିନ୍ତୁ କାସ୍କେଡ ରେଞ୍ଜର ମାଉଣ୍ଟ ରେନିୟର ଏଇଟା ଇମ୍ପୋର୍ଟାଣ୍ଟ। ଏଇଠି ଅଛି ମାଉଣ୍ଟ ରେନିୟର। ଏଇଠି ଗୋଟେ ଅଛି ମାଉଣ୍ଟ ସେଣ୍ଟ ହେଲେନା ଆଉ ମାଉଣ୍ଟ ହୁଡ ଏଇଠି ଅଛି। ତିନିଟା ଏମିତି ମାଉଣ୍ଟେନ ଅଛି ଇନ ଦ ରେଞ୍ଜ ଅଫ କାସ୍କେଡ ରେଞ୍ଜ। ଏଇଟା ହେଇଗଲା। ଦେନ୍ ଏଇଠି ଛୋଟଟା ଅଛି ଏଇଟା କୁହନ୍ତି ବ୍ଲୁ ମାଉଣ୍ଟେନ। ଏଇଟା ଇମ୍ପୋର୍ଟାଣ୍ଟ ଏଇଟା ମନେ ରଖିବେ। ଏଇଟା କହୁଛନ୍ତି ଇମ୍ପୋର୍ଟାଣ୍ଟ ଏଇଟା ବ୍ଲୁ ମାଉଣ୍ଟେନ। ଓକେ ତାପରେ ସିଏରା ନେଭାଡା ଏଇଟା ଦେଖନ୍ତୁ ସିଏରା ନେଭାଡା ମାଉଣ୍ଟେନ୍ସ ଏଇଠି ତାକୁ ପାରାଲାଲ ରେଞ୍ଜରେ ଏଇଟା ଅଛି ସିଏରା ନେଭାଡା। ଓକେ ତାପରେ ଆଉ ମାଉଣ୍ଟେନ ସବୁ କୋଉଠି ରହିଲା ଏଇଟା ହେଲା କଣ ପୁରା ୱେଷ୍ଟ କୋଷ୍ଟରେ। ଆଉ ତାଙ୍କ ମିଡିଲକୁ ଯଦି ଯିବା ଏଇଠି ମାକେଞ୍ଜି ମାଉଣ୍ଟେନ୍ସ ମାକେଞ୍ଜି ମାଉଣ୍ଟେନ ଏଇଟା ହେଲା ରକିଜ। ଏଇଟା ସବୁବେଳେ କନଫ୍ୟୁଜ ହନ୍ତି ଏଇ କୋଷ୍ଟାଲକୁ କୁହନ୍ତି ସମସ୍ତେ ରକିଜ ଭାବନ୍ତି ନାହିଁ। ଏଇଟା ଆକୁ ପାରାଲାଲ ଯୋଉ ଏଇଟା ଅଛି ଟିକେ ଏଇଟା କୁହନ୍ତି ରକିଜ ମାଉଣ୍ଟେନ୍ସ। ଓକେ ତ ତାକୁ ପାରାଲାଲ ଛୋଟ ଏଇଠି ଗୋଟେ ଅଛି ଆକୁ କୁହନ୍ତି ଆବାସକୋରକା ମାଉଣ୍ଟେନ୍ସ ଆଉ
आ दीटा भितर एठी गोटे माउंटेन रेंज अछि वास माउंटेन एटा एते हमर दरकार नै हमर एटा रॉकीज आ कोस्टल रेंज आ कास्केड रेंज सेरा नेबा एतिक इंपोर्टेंट ओके सेटा गला तापरे देखंतु पूरा एठी अमेरिका एमिति हेची मेक्सिको आड़ को आइला एठी कनेक्ट हेची कोठी साउथ अमेरिका को कनेक्ट हेची हां कि नै एमिति तो एठी जो समुद्र तारी ऊपर ठीक अछि माउंटेन कोनती साक्रामेंटो माउंटेन्स तापरे एठी याको पैरेलल करी छोटो रेंज टा अछि ओसी स्टार माउंटेन तो ए साक्रामेंटो टा मन रखिबे एटा को मन रखिबा दरकार नै तापरे एठी जो छोटो पार्ट एठी अछि तो एठी देखंतु ए जो तीनटा रेंज पैरेलल एमति अछि हैला ए तीनटा रेंज रे एटा कोन कहउछंती ब्लू रिज माउंटेन्स ऊपर रहिला एपटे वेस्ट ब्लू माउंटेन जेटा ब्लू रिज माउंटेन्स आ एटा इंपोर्टेंट सब एटा होची अप्लाचियन माउंटेन्स एटा मन अप्लाचियन माउंटेन्स हैला तापरे आलिघेनी माउंटेन्स एटा तार एटा एते इंपोर्टेंट नै एटा मन रखिले तापरे एठी गोटे छोटो एपटे कनाडा पथापथि गला बेलको नॉर्थ डैम माउंटेन्स एटा एते इंपोर्टेंट नै बाकी एपटे जो अलास्का पार्ट रे अलास्का देखो अलास्का यूएस रे ब्रुक्स रेंज कुस्कोइन माउंटेन्स अलास्कन माउंटेन एटा एटा इंपोर्टेंट नै हैला एटी आर जो पीक टा को देनाली बा माउंट मैकिनली एटा इंपोर्टेंट थाए देनाली इज लोकेटेड इन अलास्का हैला डेनाली पीक कहउछन याको आर सबटो हाईएस्ट होची डेनाली पीक एटा मन रखिले देन एगुरा सब कोन एगुरा सब प्लेट्यू एटा दी माउंटेन भीतर मु देखिली एटी देखंतु एटी जो देखैतिली एटा होची माउंटेन एटा माउंटेन एटी एटी रहला प्लेन ता भीतर एटी तो ये दीटा माउंटेन भीतर एटा गोटे उठिकी अछि एटी उठिकी अछि एटा होची कंप्लीट टू गोटे सेंति एठी दीटा माउंटेन भीतर ये गोटे रेंज आ भीतर एटा पूरा उठिकी अछि एमति ताको बोले कोलंबिया प्लेटू एटा इंपोर्टेंट ओके कोलंबिया प्लेटू तापरे सेंति ये भीतर कोलोराडो ना सुनिथिबे सब हॉलीवुड मूवीज रे आसे तो कोलोराडो प्लेटू ताको कहउछंती ओके तो डेजर्ट सब एठी छोट छोट अछि एटा प्लेटू हे गेला बर पहाड़ हे गेला ता पाखरे एठी अछि मोएब डेजर्ट पढिला म कहि देबे एटा हैला ए सोनार डेजर्ट एते सब डेजर्ट अछि चिहुआन डेजर्ट अमेरिका रे एते डेजर्ट भी अछि देखंतु ओके एटा ग्रेट बेसिन डेजर्ट एटा 1 2 3 4 तो एरा सब प्लेन एटा ग्रेट प्लेन कहउछंती एटा हैला एठी कनाडा एठी यूएसए एटा कनाडा रे ऊपरटा होची कनाडा रॉकीज माउंटेन पूरा कनाडा और नॉर्थ अमेरिका भीतर देकी जाईची जेंति एठी सब प्लेट अछि उजाक प्लेटू जो एटा प्लेन अछि तो एक सब जिसरा हम टिके जान देखुन इठी दीटा अछि देखन सायरा मैड्रे माउंटेन एटा होची बोल्स सिएरा मैड्रे माउंटेन ओरिएंटल तो आ भीतर जो प्लेटूटा अछि एटा को गोटे प्लेटू अछि एठी तो एमति छोट छोट एटा मेक्सिकन प्लेटू कहउछंती ओके एटा देखन माया माउंटेन्स माया सभ्यता ଆମେ ପଢୁଛେ ମାୟା ସଭ୍ୟତା କୋଉଠି ହେଇଥିଲା ଏଇ ଜାଗାରେ ହେଇଥିଲା ଏଠି ମାୟାନ ମାଉଣ୍ଟେନ ଅଛି ତ ଏଗୁରା ସବୁ ଜାଣିଲେ ନର୍ଥ ଆମେରିକାର ଏଗୁରା ସବୁ ମାଉଣ୍ଟେନ୍ସ ଦେଇ ଦେଇଛି ତା ବିଷୟରେ ଆମେ କିଛିଟାକୁ ମୁଁ ଟିକ୍ ମାରିଦେବି ସେଇଟାକୁ ହିଁ ଆପଣ ପଢିବେ ଆଲାସ୍କାନ ରେଞ୍ଜ ଆଉ ମାକେଞ୍ଜି ମାଉଣ୍ଟେନ୍ସ କୋଷ୍ଟାଲ ରେଞ୍ଜ ବ୍ଲୁ ମାଉଣ୍ଟେନ୍ସ ସିଏରା ନେଭାଡା ରକି ଏଇଟା ଇମ୍पोର୍ଟାଣ୍ଟ आ विषय में पढ़ा तो माउंटेन खाली पढ़ी जाऊे पढ़ सारा किए कौन आमको क्लीयर हो एग्जांपल देले मुझे आगुआ पढ़ी था माउंटेन केते प्रकार कौन तो आपको एग्जांपल देला बेलू बुझी पार ना कि आगु पढ़ीदे आम जानी तो एक्जिस्ट करुचे आर्थ सब कनसेप्ट किसी ना हम देखी सारा किए केमी फर्मेसन है कहीदेवी ओके देन এটা রিপিট হয়ে যাইছি ওটা খালি তারপরে এটা ইম্পর্টেন্ট এটা দেখিবে মায়া মাউন্টেন্স অ্যাপ্লাচিয়ান এটা তো মোস্ট ইম্পর্টেন্ট অ্যাপ্লাচিয়ান মাউন্টেন্স तो these are all go to North America okay then the South America को एटा देखो पूरा साउथ अमेरिका स्ट्रक्चर एठी हमर यूएसए मेक्सिको कनेक्ट जो नॉर्थ अमेरिका कनेक्ट है साउथ अमेरिका को तो एटा गला साउथ अमेरिका वेस्ट रे देखो साउथ अमेरिका वेस्ट रे पूरा रेंज टा अछि एटा काहे कि अछि ना एठी गोटे प्लेट एटा हला कोन कॉन्टिनेंटल प्लेट साउथ अमेरिकन प्लेट एटा कहउछ साउथ अमेरिकन प्लेट एठी कोन ओसेनिक प्लेट आसी कि आठी बाडे होची कन्वर्ज हेकि आ तळकु जाउची आ तळकु समुद्र तळे जाउची क्रस्ट तळे तो एठी जाउ जेतु एठी कोन हबो जेतु जाईची फोल्डिंग हेकि माउंटेन फॉर्मेशन हेची पूरा ए चेन रे माउंटेन तो एकी एटा कोन कहउछंती एटा कहउछंती ऊपर थिला रॉकीज एटा कहउछंती एंडीज ओके मनके एटा कहउछंती एंडीज माउंटेन्स तो आर इत्ते लॉन्ग रेंज अछि छोट छोट माउंटेन बहुत प्रकार अछि एटा टिके मन रखिया को पड़े एठी देखंतु किछरा जिंस देइचे माउंट कटोपाक्सी माउंट चिम्बाराजो सबटु मोस्ट पॉपुलर एटा वोल्कानिज्म पई सबु बेले सबटु हाईएस्ट माउंटेन होची माउंट कटोपाक्सी हाईएस्ट वोल्कानिक माउंटेन तो एटा मन रखिदेले देन एठी इक्वेडर आछि एठी पेरू आसी गेला कंट्री हैला तो एठी आउ सब माउंटेन रेंजेस कोन अछि
এটা কর্ডিলে কর্ডিলেরা মাউন্টেন রেঞ্জেস এইটা এটা মনে ରଖିବେ। ସିଏରା ନେଭାଡା ଡି ସାଣ୍ଟା ମାର୍ଟା ଏଇଟା ଆମେ ପଢିଲେ ଯୋଉ ୟୁଏସଏ ରୁ କଣ୍ଟିନ୍ୟୁ ହେଇଛି ଏ ନର୍ଥ ଆମେରିକାରୁ। ତାପରେ କର୍ଡିଲେରା ଓରିଏଣ୍ଟାଲ ତ ଏଇଟା ଏତେ ଇମ୍ପୋର୍ଟାଣ୍ଟ ନାହିଁ, ଏଇଟା ମନେ ରଖିବେ। ଏଇଠି ଗୋଟେ এটা କର୍ଡିଲେରା ଅଫ ଆଣ୍ଡିଜ ଦେଖ ଏଇ କର୍ଡିଲେରା ମାନେ କଣ, ଇଏ ବି ଗୋଟେ ଟେକ୍ନିକାଲ ଟର୍ମ। କର୍ଡିଲେରା ମାନେ ଭୋଲକାନୋ ବାଲା, ଭୋଲକାନୋର ଚେନ୍ ସବୁ ଅଛି ଏଠି, ଛୋଟ ଛୋଟ ଭୋଲକାନ ଏଠି ସବୁବେଳେ ହଉଥାଏ ହେଲା, ସେଥିପାଇଁ କୁହନ୍ତି କର୍ଡିଲେରା। ଓକେ, ଏଇଟା ଗୋଟେ ଗଲା। ତାପରେ ଆଟାକାମା ଏଇଠି ଯୋଉ ଇଏ ଭିତରେ ହିଁ ଏଇ ଯୋଉ ମାଉଣ୍ଟେନ ରେଞ୍ଜେସ ଇଏ ଆଉ ଏଠି କୋଷ୍ଟ ତା ଭିତରେ ହିଁ ଗୋଟେ ଅଛି ଆମର କଣ ଡେଜର୍ଟ, ତାକୁ କୁହନ୍ତି ଆଟାକାମା ଡେଜର୍ଟ। ଡେଜର୍ଟ ଟାଇଟଲ ଆମେ ଜାଣିଛେ, ଡେଜର୍ଟ ୱାର୍ଲ୍ଡ ଡେଜର୍ଟ ପଢିଲା ବେଳେ ଏଟା ମୁଁ କରିଦେବି, କିନ୍ତୁ ମନେ ରଖନ୍ତୁ ମାଉଣ୍ଟ ଆକାନାଗୁଆ ଏଇଠି ଅଛି ଗୋଟେ ଛୋଟ ମାଉଣ୍ଟେନ ଆକାନାଗୁଆ, ଇଏ ବି ସେଇ ଭୋଲକାନିଜିମ ପାଇଁ ଫେମସ। ତାପରେ ଏଠି ଚିଲି ଆସିଗଲାନି, ଚିଲି ବେଳକୁ ଏଠି ଏଇଠି ଯୋଉ ସାଉଥରେ ଯେମିତି ଆମ ନୀଳଗିରି ଅଛି ଇଣ୍ଡିଆରେ, ଏଠି ସାଉଥରେ ଟିକେ ଅଛି, ଆକୁ କୁହନ୍ତି ପେନ୍ ମାଉଣ୍ଟେନ୍ସ। ଓକେ ଗଲା। ତାପରେ ଏଠି ପରେ ଏଇଠି ଗୋଟେ ମାଉଣ୍ଟେନ ଅଛି, ଏ ଯୋଉ ଡେଜର୍ଟ ଅଛି ଏଠୁ ପାଟାଗୋନିଆ, ଏଇଟା ପାଟାଗୋନିଆ ଆଉ ଏଇଟା ଆଟାକାମା ପାଟାଗୋନିଆ ଡେଜର୍ଟ ଟା ମନେ ରଖନ୍ତୁ। ତାପରେ ଏଠି ଯୋଉ ପ୍ଲେଟ ଅଛି, ଏଇଠି ପ୍ଲେଟ ଲାଇକ ଷ୍ଟ୍ରକ୍ଚର, ତାକୁ କୁହନ୍ତି ପାଟାଗୋନିଆ ପ୍ଲେଟୁ। ତାପରେ ଏଇଠି ଯୋଉ ପ୍ଲେନ ଟା ଅଛି ପାମ୍ପାସ କହନ୍ତି, ଏଇଟା ଆମେ ଯୋଉ ଗ୍ରାସଲ୍ୟାଣ୍ଡ ରେ ପଢିବା ପାମ୍ପାସ। ତାପରେ ଏଠି ଦେଖନ୍ତୁ ତାର ଇଷ୍ଟ ରେ ଯୋଉ ମାଉଣ୍ଟେନ ସେରା ଅଫ ମଣ୍ଟିକ୍योर, ତାପରେ ଯୋଉ ଗୁଏଜ ମାଉଣ୍ଟେନ, ତାପରେ ସେରା ଅଫ ମାର, ଏରା ସବୁ କିଛି ସେରା ଅଫ ମାର ବ୍ରାଜିଲିଆନ ହାଇଲ୍ୟାଣ୍ଡ, ଏଇଟା ହଉଛି ପ୍ଲେଟୁ ହାଇଲ୍ୟାଣ୍ଡ ର ତାର ଇଷ୍ଟ ସାଇଡ। ଆମର ଯେମିତି ଇଣ୍ଡିଆର ଏଇଟା ଗୋଟେ କଣ ସେଣ୍ଟ୍ରାଲ ହାଇଲ୍ୟାଣ୍ଡ ବା ଡେକାନ ପ୍ଲେଟୁ ଅଛି ଏଠି, ତାର ଏପଟ ପାର୍ଟଟା ହଉଛି କଣ ୱେଷ୍ଟର୍ଣ୍ଣ ଘାଟ, ତାର ଇଷ୍ଟର୍ଣ୍ଣ ପାର୍ଟଟା ବି ମାଉଣ୍ଟେନ, ସେଟା ହଉଛି କଣ ଇଷ୍ଟର୍ଣ୍ଣ ଘାଟ, ତାର ଏଠି ବି ମାଉଣ୍ଟେନ ବିନ୍ଧ୍ୟାନ ରେଞ୍ଜ ସବୁ ଅଛି। ଯେମିତି ଆଙ୍କର ଏଇ ପ୍ଲେଟୁର ଏପଟଟା ହେଲା ଗୋଟେ ମାଉଣ୍ଟେନ, ଏଠି ଗୋଟେ ମାଉଣ୍ଟେନ ରେଞ୍ଜ, ଏଠି ଗୋଟେ ମାଉଣ୍ଟେନ ରେଞ୍ଜ, ଏଠି ତ ଏଗୁରା ସବୁ ସେମିତି ହେଇକି ଅଛି ହେଲା। ତ ୟାର ବେଶୀ କିଛି ନାହିଁ, ଏଇଟା ହିଁ ଏଇ ଚେନଟାକୁ ହିଁ ଆମକୁ ମନେ ରଖିବାର ଅଛି ଭଲସେ। ଆଉ ଏଇ ଡେଜର୍ଟଟା ଇମ୍ପୋର୍ଟାଣ୍ଟ ଆମ ପାଇଁ, ଆଉ ପ୍ରାୟରି ଏତିକି ହିଁ ଇମ୍ପୋର୍ଟାଣ୍ଟ। ଓକେ, ଏଇଠି ଗୋଟେ ଅଛି ବୋଲିଭିଆ ପ୍ଲେଟୁ, ଏଇଠି ଯୋଉ ଏଇ ସେଣ୍ଟ୍ରାଲ ରିଜିୟନରେ ଯୋଉ ଟିକେ ଅଛି ପ୍ଲେଟୁଟା, ଏଇଟା କୁହନ୍ତି ବୋଲିଭିଆ ପ୍ଲେଟୁ। ତ ଏଇଠି ସବୁ ମୁଁ ତାର ଲିଷ୍ଟଟା ଦେଇଛି, ଏଇଟାକୁ ଟିକେ ମନେ ରଖନ୍ତୁ, ଯାହା ଠିକ୍ ମାରିବି ସେଇଟା ବହୁତ ଇମ୍ପୋର୍ଟାଣ୍ଟ। ଚିମ୍ବାରାଜୁ ଇକ୍ୱେଡରରେ ଅଛି, ଏଇଟା କଣ ଭୋଲକାନିକ ଆଇଲାଣ୍ଡ ମୁଁ କହିଲି। ମାଉଣ୍ଟ କୋଟୋପକ୍ସି ଇକ୍ୱେଡରରେ, ମାଉଣ୍ଟ ତାପରେ ମାଉଣ୍ଟ ଆକାନାଗୁଆ ଏଇଟା ଇମ୍ପୋର୍ଟାଣ୍ଟ, ଆର୍ଜେଣ୍ଟିନାରେ ଅଛି ହେଲା। ଦ ହାଏଷ୍ଟ ପିକ୍ ଅଫ୍ ସାଉଥ ଆମେରିକା, ଏଇଟା ଇମ୍ପୋର୍ଟାଣ୍ଟ। ଆକାନାଗୁଆ ଇଜ ହାଏଷ୍ଟ ପିକ୍ ଅଫ୍ ସାଉଥ ଆମେରିକା। ହାଏଷ୍ଟ ଭୋଲକାନ ଅନ୍ ଆର୍ଥ ବୋଲି ଦେଇଛି, ହାଏଷ୍ଟ ପିକ୍ ଇନ୍ ଚିଲି ନେଭାଜୋ ଓଜଲୋ ଡେଲ ସାଲାଡୋ, ଏଇଟା ଇମ୍ପୋର୍ଟାଣ୍ଟ। ତାପରେ ଲଙ୍ଗେଷ୍ଟ କଣ୍ଟିନେଣ୍ଟାଲ ମାଉଣ୍ଟେନ ରେଞ୍ଜ ଇନ୍ ଦ ୱର୍ଲ୍ଡ ବା ଆଣ୍ଡିଜ୍ କହୁଛନ୍ତି, ଆଣ୍ଡିଜ୍ ଲଙ୍ଗେଷ୍ଟ ରେଞ୍ଜ ୱେଷ୍ଟର୍ଣ୍ଣ ଏଜ୍ ଅଫ୍ ସାଉଥ ଆମେରିକା, ଏଇ ସବୁ ପଢିବେ ମୁଁ ଯୋଉଟା ଦେଇଛି ବୁଝେଇଦେଲି ଡିଟେଲ, ଏଗୁରା ସବୁ ଥିଓରିଟିକାଲ ଜିନିଷ, ଏଟା ପଢିକି ମନେ ରଖନ୍ତୁ ଇମେଜ ସହିତ ପୁରା ମନେ ରହିଯିବ, ଏଟା ଏକ୍ସାମ ରେ କିଛି ବି ପଡିଯାଇପାରେ। ଓକେ, ଦେନ୍ ଆସିଲା ୟୁରୋପ। ୟୁରୋପ ୟୁରୋପର ଦେଖନ୍ତୁ, ୟୁରୋପରେ ଛୋଟ ଛୋଟ ରେଞ୍ଜ ଏତେ ସାରା ଅଛି, ଆଉ ତା ନାଁ ଗୁରା ଏତେ ଭଲ ଯେ ସବୁବେଳେ ନ୍ୟୁଜରେ ଆସୁଥାଏ, ମୁଭିଜରେ ଆସୁଥାଏ, ସେଥିପାଇଁ ଏଟା ଇମ୍ପୋର୍ଟାଣ୍ଟ, ସବୁବେଳେ ଏକ୍ସାମରେ ଆସେ। ଓକେ, ଏଇଠୁ ଆମେ ଯିବା ତାପରେ ୱେଷ୍ଟର୍ଣ୍ଣ ସାଇଡରୁ ଯିବା ହେଲା। ଦେଖନ୍ତୁ ଏଠି ହେଲା ପର୍ତ୍ତୁଗାଲ ସ୍ପେନ, ଏଇପଟରୁ ଯିବା। ଆଉ ଏଠି ହେଲା ସିଏରା ମୋର୍ନିଆ, ଏଇଟା ମନେ ରଖିବା କିଛି ଦରକାର ନାହିଁ, ସିଏରା ନେଭାଡା ଏଇଟା କିଛି ମନେ ରଖିବା ଦରକାର ନାହିଁ। ଆମର ଏଇଟା ଏଇଟା ଇମ୍ପୋର୍ଟାଣ୍ଟ, କାଣ୍ଟାରବିଆନ ମାଉଣ୍ଟେନ ହେଲା। ତ ଏଇଟା ଜାଣିଲେ, ତା ଭିତରେ ଗୋଟେ ପ୍ଲେଟୁ ବି ଅଛି ଏଇଠି, ମେସାଟା ସେଣ୍ଟ୍ରାଲ କହୁଛନ୍ତି ତାକୁ। ତାପରେ ଏଇ ଯୋଉ ମାଉଣ୍ଟେନଟା ଏଇଟା ଇମ୍ପୋର୍ଟାଣ୍ଟ, ଏଇଟା ହଉଛି ପାଇରିନିଜ ମାଉଣ୍ଟେନ। ତାପରେ ପ୍ଲେନ୍ ଅଫ ଫ୍ରାନ୍ସ, ଏଇଠି ଫ୍ରାନ୍ସ ଆସିଗଲାଣି, ଦେଖନ୍ତୁ ପ୍ଲେନ୍ ଅଫ ଫ୍ରାନ୍ସ କହୁଛନ୍ତି। ତାପରେ ଏଠି ଗୋଟେ ମାଉଣ୍ଟେନ ରେଞ୍ଜ, ଏଇଟା କହୁଛନ୍ତି କଭରେଞ୍ଜ ମାଉଣ୍ଟେନ୍ସ। ତାପରେ ଏଠି ଗୋଟେ ମାଉଣ୍ଟେନ ଏଇଟା ଆସିଲା କେବେନେଜ ମାଉଣ୍ଟେନ, ତା ଭିତରେ ଛୋଟ ମାସିଫ, ଏଇ ପ୍ଲେଟୁଟା ଇମ୍ପୋର୍ଟାଣ୍ଟ। ଆ ମାଉଣ୍ଟେନ ଠାରୁ ଏଇ ପ୍ଲେଟୁଟା ହଉଛି ଇମ୍ପୋର୍ଟାଣ୍ଟ, ମନେ ରଖିବେ। ମାଉଣ୍ଟେନ ଠାରୁ ଏଇ ପ୍ଲେଟୁଟା ଇମ୍ପୋର୍ଟାଣ୍ଟ, ମାସିଫ ପ୍ଲେଟୁ। ତାପରେ ଆଉ ଟିକେ ଏଇଠିକି ଆସିଲେ, ଏଇ ମାଉଣ୍ଟେନ ରେଞ୍ଜଟା ବହୁତ ଇମ୍ପୋର୍ଟାଣ୍ଟ, ଏଇଟା ସବୁ ମନେ ରଖିବେ। ଓକେ, ଭୋଜେସ ମାଉଣ୍ଟେନ ଏଇଟା। ତାପରେ ଏଇଟା ହେଲା ଜୁରା ମାଉଣ୍ଟେନ୍ସ। ତାପରେ ଆଲ୍ପସ, ଏଇଟା ହଉଛି ଆଲ୍ପସ, ଏଇଟା ସବୁଠୁ ମୋଷ୍ଟ ଇମ୍ପୋର୍ଟାଣ୍ଟ, ଏଇଟା ତ ଜାଣିଥିବେ ହିଁ ଆପଣ। ଆଲ୍ପସ, ଜୁରା ଆଉ ଭୋଜେସ କେମିତି ଅଛନ୍ତି ଦେଖନ୍ତୁ, ନର୍ଥରୁ ସାଉଥକୁ ଗଲେ ଆଗ ଭୋଜେସ, ତାପରେ ଜୁରା, ତାପରେ ଆଲ୍ପସ ହେଲା। ଏଠି ଦେଖନ୍ତୁ ଏଇଟା ଗୋଟେ ଆଲ୍ପସ ଅଛି, କାହିଁ କହୁଛି ଏଇଟା ପରେ ମୁଁ ଆଉ ଆଗକୁ ଗଲେ କହିବି। ଆଉ ଏଠି ହଉଛି ଆପେନିଜ, ଆପେନିଜ ମାଉଣ୍ଟେନ ଏଇଠି ଅଛି, ଆପେନିଜ। ଏଇଟା ଆମେ ଦେଖ ତର୍କି ଦେଇକି ଗ୍ରୀସ ଆଡକୁ ଯାଉଛେ, ଏଠି ଗ୍ରୀସର ଏଇଟା ଗୋଟେ ଛୋଟ ଆଇଲ୍ୟାଣ୍ଡ ଅଛି ସିସିଲି, ତ ମାଉଣ୍ଟ ଏଟନା ସେଥିରେ ଅଛି। ମାଉଣ୍ଟ ଏଟନା ଆମର ଭୋଲକାନିକ ମାଉଣ୍ଟେନ, ଏଇଟା ବହୁତ ଇମ୍ପୋର୍ଟାଣ୍ଟ, ଏଇଟା ଦେଖିବେ। ମାଉଣ୍ଟ ଭସିଭିୟସ ଏଇଠି ଅଛି, ଏଇଟା ବି ସେ ଭୋଲକାନିକ ମାଉଣ୍ଟେନ୍ସ, ଭୋଲକାନିକ ମାଉଣ୍ଟେନ। ତାପରେ ଏଠି ପ୍ଲେନ ରହିଲା। ତାପରେ ଏଠି ତିନିଟା ଛୋଟ ଛୋଟ ରେଞ୍ଜ, ଏଇଟା ସବୁଠୁ ଇମ୍ପୋର୍ଟାଣ୍ଟ ବ୍ଲାକ୍ ଫରେଷ୍ଟ, ନା ପାଇଁ ହିଁ ଏଇଟା ଇମ୍ପୋର୍ଟାଣ୍ଟ, ବ୍ଲାକ୍ ଫରେଷ୍ଟ ଦେଖନ୍ତୁ।
ଏଇଟା ହଉଛି ବ୍ଲାକ୍ ଫରେଷ୍ଟ, ଏଇଟା ଇମ୍ପୋର୍ଟାଣ୍ଟ ମନେ ରଖିବେ, ୟୁରୋପରେ ଅଛି। ତାପରେ ଉପରେ ଯୋଉ ଗ୍ରୀନ ଫିନଲାଣ୍ଡ ସ୍ୱେଡେନ ସେସବୁ ଏରିଆରେ ସ୍କାଣ୍ଡିନେଭିଆନ କଣ୍ଟ୍ରିଜ କହନ୍ତି, ସେଠି ସ୍କାଣ୍ଡିନେଭିଆନ ମାଉଣ୍ଟେନ ପୁରା ଅଛି। ଓକେ, ସ୍କାଣ୍ଡିନେଭିଆନ ମାଉଣ୍ଟେନ। ଆଉ ଉପରେ ତାର ନର୍ଥରେ ବାଉଣ୍ଡ୍ରି ପୁରା ଜୋଲେନ ମାଉଣ୍ଟେନ। ଏଠି କାହିଁକି ବାଉଣ୍ଡ୍ରି ହେଇଛି ନା ବିକଜ ଏଠି ସେମିତି ଇଏ ପ୍ଲେଟ ଆଡକୁ ଯାଉଥିବ, ଆ ସହିତ ବାଡେଇ ହଉଥିବ, ସେଥିପାଇଁ ପ୍ଲେଟ ହେଇଛି, ସିମ୍ପଲ। ତ ଦେନ୍ ଆମେ ଇଷ୍ଟ ଆଡକୁ ଆସିଲେ, ଏଇଠି ଗୋଟେ ଅଛି ଆଲ୍ପସ ଦେଖିଲେ। ଏବେ ଦେଖିବା ଦିନାରିକ ଆଲ୍ପସ। ଦେଖନ୍ତୁ ଏଇଟା ହେଲା ଦିନାରିକ ଆଲ୍ପସ। ଏଇଟା ହେଲା କଣ, ଏଇଟା ହେଲା ଆମର କାସ୍ପିଆନ ସି ର, ସରି ଆମର ମେଡିଟେରିଆନ ସି ର ଗୋଟେ ପାର୍ଟ। ତ ଏଠି ଏଇଟା ହେଲା ଓସେନ, ତ ଏହାର କୋଷ୍ଟ ଏଠି ଦିନାରିକ ଆଲ୍ପସ ଅଛି ହେଲା, ଦିନାରିକ ଆଲ୍ପସ। ଦେନ୍ ହଙ୍ଗେରୀ ପ୍ଲେନ୍ସ, ବୋହେମିଆନ ମାସିଫ କହୁଛନ୍ତି। ତାପରେ ମାଉଣ୍ଟେନ ତାତ୍ରା ମାଉଣ୍ଟେନ୍ସ, ଏଇଟା ସବୁଠୁ ଇମ୍ପୋର୍ଟାଣ୍ଟ। ଏଇଟା ହଉଛି କାର୍ପାଥିଆନ ମାଉଣ୍ଟେନ୍ସ, କାର୍ପାଥିଆନ ମାଉଣ୍ଟେନ୍ସ। ତ ଏଇଟା ଆପଣ କଣ କରିବେ ନା, ମୁଁ ଏସବୁ ତ ଡାଇଗ୍ରାମ ପଠେଇଛି, ଆପଣ ୱାର୍ଲଡ ଫିଜିକାଲ ମ୍ୟାପରେ ଟିକେ ଦେଖିବେ, ୱାର୍ଲଡର କଣ୍ଟ୍ରି ସହିତ ଏଇଟା ଦେଖିଲେ ଆଉ ଟିକେ ଭଲ ମନେ ରହିବ। ଓକେ, କାର୍ପେଥିଆନ ମାଉଣ୍ଟେନ, ଏଇଟା ଗୋଟେ ଟ୍ରାନ୍ସଲଭେନିଆନ ମାଉଣ୍ଟେନ। ଆମେ ଡ୍ରାକୁଲା ପଢିଛେ, ପୁରା ଡ୍ରାକୁଲା ଏଇଠୁ ଆସେ, ହଁ କି ନା, ଇଏ ଟ୍ରାନ୍ସଲଭେନିଆ ମାଉଣ୍ଟେନ ବୋଲି କୁହନ୍ତି। ତ ଏଇଟା ହଉଛି ଟ୍ରାନ୍ସଲଭେନିଆ ମାଉଣ୍ଟେନ, ଏମିତି ଅଛି। ଦେନ୍ ଏଇଟା ଛୋଟ ପ୍ଲେନ୍ ଅଛି, ଦେଖନ୍ତୁ ୱାଲାଚିଆନ ପ୍ଲେନ୍, ଏଇଟା ଏଇଟା ୱାଲାଚିଆନ ଟା ଇମ୍ପୋର୍ଟାଣ୍ଟ। ତାପରେ ବାଲକାନ ମାଉଣ୍ଟେନ, ଏଇଟା ବାଲକାନ। ତାପରେ ଏଇଟା ରୋଡଫେ ମାଉଣ୍ଟେନ, ଏଇଟା ସବୁ ଇମ୍ପୋର୍ଟାଣ୍ଟ ମାଉଣ୍ଟେନ। ଓକେ, ତାପରେ ମାଉଣ୍ଟ ଏଇଟା ପିନ୍ଧସ୍ ମାଉଣ୍ଟେନ ଏଇଟା। ଦେନ୍ ମାଉଣ୍ଟ ଅଲିମ୍ପସ୍ କହୁଛନ୍ତି। ତାପରେ ଆମର ମାଉଣ୍ଟ ଏଲବ୍ରସ୍, ଏଲବ୍ରସ୍ ଜାଗ୍ରୋସ୍, ଏଇଟା ଆମେ ଇରାନ ଫିରାନରେ, ଏଇଟା ଏସିଆରେ କଭର କରିଦବା, କିନ୍ତୁ ଏଲବ୍ରସ୍ ର ଛୋଟ ପାର୍ଟଟା ଏଇଠି ଆମର ୟୁରୋପରେ ଅଛି ବୋଲି ମନେ ରଖିବେ। ଏଇଟା ତାପରେ କକାସ ମାଉଣ୍ଟେନ କୁହନ୍ତି। ଏଇଠି ଛୋଟକୁ ଏଇଟାକୁ କୁହନ୍ତି ଏଲବ୍ରସ୍, ଆଉ ଏଇଟା ହଉଛି କକାସସ୍ ମାଉଣ୍ଟେନ ର ବି ଏ ସେମ୍ ମାଉଣ୍ଟେନ, ଗୋଟେ ଛୋଟ ମାଉଣ୍ଟ ହଉଛି ମାଉଣ୍ଟ ଏଲବ୍ରସ୍, ଆଉ ଏଇଟା ପୁରା ରେଞ୍ଜକୁ କୁହନ୍ତି କକାସସ୍ ରେଞ୍ଜ। ତ ଏଇଟା ହେଇଗଲା ୟୁରୋପର ପୁରା ମେଜରଲି କଭର କରିଦେଲେ। ଆଉ ଏ ସବୁ ଛୋଟ ଛୋଟ ରିଜ୍, ଭାଲାଦାଇ ରେଞ୍ଜ, ଏଗୁଡ଼ା ଏତେ ଇମ୍ପୋର୍ଟାଣ୍ଟ ନାହିଁ। ଓକେ, ତାପରେ ଏଇଟା ଆସିଲା ୟୁକେ। ୟୁକେ ର ଦେଖନ୍ତୁ, ୟୁକେ ରେ ବି ଏମିତି ଛୋଟ ଛୋଟ ରେଞ୍ଜ ଅଛି କେତେଟା, କାମ୍ବ୍ରିଆନ ରେଞ୍ଜ, ତାପରେ ପେନିଜ, ପେନିଜ ରେଞ୍ଜ ଏଇଟା ପଡେ, ଆଉ ଗ୍ରାମ୍ଫିଆନ ରେଞ୍ଜ, এটা ଛୋଟ ଛୋଟ ରେଞ୍ଜ, ଏଇଟା ଇମ୍ପୋର୍ଟାଣ୍ଟ, ଏଇଟା ଇମ୍ପୋର୍ଟାଣ୍ଟ। ତ ଦିଜ ଆର ହେଇଗଲା ଆମର ୟୁରୋପର ଟୋଟାଲ ମାଉଣ୍ଟେନ ରେଞ୍ଜେସ୍। ଏଇଟା ମୁଁ କଭର କରିଦେଇଛି ଏଇଠି, ଏଇଟାକୁ ଟିକେ ମୁଁ ଯୋଉଟା ଟିକ୍ ମାରିବି ସେଟା ଦେଖିବେ। କକାସସ୍ କୋଉଠି ହେଲା, ବାଉଣ୍ଡ ବିଟୁଇନ୍ ୟୁରୋପ ଆଉ ଏସିଆକୁ କୁହନ୍ତି କକାସସ୍। ମାଉଣ୍ଟ ଏଲବ୍ରସ୍ ୟୁରୋପସ୍ ହାଇଏଷ୍ଟ ପିକ୍, ଏଇଟା ମନେ ରଖିବେ। ଏତେ ସାରା ମାଉଣ୍ଟେନ ଭିତରେ ଏଲବ୍ରସ୍ ଟା ହିଁ ତାର ହାଇଏଷ୍ଟ ପିକ୍, ଏଇଟା କକାସସ୍ ରେ ଅଛି। ଏଇଠି ଦେଖନ୍ତୁ ମାଉଣ୍ଟ ଏଲବ୍ରସ୍, ଏଇଟା ସେଥିପାଇଁ ଏଇଟା ହେଇଗଲା ଇମ୍ପୋର୍ଟାଣ୍ଟ। କକାସସ୍ ରେଞ୍ଜ ର ଯୋଉଟା ୟୁରୋପ ଆଉ ଏସିଆ ଭିତରେ ବର୍ଡର, ତା ଦେହରେ ଯୋଉ ଏଲବ୍ରସ୍ ଟା ଅଛି ସେଟା ୟୁରୋପର ହାଇଏଷ୍ଟ ପିକ୍, ଏଇଟା ଇମ୍ପୋର୍ଟାଣ୍ଟ। ଦେନ୍ ମାଉଣ୍ଟ ଏଟା କିଛି ଦିକ୍କତ ନାହିଁ, ସ୍କାଣ୍ଡିଭିଆନ ମାଉଣ୍ଟେନ ଟା ଦେଖିବେ, ଆନସିଏଣ୍ଟ କାଲଡିଆନ ଓରୋଜେନି, ଓରୋଜେନି ଫଳରେ ହିଁ ହେଇଥିବ। ତାପରେ ଜୋଲେନ ମାଉଣ୍ଟେନ ରେଞ୍ଜ, ତାପରେ ସ୍କଟିଶ ଆଇଲାଣ୍ଡ, ଗ୍ରାମ୍ପ୍ଲାନ, ପେନିଜ, ଏଇଟା ଇମ୍ପୋର୍ଟାଣ୍ଟ, ଏଇଟା ଦେଖିବେ ଟିକେ। ତାପରେ କାମ୍ବ୍ରିଆନ ମାଉଣ୍ଟେନ, କାଣ୍ଟାରବିଆନ ମାଉଣ୍ଟେନ, ସେଣ୍ଟ୍ରାଲ ପାଇରିନିଜ, ଏଇଟା ଇମ୍ପୋର୍ଟାଣ୍ଟ। ଆଣ୍ଟୋଗିକ୍ ସିଏରା ନେଭାଡା ସ୍ପେନ ରେ ଅଛି। ତାପରେ ମରିନା, ବେଟିକାନ ମାସିଭ, ସେଣ୍ଟ୍ରାଲ ଭୋଜେସ୍ ମାଉଣ୍ଟେନ, ଏଇଟା ଇମ୍ପୋର୍ଟାଣ୍ଟ। ଭୋଜେସ୍ ମାଉଣ୍ଟେନ ଫ୍ରାନ୍ସ ରେ ଅଛି। ତାପରେ ଜୁରା ମାଉଣ୍ଟେନ ଇମ୍ପୋର୍ଟାଣ୍ଟ, ଫ୍ରାନ୍ସ ସୁଇଜରଲ୍ୟାଣ୍ଡ ରେ ମିଶିକି ଅଛି, ଫ୍ରାନ୍ସ ର ଇଷ୍ଟ ଆଉ ସୁଇଜରଲ୍ୟାଣ୍ଡ। ତାପରେ ଆଲ୍ପସ, এটা ইম্পর্টান্ট, মোস্ট ইম্পর্টান্ট। ফ্রান্স, সুইজারল্যান্ড, ইটালি, অস্ট্রিয়া, জর্মানি, কেତେ कंट्री ଦେଇକି ଅଛି ଦେଖନ୍ତୁ, ସେଥିପାଇଁ এটা ଇମ୍ପର୍ଟାଣ୍ଟ। ମଣ୍ଟ ବ୍ଲାଙ୍କ, ଏଇଟା ଇମ୍ପର୍ଟାଣ୍ଟ, ମଣ୍ଟ ବ୍ଲାଙ୍କ ଫ୍ରାନ୍ସ ଆଉ ଇଟାଲି ବର୍ଡର, ଆଲ୍ପସ ର ପାର୍ଟ। ଓକେ, এটা ଛୋଟ ମାଉଣ୍ଟେନ, ଆଲ୍ପସ ଟା ହଉଛି ମାଉଣ୍ଟେନ ରେଞ୍ଜ। ତାପରେ ରୋଡଫ ମାଉଣ୍ଟେନ ଇମ୍ପର୍ଟାଣ୍ଟ, ତାତ୍ରା ମାଉଣ୍ଟେନ, ଏଇଟା ଇମ୍ପର୍ଟାଣ୍ଟ। କାର୍ପାଥିଆନ ମାଉଣ୍ଟେନ ହେଲା, ରୋମାନିଆ ୟୁକ୍ରେନ ଏବେ ୱାର ଚାଲିଛି, ସେଥିପାଇଁ କାର୍ପାଥିଆନ ମାଉଣ୍ଟେନ ଇମ୍ପର୍ଟାଣ୍ଟ, ମନେ ରଖିଥିବେ। ଉରାଲ ମାଉଣ୍ଟେନ, ଏଇଟା ଇମ୍ପର୍ଟାଣ୍ଟ, ଏଇଟା ଏସିଆ ପଡିଲା ବେଳେ ରଷିଆ କାଜାକସ୍ତାନ ଏଇଟା ଅଛି। ସେମିତି ମାଉଣ୍ଟେ ରୋସା, ଏଇଟା ଟିକେ ଦେଖିବେ। ବ୍ଲାକ୍ ଫରେଷ୍ଟ, ଏଇଟା ଇମ୍ପୋର୍ଟାଣ୍ଟ, ଜର୍ମାନୀରେ ଅଛି ବ୍ଲାକ୍ ଫରେଷ୍ଟ। ଓକେ, ଆପେନିଜ, ଏଇଟା ପେରିନିଜ, ଆପେନିଜ, ପେନିଜ, ଏଇଟା ସବୁ ଅଛି ଇଟାଲୀରେ। ଆଉ ଡୋଲୋମାଇଟ, ମାଉଣ୍ଟ ଏଟନା ଇମ୍ପୋର୍ଟାଣ୍ଟ, ଇଟାଲି ସିସିଲିରେ ଅଛି, ଏ ଯୋଉ ଆଇଲାଣ୍ଡ ଟା ଆମେ କହିଥିଲେ ମେଡିଟେରେନିଆନ। ମାଉଣ୍ଟ ଭେସୁଭିୟସ୍, ଏଇଟା ଇମ୍ପୋର୍ଟାଣ୍ଟ, ଇଟାଲି ନିୟର ନେପଲ୍ସ। ମାଉଣ୍ଟ ଭେସୁଭିୟସ୍, ଦିନାରିକ ଆଲ୍ପସ, ଏଇଟା ଇମ୍ପୋର୍ଟାଣ୍ଟ। ପିନ୍ଦୁସ ମାଉଣ୍ଟେନ, ନାଁଟା ଭଲ ସେଥିପାଇଁ ପଡେ। ମାଉଣ୍ଟ ଅଲିମ୍ପସ୍ ଇମ୍ପୋର୍ଟାଣ୍ଟ, ଗ୍ରୀସ ରେ ଅଛି। ବାଲକାନ ମାଉଣ୍ଟେନ ବୁଲଗେରିଆରେ ଅଛି। ଦିଜ ଆର୍ ଅଲ୍ ମାଉଣ୍ଟେନ୍ସ ଅଫ ୟୁରୋପ ହେଲା। ତାପରେ ଆମେ ଆସିବା ଆଫ୍ରିକା। ଆଫ୍ରିକାରୁ ପୁରା ନର୍ଥ ରୁ ଷ୍ଟାର୍ଟ କରିବା, ଦେଖନ୍ତୁ ନର୍ଥ ରେ ଯେତେକ ମାଉଣ୍ଟେନ ଅଛି ତାକୁ କୁହନ୍ତି ଆଟଲାସ ମାଉଣ୍ଟେନ ରେଞ୍ଜ ର ପାର୍ଟ। ଓକେ, ଆଟଲାସ ମାଉଣ୍ଟେନ, ସେଇଠି ଆଣ୍ଟି ଆଟଲାସ ଗୋଟେ, ଏଇଠି ଗୋଟେ ଛୋଟ ପୁରା ଇଷ୍ଟ ଅଛି, ତାକୁ କୁହନ୍ତି ଆଣ୍ଟି ଆଟଲାସ। ତାପରେ ଏଇ ଯୋଉ ମିଡିଲ ବର୍ଡର ରେଞ୍ଜ ଟା ଅଛି ତାକୁ କହୁଛନ୍ତି ମୁଖ୍ୟ ଆଟଲାସ ହେଲା। ତା ଉପରେ ଗୋଟେ ଅଛି ହାଇ ଆଟଲାସ, ଯେମିତି ଆମର ହିମାଳୟକୁ ଗ୍ରେଟର ହିମାଳୟ, ଲେସର ହିମାଳୟ, ମିଡିଲ ହିମାଳୟ, ବା ଗ୍ରେଟର ହିମାଳୟ, ଲେସର ହିମାଳୟ, ଶିୱାଲିକ, ସେମିତି ଆକୁ ବି ସେମିତି କ୍ଲାସିଫିକେସନ କରାଯାଇଛି। ଆଟଲାସ, ଏଇଟା ହଉଛି ମିଡିଲ ଆଟଲାସ, ଏଇଟା ହଉଛି ହାଇ ଆଟଲାସ, ଆଉ ଉପର ଆଟଲାସ ଆଡେ ୟୁରୋପରେ ରହିଲା ହେଲା। ତାପରେ ସାହାରାନ ଆଟଲାସ ବି ଏଇଠି ଅଛି, ସାହାରାନ ଆଟଲାସ। ତ ଏଇଟାକୁ ମନେ ରଖିବେ, ଏଇଟା ଟୋଟାଲ ହେଇଗଲା ଆଟଲାସ ମାଉଣ୍ଟେନ ର ପ୍ଲାଟ। ଏଇଟା କୋଉଟା ଆମର, ଏଇଟା ଆଫ୍ରିକାର ନର୍ଦର୍ନ ପାର୍ଟଟା।
ତ ଏଇଟା ଆମେ ଜାଣିଛେ ଆଫ୍ରିକାର ଏଇଟା କଣ, ଏଇଟା ହଉଛି ସାହାରା ଡେଜର୍ଟ, ୱାର୍ଲଡର ସବୁଠୁ ଲାର୍ଜେଷ୍ଟ ଡେଜର୍ଟ ସାହାରା ଡେଜର୍ଟ। ତ ଆର ନର୍ଥରେ ରହିଲା ମାଉଣ୍ଟେନ ରେଞ୍ଜେସ୍, ସେଇଟା କୁହନ୍ତି ଆଟଲାସ। ତ ଆଟଲାସର ଏଇଟା ମିଡିଲ ଆଟଲାସ, ଏଇଟା ହାଇ ଆଟଲାସ, ତ ଏମିତି ମନେ ରଖିବେ ଏଇଟା ଆଟଲାସ। ତ ଏଇଟା ହେଲା ସାହାରାନ ଆଟଲାସ, ତାପରେ ଏଠି ଗୋଟେ ହେଲା ଆଣ୍ଟି ଆଟଲାସ, କେତେ ନାଁ କେତେ ଭଲ ଦେଖନ୍ତୁ ଆଣ୍ଟି ଆଟଲାସ, ତ ଏଇଟା ମନେ ରଖିବେ। ତ ଏଇ ଯୋଉ ହାଇ ଆଟଲାସର ଏଇ ୱେଷ୍ଟର୍ଣ୍ଣ ପାର୍ଟରେ ମାଉଣ୍ଟ ଟୋବକାଲ ଅଛି, ଟୋବକାଲ। ତ ଏବେ ଏକ୍ଜାମରେ ଯାହା ସବୁ କିଛି ନା କିଛି ମାଉଣ୍ଟ ଟୋବକାଲ, ଆଫ୍ରିକା, ନର୍ଥ ଆଫ୍ରିକା, ଏମିତି କିଛି ନା କିଛି ପକେଇଦେଲେ ସେଟା କହିବେନି କି ମୁଁ ପଢେଇନି ବୋଲି। ତାକୁ ଟିକେ ଆପଣ ମାଇଣ୍ଡଫୁଲି ଏପଟେ ଆପଣ ଟିକେ ସର୍ଚ୍ଚ କରିଦେବେ ମାଉଣ୍ଟ ଟପକାଲ। ଏଠି ଯୋଉ ଲିଷ୍ଟ ଦେଇଛି ମାଉଣ୍ଟ ଟପକାଲ କୋଉ ମାନେ କଣ୍ଟ୍ରିରେ ଅଛି ଆଣ୍ଡ ଅଲ୍, ସେଇଟାକୁ ଟିକେ ଆପଣ ମାଇଣ୍ଡ କଲେ ହିଁ ଏଟା ହେଇଯିବ। ମୁଁ ଲୋକେସନ ଦେଇ ଦଉଛି। ତାପରେ ଏଇଠି ଗୋଟେ ଅଛି ଦେଖନ୍ତୁ ଲୋମା ମାଉଣ୍ଟେନ ହେଲା, ଲୋମା ମାଉଣ୍ଟେନ ଏଠି ଗୋଟେ ପ୍ଲେଟୁ ଅଛି କୋଉଟା ଜାଲନ ପ୍ଲେଟୁ। ଓକେ, ତାପରେ ଏଠି ଏଇଟା ଯୋଉ ଆମର ସାହାରାନ ଡେଜର୍ଟ ଭିତରେ ହିଁ ମଝିରେ ଗୋଟେ ସିବିସି ମାଉଣ୍ଟେନ ଅଛି, ଟିବିସି ମାଉଣ୍ଟେନ। ତାପରେ ଏଠି ପ୍ଲେଟୁ ବି ହାଇଲ୍ୟାଣ୍ଡ ସବୁ ଛୋଟ ଛୋଟ ଅଛି। ତାପରେ ଏଇଟା ହଉଛି ଇମ୍ପୋର୍ଟାଣ୍ଟ, ଏଇଟା କୋଉଟା ଟିବିସି ମାଉଣ୍ଟେନ ପରେ ଏଇଟା ଦାରଫୋର ପ୍ଲେଟୁ। ଏଇ ଯୋଉ ହାଇଲ୍ୟାଣ୍ଡଟା ଅଛି ଏଇଟା ଏମିତି ଠିକ ଅଛି ଗୋଟେ ଦାଫୁର ପ୍ଲେଟୁ କହୁଛନ୍ତି, ଏଇଟା ଇମ୍ପୋର୍ଟାଣ୍ଟ। ଦେନ୍ ଇଥିଓପିଆନ ହାଇଲ୍ୟାଣ୍ଡସ, ଇଥିଓପିଆନ ହାଇଲ୍ୟାଣ୍ଡ ଏଇଟା, ଏଇଟା ଇଥିଓପିଆ ଆସିଲାନି, ଏଇଟା ହର୍ନ ଅଫ ଆଫ୍ରିକା, ଏଇଟା ନ୍ୟୁଜରେ ଅଛି ବହୁତ, ଏଇଟା ଜାଣିଥିବେ। ତ ଏଇଟା ଡେଜର୍ଟ ସବୁ ଅଛି, ଏଇଟା ଇମ୍ପୋର୍ଟାଣ୍ଟ, ଏଇଟା ସବୁ ମନେ, ଏଇଟା ହଉଛି ନୁବିଆନ ଡେଜର୍ଟ ହେଲା। ତାପରେ ଏଇଟା ହଉଛି ବେଲଡା ଡେଜର୍ଟ। ତାପରେ ଇଷ୍ଟର୍ନ ଏଇ ଯୋଉ ବଡ ଡେଜର୍ଟ ଅଛି ଏଇଟା ଛୋଟ ଛୋଟ ବହୁତ ସାରା ଡେଜର୍ଟକୁ ନେଇକି ଫର୍ମେସନ ହେଇଛି, ତ ସେଥିପାଇଁ ଏମିତି ନାଁ ଦେଇଛି। ସିନାଇ ଡେଜର୍ଟ, ବ୍ଲୁ ଡେଜର୍ଟ, ବ୍ଲୁ ମାଉଣ୍ଟେନ ପଡିଥିଲା, ଏଇଟା ବ୍ଲୁ ଡେଜର୍ଟ ହେଲା। ଏମିତି ହ୍ୱାଇଟ ଡେଜର୍ଟ, ତାପରେ ଲିବିଆନ ଡେଜର୍ଟ, ଏମିତି ସବୁ ନାଁ ସବୁ ତାକୁ ଛୋଟ ଛୋଟ ଡିଭାଇଡ କରାହେଇଛି। ଓକେ, ତାପରେ ଏଇଠି ଗୋଟେ ମାଉଣ୍ଟେନ ଅଛି ତାକୁ କୁହନ୍ତି ଆଡାମାୱା ମାଉଣ୍ଟେନ ହେଲା, ଆଡାମାୱା ମାଉଣ୍ଟେନ, ଆଡାମାୱା ପ୍ଲେଟୁ। ତାପରେ ଏଇଠି ଦେଖନ୍ତୁ କ୍ୟାମେରୁନ ଭୋଲକାନିକ ଲାଇନ, କ୍ୟାମେରୁନ ଭୋଲକାନିକ ଲାଇନ ବା କ୍ୟାମେରୁନ ମାଉଣ୍ଟେନ। ଏଇଠି କାହିଁକି ଏମିତି ଦିଆ ହେଇଛି, ଏଇଠି ଏଇଟା ସବୁ ଭୋଲକାନିକ, ଏଇଟା ଭୋଲକାନିକାଲି ଆକ୍ଟିଭ ଅଛନ୍ତି। ଓକେ, ଇଏ ଗୋଟେ ଗଲା। ତାପରେ ଏଇଠି ମିସୁମ୍ବା ପ୍ଲେଟୁ, ତାପରେ ମୁଚିଙ୍ଗା ପ୍ଲେଟୁ, ତାପରେ ମାଟୋବୋ ହିଲ୍ସ, ଏଇଟା ସବୁ ପ୍ଲେଟୁ ସବୁ କାଟାଙ୍ଗା ପ୍ଲେଟୁ, ଏଇଟା ଇମ୍ପୋର୍ଟାଣ୍ଟ, ଏଇଟା ମନେ ରଖିଦେବେ କାଟାଙ୍ଗା ପ୍ଲେଟୁ। ଆଉ ତାପରେ ଆଉସ ମାଉଣ୍ଟେନ ଗୋଟେ ଏଠି ଅଛି, ଆଉସ ମାଉଣ୍ଟେନ। ଦେନ୍ କାଲାହାରି ଡେଜର୍ଟ, ଏଇଟା ସବୁ ଇମ୍ପୋର୍ଟାଣ୍ଟ, ବହୁତ ଇମ୍ପୋର୍ଟାଣ୍ଟ। କାଲାହାରି ଡେଜର୍ଟଟା ଏଇଠି ଅଛି ଆଫ୍ରିକା ପାର୍ଟ ହିସାବରେ। ତାପରେ ଡାକେନ୍ସବର୍ଗ, ଏଇଟା ବହୁତ ଇମ୍ପୋର୍ଟାଣ୍ଟ, ଆଫ୍ରିକାରେ ଅଛି ଡାକେନ୍ସବର୍ଗ, ଡ୍ରାକେନ୍ସବର୍ଗ। ତାର ହାଏଷ୍ଟ ପିକ୍ ହେଉଛି ମାଉଣ୍ଟ ତେଲେନ୍ୟା, ତେଲେନ୍ୟାନା ହେଉଛି ତାର ହାଏଷ୍ଟ ପିକ୍। ତାପରେ ଏଠି ଗୋଟେ ମାଉଣ୍ଟେନ ରେଞ୍ଜ ଯୋଉଟା କୁହନ୍ତି ନୁଏ ଭଲଜର୍ଜ ମାନେ। ତାପରେ ଏଇଟା ହଉଛି ସ୍ୱାର୍ଟ ବର୍ଜ, ଏଇଟା ତା ଭିତରେ ଛୋଟ ଏଇଠି ଏଇଟା କଣ ଅଛି ଡେଜର୍ଟ ଅଛି, ଏଇଟା କହୁଛି କ୍ୟାରୋ ଡେଜର୍ଟ, ଏ ଦିଟା ମାଉଣ୍ଟେନ ଭିତରେ। ତ ଏଗୁରା ସବୁ ବିଭିନ୍ନ ଜିନିଷ ହେଇଗଲା, ଏଇଟା ମନେ ରଖିଦେବେ। ଏବେ ଆମେ ତାର ଲିଷ୍ଟଟା ଦେଖିଦବା ଟିକେ। ଏବେ ମୁଁ ଲିଷ୍ଟଟା ଦଉଛି, ଏଇଟାକୁ ମନେ ରଖିଦେବେ କୋଉଗୁରା ସବୁ ଇମ୍ପୋର୍ଟାଣ୍ଟ। ଆଟଲାସ ତା ବିଷୟରେ ଟିକେ ଦେଖିବେ, ତା ବିଷୟରେ ଟିକେ କୋଶ୍ଚିନ୍ କରିବାକୁ ଟ୍ରାଏ କରିବେ। ଏତେ ସବୁ ପଢି ସାରିକିରି ଆମର ପ୍ରିଭିୟସ୍ ଇୟର କୋଶ୍ଚିନ୍ ଅନ୍ ୱାର୍ଲଡ ମାଉଣ୍ଟେନ ରେଞ୍ଜେସ୍ ମାରିଦେବେ, ମିନିମମ୍ 100 କୋଶ୍ଚିନ୍ଟା କରିବେ ହେଲା। ତା ଦେହରେ ଏଇ କଣ୍ଟ୍ରିଟାକୁ ଏଥିରେ ଆଫ୍ରିକାରେ ଏଇଟା ଇମ୍ପୋର୍ଟାଣ୍ଟ, କଣ୍ଟ୍ରିଟା ଟିକେ ମନେ ରଖିବା। ଓକେ, ତ ଏଇଟା ହେଇଗଲା ହାଇ ଆଟଲାସ ଦେଖିଲେ କୋଉଟା, ମିଡିଲ ଆଟଲାସ କୋଉଟା, ମୋରୋକୋରେ ସବୁ ଯାଉଛି। ଏ ଫୁଟବଲ ଖେଳୁଥିଲା ଭଲ ମୋରୋକୋ, ଆଣ୍ଟି ଆଟଲାସ ସେଇ ମୋରୋକୋ, ସାହାରାନ ଆଟଲାସ ଆଲଜେରିଆ, ଆହାଗର ଏଗୁରା କିଛି ଦରକାର ନାହିଁ, ଏଗୁରା ଦରକାର ନାହିଁ। ଏୟାର ମାଉଣ୍ଟେନ ପ୍ଲେଟୁ ଗୋଟେ ଅଛି ନାଇଜରରେ। ଓକେ, ଦେନ୍ କୋଟା ଜଲନ ମାଉଣ୍ଟେନ, ଲୋମା ମାଉଣ୍ଟେନ, କ୍ୟାମେରୁନ ମାଉଣ୍ଟେନ, ଆଦମା ଇଥିଓପିଆନ ହାଇଲ୍ୟାଣ୍ଡସ, ଏଇଟା ଇମ୍ପୋର୍ଟାଣ୍ଟ ଟିକେ ଥାଏ। ଇଥିଓପିଆ ନୋନ୍ ଆଜ ରୁଫ୍ ଅଫ ଆଫ୍ରିକା, ପିକ୍ ଆର ହଉଛି ରାସ ଦାସେନ, ଏଇଟା ଇମ୍ପୋର୍ଟାଣ୍ଟ, ଏଇଟା ସବୁ ପଡେ। ଓକେ, ରୁଫ୍ ଅଫ ଆଫ୍ରିକା କାହାକୁ କୁହନ୍ତି ଆଣ୍ଡ ଅଲ୍। ଇଷ୍ଟ ଆଫ୍ରିକାନ ମାଉଣ୍ଟେନ, ମାଉଣ୍ଟ କେନିଆ, ମାଉଣ୍ଟ ଏଲଗୋନ, ମାଉଣ୍ଟ କିଲିମଞ୍ଜାରୋ ଇମ୍ପୋର୍ଟାଣ୍ଟ। ଆମର ଯୋଉ ମନେ ଅଛି ଯୋଉଟା ଆମର ଏଆର ରହମାନଙ୍କର ଗୋଟେ ଗୀତ କିଲିମଞ୍ଜାରୋ କରିକି ଗୋଟେ ଅଛି, ସେଟା ଶୁଣିବେ। ତ ସେଟା ଏଇଟା କିଲିମଞ୍ଜାରୋ ତାଞ୍ଜାନିଆରେ ଯାଉଛି, ହାଏଷ୍ଟ ପିକ୍ ଇନ୍ ଆଫ୍ରିକା, ଏଟା ଇମ୍ପୋର୍ଟାଣ୍ଟ ଦେଖିବେ। ହାଏଷ୍ଟ ପିକ୍ କିଲିମଞ୍ଜାରୋ ତାଞ୍ଜାନିଆରେ ଅଛି। ମିଟୁମ୍ବା ମୁଚିଗାନ ମାଟୋବୋ ଡାକେନ୍ସବର୍ଗ ଇମ୍ପୋର୍ଟାଣ୍ଟ। ଦେଖନ୍ତୁ ସାଉଥ ଆଫ୍ରିକା ଲେସୋଥୋରେ ଯାଉଛି, ଆଉ ପିକ୍ ହଉଛି ତାବାନା ନେତ୍ୟାନା। କିଛି ବି କରିକି ମିକ୍ସ ଆଣ୍ଡ ମ୍ୟାଚ୍ କରିକି ପକେଇ ଦେଇପାରିବ। ତାପରେ ଆଉ କିଛି ନାହିଁ ଏଥିରେ। ଦିଜ୍ ଆର୍ ଅଲ୍ ଇମ୍ପୋର୍ଟାଣ୍ଟ ମାଉଣ୍ଟେନ କୋଉଠି ଆଫ୍ରିକାରେ। ତ ଏଇଟା ଟିକେ ଦେଖିବେ, ଆଉ ଫିଜିକାଲ ମ୍ୟାପ୍ ଟିକେ ଦେଖିବେ। ଓକେ, ଏଇଟା ମୁଁ କଣ ହାତରେ ଡ୍ରନ୍ ମାଉଣ୍ଟେନ, କିନ୍ତୁ ଆପଣ ୱାର୍ଲଡ ମ୍ୟାପର ଫିଜିକାଲ ମ୍ୟାପ୍ ଟିକେ ଦେଖିବେ। ଦେନ୍ ଏସିଆ, ଏଇଟା ଇମ୍ପୋର୍ଟାଣ୍ଟ। ଏସିଆରେ ଆମେ ସେଇ ୱେଷ୍ଟରୁ ଆସିଆ, ଦେଖନ୍ତୁ ଏଇଠି କକାସସ୍ ମାଉଣ୍ଟେନ, ଏଇଟା ଆମେ ପଢିଲେ କକାସସ୍। ଦେନ୍ ପୋଣ୍ଟିନ୍ ମାଉଣ୍ଟେନ, ଦେନ୍ ଟୌରସ୍ ମାଉଣ୍ଟେନ, ଏଇଟା ଗଲା। ଦେନ୍ ଏଇଠି ଆସିଲା ହିଜାଜ ମାଉଣ୍ଟେନ, ଏଇଟା କଣ, ଏଇଟା ହଉଛି ଆରବ। ଓକେ, ଆରବ ନେସନ ସେଠି ଗଲା। ତ ଏଇଠି ଠିକ ୱେଷ୍ଟରେ ହିଜାଜ ମାଉଣ୍ଟେନ ଅଛି। ତାପରେ ଏଇଠି ଯୋଉ ଏଇଠି ଟିପରେ ଏଇଠି ଆମର ପର୍ସିଆନ ଗଲ୍ଫ ଅଛି, ଏବେ ଚାଲିଛି ୱାର, ଏଇଠି ଗୋଟେ ଅଛି ଆକବର ମାଉଣ୍ଟେନ। ତ କଥା ହେଲା ଏଇଟା ଯେହେତୁ ଏବେ ଅଛି ନ୍ୟୁଜରେ ମାନେ ଚାଲିଛି ଏଠି ୱାର, ତ ଏଇଟା ପଡି ଯାଇପାରେ ଫିଜିକାଲ ମ୍ୟାପରୁ। ଏଇଠି ଇରାନରେ ଦେଖନ୍ତୁ ଏଇଟା ଜାରଗୋସ ମାଉଣ୍ଟେନ, ଏଇଟା ନ୍ୟୁଜରେ ଅଛି ଜାରଗୋସ ମାଉଣ୍ଟେନ, କାରଣ ଏଇଟା ଏଠି ୱାର ଚାଲିଛି। ଜାରଗୋସ ମାଉଣ୍ଟେନ ଇରାନରେ ଅଛି, ଏଇଟା ମୋଷ୍ଟ ଇମ୍ପୋର୍ଟାଣ୍ଟ। ତାପରେ ଏଇଠି ଅଛି ଦେଖନ୍ତୁ ମେସୋପୋଟାମିଆ ପ୍ଲେନ,
ଏଠି ମେସୋପୋଟାମିଆ ମାୟା ସଭ୍ୟତା ଦେଖିଥିଲେ, ଏଠି ମେସୋପୋଟାମିଆ ଆମେ ଯୋଉ ସଭ୍ୟତା ଥିଲା ସିଭିଲାଇଜେସନ ଏଇଠି ହେଇଥିଲା, ଏଇ ସି ପାଖରେ ପର୍ସିଆନ ସି ପାଖରେ ହିଁ। ଏଇଟା ଗୋଟେ ଜାଣିଲେ। ତାପରେ ଏଲବ୍ରୋଜ ମାଉଣ୍ଟେନ, ଏଠି ଗଲା ଜାର୍ଗୋସ, ଏଠି ଏଲବ୍ରୋଜ ହେଲା। ଏଲବ୍ରୋଜ ମାଉଣ୍ଟେନ ଆମେ ବର୍ଜ ମାଉଣ୍ଟେନ। ତାପରେ ଏଇଠି ଆସିଲା ଆମର ଉରାଲ ମାଉଣ୍ଟେନ୍ସ। ଉରାଲ ମାଉଣ୍ଟେନ୍ସ ଏଇଟା ଆକ୍ଚୁଆଲି ଆମର ରଷିଆଟା କେମିତି ଅଛି, ରଷିଆଟା ଏମିତି ଯୋଉ ଯାଇଛି ରଷିଆଟା, ତ ରଷିଆ ଏଇଟା ମଝିରେ ଠିକ ରଷିଆରେ ଯାଇଛି ଉରାଲ ମାଉଣ୍ଟେନ୍ସ, ଏଇଟା ମନେ ରଖିବ ଓକେ। ରଷିଆ ମାଉଣ୍ଟେନ ଏପଟରେ ହେଲା, ରଷିଆଟା ଦିଟା କଣ୍ଟିନେଣ୍ଟରେ ଅଛି, ଏଇଟା ହଉଛି ୟୁରୋପିଆନ ରଷିଆ, ଏଇଟା ହେଲା ଇ ରଷିଆ। ତ ରଷିଆର ଠିକ ମଝିରେ ଉରାଲ ମାଉଣ୍ଟେନ ଯାଇଛି, ଏଇଟା ଜାଣିଲେ। ତାପରେ ଆହୁରି ଇଷ୍ଟକୁ ଇଣ୍ଡିଆ ଆଡକୁ ଗଲା ବେଳକୁ ଚାଗାଇ ମାଉଣ୍ଟେନ୍ସ। ତାପରେ ଏଇଠି ଯୋଉ ଆମର ଏଠି ତ ପାକିସ୍ତାନ ଏଇଠି ଆମର ବର୍ଡର ଅଛି, କିନ୍ତୁ ଏଇଠି ବିଭିନ୍ନ ରେଞ୍ଜେସ୍ ଅଛି, ଏଇଟା ବହୁତ ଇମ୍ପୋର୍ଟାଣ୍ଟ, ଏଇଟା ମନେ ରଖନ୍ତୁ। ଦେଖନ୍ତୁ ଏଇଟା ଗଲା ଆମର କଣ, ଏଇଟା ଥର୍ଡ ଡେଜର୍ଟ, ଏଠି ଆମର ଅଛି ଯୋଉଟା ଆସିବ ଏଠି ଅଛି ଆମର ଆରାବଳି ମାଉଣ୍ଟେନ ଓକେ। କିନ୍ତୁ ଏଇଠି ତାର ଇଷ୍ଟରେ ଅଛି ଦେଖନ୍ତୁ ସଲ୍ଟ ରେଞ୍ଜ। ସଲ୍ଟ ରେଞ୍ଜ ଏଇଟା ଏଇଟା ହଉଛି ସଲ୍ଟ ରେଞ୍ଜ, ତାର ଇଷ୍ଟକୁ ଆସିବ ସୁଲିମାନ ରେଞ୍ଜ, ପାକିସ୍ତାନରେ ଅଛି ସୁଲିମାନ ରେଞ୍ଜ। ତାପରେ ଏଇଟା ଛୋଟଟା ଅଛି, ଏଇଟା ହଉଛି ଚୋଲିସ୍ତାନ ଡେଜର୍ଟ, ଏଟା ଡେଜର୍ଟର ପାର୍ଟ, ଏଟା ଡେଜର୍ଟ ମାନେ ଥର୍ଡ ଡେଜର୍ଟର ୱେଷ୍ଟର୍ଣ୍ଣ ପାର୍ଟକୁ କୁହନ୍ତି ଚୋଲିସ୍ତାନ ଡେଜର୍ଟ। ତାପରେ ଏଠି ଗୋଟେ ମାଉଣ୍ଟେନ ରେଞ୍ଜ ଅଛି ସେଣ୍ଟ୍ରାଲ ବ୍ରାହୁଇ ରେଞ୍ଜ। ତାପରେ ଏଟା ହଉଛି କିର୍ତାର ରେଞ୍ଜ, ଏଇଟା ଇମ୍ପୋର୍ଟାଣ୍ଟ ମୁଁ ଟିକ୍ ମାରୁଛି, କିର୍ତାର ରେଞ୍ଜ ଆଉଟା ହଉଛି ସୁଲିମାନ ରେଞ୍ଜ, ସଲ୍ଟ ରେଞ୍ଜ ହେଲା। ତାପରେ ସଲ୍ଟ ରେଞ୍ଜ ଦେଖନ୍ତୁ ପୁରା ମାନେ ହରାଇଜନ୍ଟାଲ, ଏଇଟା ଏମିତି ଭର୍ଟିକାଲ ଅଛି, ଏଇଟା ପୁରା ଭର୍ଟିକାଲ, ଟିକେ ସ୍ଲୋପରେ ଅଛି। ତାପରେ ଏଇଟା ହେଲା କିର୍ତାର ରେଞ୍ଜ। ତାପରେ ଏଇଟା ଏଠି ତିନିଟା ରେଞ୍ଜ ଏମିତି ପାରାଲାଲ ଅଛି, ଏଇଟା କୋଷ୍ଟାଲ ରେଞ୍ଜ, ଏଇଟା ସେଣ୍ଟ୍ରାଲ ରେଞ୍ଜ, ଏଇଟା ହଉଛି ସିଆହାନ ରେଞ୍ଜ। এটা ଦେଖନ୍ତୁ ପାକିସ୍ତାନରେ ଏଇ ଡିଟେଲରେ ପୁରା ପଢୁଥିବେ ଓକେ, କୋଉଠି କଣ ମିଳେ ତାର ପିକ୍ କଣ, ଆମେ ଖାଲି ଜାଣିଦବା କଥା। ଖାସ ରେଞ୍ଜ, ତାପରେ ରେଗିସ୍ତାନ ରେଞ୍ଜ, ତ ଏଇ ସବୁ ଗଲା ପାକିସ୍ତାନ ଅଣ୍ଡର, ଏସବୁ ଆସିଗଲା। ତାପରେ ଆମେ ଇଣ୍ଡିଆ ବେଳକୁ ଗଲା ବେଳକୁ ଏଇଠି ଦେଖନ୍ତୁ, ଏଇଠି ପୁରା ଗୋଟେ ଏମିତି ହେଇକି ଅଛି, ପାମିର ନଟ୍ କହୁଛନ୍ତି ଏଇଟା, ଏମିତି ଛୋଟ ପୁରା ଅନ୍ଡୁଲେଟିଂ ହେଇକି ଅଛି, ତାର କିଛି ହରାଇଜନ୍ଟାଲ ଭର୍ଟିକାଲ କିଛି ନାହିଁ। ଏଠି କଣ ନା ଇଣ୍ଡିଆ ପ୍ଲେଟ ଯୋଉ ଯାଇକି ଏଠି ବାଡେଇ ହେଲା, ଏଇଠି ସେ ନଟ୍ ଟା ଫର୍ମେସନ କରିଛି, ଏଇଠି ପୁରା ବାନ୍ଧି ହେଲା ରହିଛି ୟୁରେସିଆନ ସହିତ ଇଣ୍ଡିଆନ ପ୍ଲେଟ, ଏଇଠୁ ସେ ଝୁଲୁଛି, ତାମାନେ ଝୁଲିକି ଏଠୁ ଆଗ ବାଡେଇ ହେଇକି ଯେତେବେଳେ ଆଡକୁ ଆସିକିରି ଇଏ ବେଣ୍ଡ ହେଇଯାଇଛି ଏମିତି ହେଲା। ଏଇଟା ଆମେ ଜାଣିଛେ ହିମାଳୟଟା ଏମିତି ବେଣ୍ଡ ହେଇଛି, ତ ଏଇଟା କୁହନ୍ତି ପାମିର ନଟ୍। ପାମିର ନଟ୍ ର ଠିକ ମୁଣ୍ଡ ପାଖରେ ଅଛି କାରାକୋରମ ରେଞ୍ଜ ହେଲା ଗଲା। ତାପରେ ତାପରେ ହିମାଳୟର ପ୍ରକାର ଭିତରେ ଆମେ ଦେଖିଛେ, ଆମେ ପରେ ଟିକେ ହିମାଳୟର ପ୍ରକାର, ଏଠି ଏଭରେଷ୍ଟ ଅଛି। ଏଭରେଷ୍ଟ ଠିକ ନର୍ଥକୁ ଅଛି କୈଳାସ ରେଞ୍ଜ, ଏଇ କୈଳାସ ରେଞ୍ଜର ବିଭିନ୍ନ ବ୍ରହ୍ମପୁତ୍ର, ତାପରେ ଏପଟରେ ଇନ୍ଦସ, ଏଇ ଯୋଉ ସବୁ ନଦୀ ବାହାରିଛି ଏଇଟା ଆମେ ଜାଣିଛେ, ଏଇଟା ପରେ ଦେଖିବା। ଏଠୁ କାହିଁ ନଦୀ ବାହାରିଛି ନା ଏଇଠି ବହୁତ ସାରା ଆମର ଅଛି କଣ ଗ୍ଲେସିୟର, ତ ସେଠୁ ସେ ଫର୍ମେସନ ହଉଛନ୍ତି। ତାପରେ ଏଠୁ ବି ଆମ ହିମାଳୟର ବହୁତ ସାରା ରିଭର ହେଇଛି, ଏଇଟା ଆମେ ଜାଣିଛେ। କିନ୍ତୁ ମେଜର ହିନ୍ଦୁ ଗଙ୍ଗା ବ୍ରହ୍ମପୁତ୍ର ତାପରେ ଇନ୍ଦସ, ସେ ଏଠୁ କୈଳାସ ରେଞ୍ଜ ଆର ଭିତରୁ କୋଉଠୁ କୋଉଠୁ ବାହାରୁଛନ୍ତି। ତାପରେ ତିଏନସାନ, ଦେଖନ୍ତୁ ଏଠି ଭର୍ଟିକାଲି ଯାଇଛି ତିଏନସାନ ମାଉଣ୍ଟେନ, ଆଉ K2 ଏଇଟା ଆମର ହିମାଳୟର ଯୋଉ ଟ୍ରାନ୍ସ ହିମାଳୟକୁ କହୁଛନ୍ତି, ତାର ହାଇଷ୍ଟ ପିକ୍ K2। କଳା ଜାଣିଲେ କୁନଲୁନ ସାନ, ଅଲତୁନ ସାନ, ଏଇଟା ଇମ୍ପୋର୍ଟାଣ୍ଟ ସବୁ, ଏଇଟା ପଡେ ସବୁ ହେଲା। କୁନଲୁନ ସାନ, ଅଲତୁନ ସାନ, ତିଏନସାନ। ସାନ ମାନେ ମାଉଣ୍ଟେନ ଚାଇନାରେ ଓକେ, ଏ ତିନିଟା ରେଞ୍ଜ ଗଲା। ତାପରେ ଆଲତାଇ ମାଉଣ୍ଟେନ, ଏଇଟା ସବୁ ଇମ୍ପୋର୍ଟାଣ୍ଟ ମାଉଣ୍ଟେନ ପଡେ, ଆଲତାଇ ମାଉଣ୍ଟେନ। ତାପରେ ସାୟାନ ମାଉଣ୍ଟେନ, ତାପରେ ଏଠି ରହିଲେ ନ୍ୟାନ ମାଉଣ୍ଟେନ, ଆଲାସାନ ମାଉଣ୍ଟେନ, ଆଉଟା ସିଂଜିଙ୍ଗ ମାଉଣ୍ଟେନ, ସିଂଲିଙ୍ଗ, ଏଗୁରା ସବୁ ଏତେ ପଡେନି, ସେଇଗୁରା ଖାଲି ପଡେ ଓକେ। ତାପରେ ଆରାକାନ ୟୋମା, ଏଇଟାକୁ କୁହନ୍ତି ଆରାକାନ ୟୋମା କହୁଛନ୍ତି। ତାପରେ ଏଇଟା ଗାରୋ ଖାସି ଜୟନ୍ତିଆ ତିନିଟା ଅଛି, ଏଇଟା ପାଟକାଇ ବୁମ, ଏଇଟା ଆମେ ଡିଟେଲରେ ପଢିବା ଇଣ୍ଡିଆର ଭିତରେ ପଢିବା ହେଲା। ତାପରେ ଏଠି ରଷିଆର ଇଷ୍ଟର୍ଣ୍ଣ ପାର୍ଟକୁ ଗଲେ ଏତେ ଏଠି ଇମ୍ପୋର୍ଟାଣ୍ଟ ନାହିଁ, ଏଇଟାକୁ ଆମେ କିଛି ପଢିବା ଦରକାର ନାହିଁ ଆମେ। ତ ଦିଜ୍ ଆର୍ ଇମ୍ପୋର୍ଟାଣ୍ଟ। ମଙ୍ଗୋଲିଆନ ପ୍ଲେଟୁ ଗୋଟେ ଅଛି, ଏଇଟା ଜାଣିଥିବେ, ମଙ୍ଗୋଲିଆର ଯାଉଛି ବୋଲି କହୁଛନ୍ତି, ମଙ୍ଗୋଲିଆ ପ୍ଲେଟୁ। ଆଉ ଏଇଟା ମିଡିଲ, ଏ ଯୋଉ ଆମର ସାଉଥ ଇଷ୍ଟ ଏସିଆର ଛୋଟ ଛୋଟ ପ୍ଲେଟ, ତାର ଏତେ ପଡେ ନାହିଁ, ଏଇଟା ଖାଲି ଗୋଟେ ପଡେ ପିଙ୍ଗୁନ ମୁଲର, ଏଇଟା ଖାଲି ପଡେ, ଏଇଟା ଏତେ ଇମ୍ପୋର୍ଟାଣ୍ଟ ନାହିଁ। ତ ତାର ଲିଷ୍ଟଟା ମୁଁ ଏଠି ଦେଇଛି, ଏଇଟାକୁ ଟିକେ ଆପଣ କରିବାକୁ ପଡିବ ଇମ୍ପୋର୍ଟାଣ୍ଟ, ମୁଁ ଲିଷ୍ଟଟା ଦେଇ ଦଉଛି କୋଉଟା। ତାରୁସ ମାଉଣ୍ଟେନ ପଢିବେ, ତାରୁସ ମାଉଣ୍ଟେନ ତର୍କିରେ, ଜାଗ୍ରୋସ ମାଉଣ୍ଟେନ ଇରାନ ଇରାକ, ଏଇଟା ଇମ୍ପୋର୍ଟାଣ୍ଟ ଅଛି। ଏଲବ୍ରୋଜ ମାଉଣ୍ଟେନ, ହିନ୍ଦୁକୁଶ ରେଞ୍ଜ, କାରାକୋରମ ରେଞ୍ଜ, ପାମିର ନଟ୍, ତିଏନସାନ, କୁନଲୁନ ମାଉଣ୍ଟେନ, ଅଲତୁନ ସାନ, ଆରକାନ ୟୋମା। ତ ତାର ଯୋଉ ଏଠି ଯୋଉ ଜିନିଷଟା ଦେଇଛି ଏଗୁଡ଼ା ପଢିବେ ସବୁ ହେଲା। ଆଲତାଇ ମାଉଣ୍ଟେନ, ମୁଁ କହୁନି ଆର କିଛି ମିନିଂ ନାହିଁ, ବୁଝିବାର କିଛି ନାହିଁ ହେଲା। ଯେ ଫାକ୍ଚୁଆଲ ଜିନିଷ ଏଟା ପଢିବା, କୋଶ୍ଚିନ୍ କରିବେ, କୋଶ୍ଚିନ୍ କଲେ ଏଇଟା ମନେ ରହିବ, ନହେଲେ ଅଲଗା କିଛି ବି କଲେ ମନେ ରହିବନି। କୋଶ୍ଚିନ୍ କରିବେ ଏଠି ଦେଖିବେ, କୋଶ୍ଚିନ୍ କରିବେ ଏଠି ଦେଖିବେ, ଲୋକେସନ ଯେତେ ଥର ହଉ ମାଇଣ୍ଡକୁ ଆଣିବାକୁ ଚେଷ୍ଟା କରିବେ, ମାଇଣ୍ଡ ଯଦି ଆଣୁନି ତାକୁ ବାରମ୍ବାର ଭିଜୁଆଲାଇଜ କରିବେ, ତାହେଲେ ସଲ୍ଟ ରେଞ୍ଜ, ମାର୍କାନ ରେଞ୍ଜ, ସାୟାନ ମାଉଣ୍ଟେନ, ଏରା ଇମ୍ପୋର୍ଟାଣ୍ଟ। ଦେନ୍ ଆସିଲା ଆମର ଏଠି ଟିଏନସାନ ମାଉଣ୍ଟେନ, ନାନସାନ, କିଙ୍ଗନାନ, ଚାଙ୍ଗବାଇ ମାଉଣ୍ଟେନ, କିନଲିଙ୍ଗ, ଟିଂହାଙ୍ଗ, ତିଏନସାନ ମାଉଣ୍ଟେନ,
ଜାଗ୍ରୋସ୍ ମାଉଣ୍ଟେନ୍, ତାପରେ କୁଣ୍ଡୁନ୍ ରେଞ୍ଜ, ସୁଲାଇମାନ ରେଞ୍ଜ, କିର୍ଥାର ରେଞ୍ଜ, ସାନ୍ ମାଉଣ୍ଟେନ୍, ଦାମାବାନ, ମାଉଣ୍ଟ ଫୁଜି ଜାପାନରେ, ଏଇଟା ଇମ୍ପୋର୍ଟାଣ୍ଟ ଆକ୍ଟିଭ ଷ୍ଟ୍ରାଟୋ ଭଲକାନୋ କ'ଣ ମୁଁ କହିଥିଲି, ତାପରେ ଚାଗାଇ ମାଉଣ୍ଟ। ଏସବୁ ହେଇଗଲା ଆମର ଏସିଆର ମାଉଣ୍ଟେନ୍ ରେଞ୍ଜେସ୍। ଦେନ୍ ଆମେ ଯିବା ଅଷ୍ଟ୍ରେଲିଆରେ ଛୋଟ ଛୋଟ କିଛିଟା ଅଛି ବା ଲମ୍ବା ଗୋଟେ ଅଛି, ଏଇଟା ଇମ୍ପୋର୍ଟାଣ୍ଟ, ଏଇଟା ଦେଖିଦିଅନ୍ତୁ। এটা ଅଷ୍ଟ୍ରେଲିଆରୁ ଆମେ ଯିବା ଇଷ୍ଟରୁ। ଓକେ, ଦେଖନ୍ତୁ ଅଷ୍ଟ୍ରେଲିଆର ଇଷ୍ଟରେ ପୁରା ଗୋଟେ ବର୍ଡର କରିକି ଏମିତି ଅଛି, ଏଇଟା କୁହନ୍ତି ଗ୍ରେଟ୍ ଡିଭାଇଡିଂ ରେଞ୍ଜ ଆକୁ କହୁଛନ୍ତି। ତାର ଇଷ୍ଟରେ ଗୋଟେ ଛୋଟ ଅଛି ନ୍ୟୁ ଇଂଲଣ୍ଡ ରେଞ୍ଜ। ଏଠି କାହିଁ କନଫ୍ୟୁଜନ ହୁଏ, ଇଂଲଣ୍ଡ ଏଠି ନାହିଁ କିନ୍ତୁ ଇଂଲଣ୍ଡ ରେଞ୍ଜ ବୋଲି ଏଇଟା ସବୁବେଳେ ପଡେ ଏକ୍ଜାମ୍। ନ୍ୟୁ ଇଂଲଣ୍ଡ ରେଞ୍ଜଟା କୋଉଠି ଅଛି, ୟୁରୋପରେ ନାହିଁ, ଏଟା ଅଷ୍ଟ୍ରେଲିଆର ଇଷ୍ଟରେ ଅଛି। ତାପରେ ଏଠି ଗୋଟେ ଛୋଟଟା ଅଛି ଗ୍ରିଗୋରୀ ରେଞ୍ଜ, ୱେଷ୍ଟ ଅଫ୍ ଆମର କାର ଗ୍ରେଟ୍ ଡିଭାଇଡିଂ ରେଞ୍ଜ। ତାପରେ ଏଠି ଛୋଟଟେ ଗ୍ରେ ରେଞ୍ଜ। ତାପରେ ୱେଷ୍ଟକୁ ଆସିଲେ ଦେଖନ୍ତୁ ଡାର୍ଲିଂ ରେଞ୍ଜ, ନା ହିଁ ଇମ୍ପୋର୍ଟାଣ୍ଟ, এটা ସେଥିପାଇଁ କୁହନ୍ତି ଡାର୍ଲିଂ ରେଞ୍ଜ। ତ ଡାର୍ଲିଂ ରେଞ୍ଜ, ଡାର୍ଲିଂ ରିଭର ବି ଗୋଟେ ଅଛି, এটা ସବୁବେଳେ ଏକ୍ଜାମରେ ପଡେ, ତ ମନେ ରଖିବ ଡାର୍ଲିଂ ରେଞ୍ଜ ଏଇଟା। ଏଇଟା ହେଲା ଷ୍ଟୁର୍ଲିଂ ରେଞ୍ଜ, ଡାର୍ଲିଂ ଷ୍ଟୁର୍ଲିଂ ଏଇଟା ହେଲା। ତାପରେ ମଝିରେ ଗୋଟେ ରହିଲା ୱାରବଟନ ରେଞ୍ଜ, ତାପରେ ମୁସଗ୍ରେଭ ରେଞ୍ଜ, ଏଇଟା ଇମ୍ପୋର୍ଟାଣ୍ଟ, ଏଇଟା ପଡେ ମୁସଗ୍ରେଭ ରେଞ୍ଜ। ତାପରେ ଆଉ ହେଲା ଆମର୍ସଲି ରେଞ୍ଜ, ମ୍ୟାକଡୋନେଲ ରେଞ୍ଜ। ଏଠି ସବୁ ଡେଜର୍ଟ, ଆଫ୍ରିକାର 75-80% ଡେଜର୍ଟ, ଖାଲି ଏ ପୁରା ପାର୍ଟଟା ଆଫ୍ରିକାର ଡେଜର୍ଟ ହିଁ। କ'ଣ ସବୁ ଡେଜର୍ଟ ଛୋଟ ଛୋଟ ଅଛି, ଏଇଟା ଅଛି ଇମ୍ପୋର୍ଟାଣ୍ଟ ସିମସନ୍ ଡେଜର୍ଟ, এটা ইম্পর্টেন্ট পড়ে। তারপরে ଏତିକି, ଆଉ ଆର ଏଠି ହାଏଷ୍ଟ ପିକ୍ ଏଠି ମାଉଣ୍ଟ କସ୍କିଉଇଜ ଗୋଟେ ପିକ୍ ଅଛି, ଏଇଟା ଦେଖିବେ। ଆଉ ମୁରେ ଡାର୍ଲିଂ ବେସିନ୍, ସେ ଯୋଉ ଡାର୍ଲିଂ ରିଭରଟା ସେଠୁ ଆସିକି ଏଠି ପରେ ଦେଖ ମୁରେ ଡାର୍ଲିଂ ବେସିନ୍, ଏଠି ଡାଉନ୍ସ ଅଛି, ଏଇଟା କ'ଣ ଡାଉନ୍ସ ହଉଛି, ଏଇଟା ଗୋଟେ ଆର ପ୍ଲେନ୍ ଗ୍ରାସଲ୍ୟାଣ୍ଡ ଡାଉନ୍ସ, ଏଇଟା ଆମେ ପଢିବା ଭଲସେ। ମୁରେ ଡାର୍ଲିଂ ବେସିନ୍ ଏଠି ଅଛି। ମାଉଣ୍ଟ ଓସା ଏଠି ଗୋଟେ ଛୋଟ ଆଇଲ୍ୟାଣ୍ଡ। ଆଉ ନ୍ୟୁଜିଲାଣ୍ଡକୁ ଆସିଲେ ସାଉଦର୍ନ ଆଲ୍ପସ୍ ଏଠି ଅଛି, ମୁଁ କହିଥିଲି ଆଲ୍ପସ୍ ଗୋଟେ ଏଠି ଦେଖନ୍ତୁ ୟୁରୋପରେ, ଆଉ ଗୋଟେ ସାଉଦର୍ନ ଆଲ୍ପସ୍ କରିକି ତାର ହାଏଷ୍ଟ ପିକ୍ ହଉଛି କିଏ, ମାଉଣ୍ଟ କୁକ୍ କରିକି ନ୍ୟୁଜିଲାଣ୍ଡରେ ଅଛି। ଏଇଟା ସବୁବେଳେ ପଡେ, କନଫ୍ୟୁଜନ କରେ। ସାଉଦର୍ନ ଆଲ୍ପସ୍ ଆପଣ ଭାବିବେ ଆଲ୍ପସର ସାଉଥରେ ଥିବ, ନାହିଁ ଏଇଟା ନୁହଁ। ଏଇଟା ଦେଖିଦେଲେ ତାର ଆର ଜିନିଷଟା ମୁଁ ଏଠି ଦେଇଛି, ଏଟା ଗୋଟେ କରିବେ। ଡାର୍ଲିଂ ରେଞ୍ଜ, ଷ୍ଟିର୍ଲିଂ ରେଞ୍ଜ, ମ୍ୟାକଡୋନାଲ୍ଡ ରେଞ୍ଜ, ମୁସଗ୍ରେଭ ରେଞ୍ଜ, ଗ୍ରେଟ୍ ଡିଭାଇଡିଂ ରେଞ୍ଜ, ନ୍ୟୁ ଇଂଲଣ୍ଡ ରେଞ୍ଜ, ଗ୍ରେ ରେଞ୍ଜ, ଗ୍ରିଗୋରୀ ରେଞ୍ଜ, କୁସିକଜୋ, এটা হাইয়েস্ট মাউন্টেন ইন মেনল্যান্ড অস্ট্রেলিয়া ହେଲା। এটা গ্রেট ডিভাইডিং রেঞ্জର ପାର୍ଟ, এটা ମନେ ରଖିବେ। କୁସିକଜୋକୁ ମାଉଣ୍ଟେନ, ମାଉଣ୍ଟ ମ୍ୟାରୀ, ମାଉଣ୍ଟ ୱାଡରଫ, ମାଉଣ୍ଟ ଜେଲ୍, ମାଉଣ୍ଟ ଓସା, ମାଉଣ୍ଟ ସାଉଦର୍ନ ଆଲ୍ପସ୍, ଏଇଟା ହେଉଛି ନ୍ୟୁଜିଲାଣ୍ଡ। ମାଉଣ୍ଟ କୁକ୍ ରହୁଛି ଆଫ୍ରିକାର ଛୋଟ ମୋଟ ଜିନିଷ ଅଛି, ଏଇଟାକୁ ବେଶୀ ମନେ ରଖିବା ଦରକାର ନାହିଁ, ଖାଲି ଆଖି ପକେଇ ଦେଇଥାନ୍ତୁ କୋଉଠି କ'ଣ ଅଛି। ଏଇଟା ଗୋଟେ ୱେଡେଲ ସି, ନ୍ୟୁଜରେ ଥିଲା ୱେଡେଲ ସି, ସବୁଠୁ ବଡ଼ ଯୋଉ ଆଇସି ଏଜ୍ ବା ଆଇସ୍ ଏଲ୍ଟା ଏଇଟା ତଳେ ଥିଲା, ଏଇଟା ନ୍ୟୁଜରେ ଥିଲା 2 ବର୍ଷ ଆଗରୁ, ତ ଏଇଟାକୁ ଟିକେ ମନେ ରଖନ୍ତୁ। ଏଇଟା ଖାଲି ମାଉଣ୍ଟ ଭିନସନ୍ is the highest peak in Antarctica. Mount Vinson ଅଛି କୋଉଠି, ୱେଷ୍ଟ ଆଣ୍ଟାର୍କଟିକାରେ, ଏଲିକ୍ସୱର୍ଥ ମାଉଣ୍ଟେନ୍। ଓକେ, ତ ଏଇଟା ଟିକେ ଟିକେ ଜାଣିଦେବାର ଅଛି। ୱାନ୍ ଅଫ୍ ଦ ଲଙ୍ଗେଷ୍ଟ ମାଉଣ୍ଟେନ୍ ରେଞ୍ଜ ଏଇଟା ଅଛି, ଟ୍ରାନ୍ସ ଆଣ୍ଟାର୍କଟିକ ମାଉଣ୍ଟେନ୍। ଏଇଟା ଜାଣିଦେଲେ ବାସ୍, ଆଉ କିଛି ନାହିଁ। ମାଉଣ୍ଟେନ୍ର ସବୁ ଯାକ ରହିଲା ପରେ ମାଉଣ୍ଟେନ୍ର ବେସିକ୍ସକୁ ଆସିବା। ମାଉଣ୍ଟେନ୍ ବିଲ୍ଡିଂକୁ ଯିବା ଆଗରୁ ଏଇଟା ଟୋଟାଲ ୱାର୍ଲଡର ଇମ୍ପୋର୍ଟାଣ୍ଟ ଯୋଉ ଡାଇଗ୍ରାମଟା, ମାଉଣ୍ଟେନ୍ ରେଞ୍ଜେସ୍ କ'ଣ ଅଛି ଟିକେ ଓଭରଭ୍ୟୁ କରିଦେବେ। ଏଟାକୁ ମ୍ୟାପ୍ ସହିତ କରିବାକୁ ପଡ଼ିବ ଆପଣଙ୍କୁ, ମୁଁ ପୁରା ଡିରେକ୍ସନ ଦେଇଦେଲି କୋଉଠି କ'ଣ ଅଛି, ବାକି ଆକୁ ଆପଣ କରିବେ। ବ୍ରୁକ୍ସ ରେଞ୍ଜ, ରକି, ତାପରେ ସିଏରା ମାଡ୍ରେ, ସିଏରା ଇଏ, ତାପରେ ଆପ୍ଲାଚିଆନ, ଏଇଟା ମାନେ କହୁ କହୁ ଆପଣଙ୍କ ମାଇଣ୍ଡରେ ଆସିଯିବାର ଅଛି। ଲରେସନ୍ ପ୍ଲେଟୁ, ଏଇଟା ମାଉଣ୍ଟେନ୍ ପ୍ଲେଟୁ, ଏଇଟା ହେଲା ଆଣ୍ଡିଜ୍, ତାପରେ ବ୍ରାଜିଲିଆନ ହାଇଲାଣ୍ଡ ଗୋଟେ ଅଛି, ଆଟଲାସ ମାଉଣ୍ଟେନ୍, ଇବେରିଆନ ପେନିନସୁଲାକୁ କହୁଛନ୍ତି। ମୁଁ ଆଇବେରିଆନ ପେନିନସୁଲା କହିନି, ବଟ୍ ପେନିନସୁଲା ମାନେ ଏମିତି ଯୋଉ ସମୁଦ୍ରକୁ ବାହାରିକି ଥାଏ ପେନିନସୁଲା, ତାକୁ ଆପଣ ଏଠି ଦେଖିବାର ଅଛି, ଆଇବେରିଆନ ପେନିନସୁଲାକୁ କହୁଛନ୍ତି। ସ୍କାଣ୍ଡିଭିଆନ କହିଥିଲି, ଆଲ୍ପସ୍ କହିଥିଲି, ତାପରେ ଆଣ୍ଟୋଲିଆ ଆଇଲ୍ୟାଣ୍ଡ, ସେଇଠୁ ଏଇଟା ଜାଗ୍ରୋସ୍ ମାଉଣ୍ଟେନ୍, ଇରାନରେ ଯୋଉଟା ଅଛି। ଆରବିଆନ ପେନିନସୁଲା ଦେଖନ୍ତୁ ବାହାରିକି ଅଛି, 3 ପଟରେ ଏଇଟା କଭର ହେଇକି ଅଛି, ସେଥିପାଇଁ ଏଇଟା ଆରବିଆନ ପେନିନସୁଲା। ଏଇଟା ହେଉଛି ଇବେରିଆନ ପେନିନସୁଲା। ପେନିନସୁଲା ଆମର କ'ଣ କ'ଣ ପକେଇ ଦେଇପାରେ, ତ ସେଇଟା ମନେ ରଖିବେ। ତାପରେ ଏଠି ସବୁ ଆଟଲାସ ଗଲା, ଇଥିଓପିଆନ ହାଇଲ୍ୟାଣ୍ଡ, ଡେକେନ୍ସବର୍ଗ ମାଉଣ୍ଟେନ୍, ତାପରେ ସାଇବେରିଆନ ପ୍ଲେଟୁ, ତାପରେ ଟିଏନସାନ, ହିମାଳୟାଜ, ଏସବୁ ଗ୍ରେଟ୍ ଡିଭାଇଡିଂ ରେଞ୍ଜ, ଗ୍ରେଟ୍ ସୁନ୍ଦା ଆଇଲ୍ୟାଣ୍ଡସ। ତ ଏଇଟା ସବୁ ଦେଖିକିରି ଟିକେ କରିବାକୁ ପଡ଼ିବ ମ୍ୟାପ୍ ୱାର୍କ, ଆଉ ବହୁତ ସାରା କୋଶ୍ଚିନ୍ ସେଥିରେ। ମୁଁ ଯୋଉଟା ବହି ଦେଇଛି, ଯୋଉଟା ଆମର ଘଟଣା ଚକ୍ର ବହିଟା ଗ୍ରୁପରେ, ସେଥିରୁ ଏଥିରୁ କୋଶ୍ଚିନ୍ କରିବେ। ଓକେ, ଦେନ୍ ଆସିଲା କ୍ଲାସିଫିକେସନ ଅଫ ମାଉଣ୍ଟେନ୍ସ। ତ ଦେଖ, ମାଉଣ୍ଟେନକୁ ଆମେ ବିଭିନ୍ନ ପ୍ରକାର କ୍ଲାସିଫାଇ କରିପାରିବା। ଗୋଟାଏ ତ ହେଉଛି ତାର ଏଜ୍। ଆମେ ଜିଓଲୋଜିକାଲ ଟାଇମ୍ ହିଷ୍ଟ୍ରି ଦେଖିଥିଲେ, ରାଇଟ୍। ତ ସେ ଅନୁସାରେ କୋଉ ଏଜ୍ରେ କି ଫର୍ମେସନ୍ ହେଇଛି, ଯେମିତି ଆମେ ଜାଣିଛେ ଆରାବଳି ଆର୍କିଆନ୍ ଏଜ୍ର ବହୁତ ପୂର୍ବରୁ। ତ ଆମେ ଜେନେରାଲି ଯେମିତି ମୁଁ ଜିଓଲୋଜିକାଲ ଟାଇମ୍ସ କହିଥିଲି, କ୍ୟାମ୍ବ୍ରିଆନ୍ ଏଜ୍ରୁ ପରେ ଆମେ ଧର ତା ପୂର୍ବରୁ ଯେତେକ ସବୁ ପ୍ରାୟ ସବୁ ମୋଲ୍ଟେନ୍ ଷ୍ଟେଟ୍ରେ ଥିଲା, କି ଟିକେ ମୋଲ୍ଟେନ୍ରୁ ସଲିଡିଫାଇ ହେଉଥିଲା, ତ ସେ ଷ୍ଟେଜ୍ରେ ଯାହା ବି କିଛି ମାନେ ଯେମିତି ତାକୁ ଆର୍କିଆନ୍ ଭାରି ଓଲ୍ଡ ଏଜ୍ ବୋଲି କରିଥିଲେ ହେଲା, ତାପରେ ଆମେ ଡିଟେଲରେ ଷ୍ଟଡି କରିଥିଲେ। ତ ସେମିତି ଏଜ୍ ୱାଇଜ୍ ଦେଖିଲେ ପ୍ରି କ୍ୟାମ୍ବ୍ରିଆନ୍ କେତେ ମାଉଣ୍ଟେନ୍, ତାପରେ ମାଉଣ୍ଟେନ୍ ବିଲ୍ଡିଂ ଷ୍ଟେଜେସ୍ ସବୁ ଅଛି। ତାପରେ କ୍ୟାଲିଡୋନିଆନ୍ ମାଉଣ୍ଟେନ୍ସ,
ହର୍ସିଆନ୍ ମାଉଣ୍ଟେନ୍ସ, ଆଲପାଇନ୍ ମାଉଣ୍ଟେନ୍ସ, ରିସେଣ୍ଟଟା ହଉଛି ଆଲପାଇନ୍ ମାଉଣ୍ଟେନ୍ସ, ତା ଦେହରେ ଟର୍ସିଆରୀ ପିରିୟଡ଼ ସେଗୁଡ଼ା ସବୁ ଥିଲା ଆମେ ଦେଖିଛେ, ସେଗୁଡ଼ା ଟିକେ ଦେଖିବା। ତାପରେ ମୋଡ୍ ଅଫ୍ ଅରିଜିନ୍, କେମିତି ଅରିଜିନ୍, ସେଟା ତ କେତେବେଳେ ଅରିଜିନ୍ ହେଇଛି, ଏଟା କେମିତି ଅରିଜିନ୍ ଆମେ ଦେଖିଲେ ଟେକ୍ଟୋନିକ୍ସ ମାଉଣ୍ଟେନ୍, ମାନେ ଯୋଉ ପ୍ଲେଟ୍ ଟା ନିଜ ଆଡକୁ ଆସୁଥିଲେ ଏଇ ତା ଆଡକୁ ଯାଉଥିଲା, ତ ଏଠି ଯୋଉ ମାଉଣ୍ଟେନ୍ ହଉଥିଲା ସେଇ ଅନୁସାରେ ଫୋଲ୍ଡ ମାଉଣ୍ଟେନ୍, ବ୍ଲକ୍ ମାଉଣ୍ଟେନ୍, ବା ଏଇଟା ଯୋଉ ପ୍ଲେଟ୍ ଏଇଟା ତଳକୁ ଆସିଯିବ ଯଦି ଏଇଟା ଉପରକୁ ଗଲା ତ ସବସିଡେନ୍ସ ଅପଲିଫ୍ଟ ହେଇକିରି ବ୍ଲକ୍ ମାଉଣ୍ଟେନ୍, ଭୋଲକାନିକ୍ ମାଉଣ୍ଟେନ୍, ଏ ସବୁ ପ୍ରକାର ଭେଦ ଅଛି ତାକୁ ଦେଖିବା। ଦେନ୍ ସର୍କ୍ୟୁମ୍ ଇରୋଜନ ରେଲିକ୍ଟ ଓ ରେସିଡୁଆଲ ମାଉଣ୍ଟେନ୍, ମାନେ କି ସେଇ ଆର୍କିଆନ୍ ମାଉଣ୍ଟେନ୍ ଧର ଗୋଟେ ଓଲ୍ଡ ରେଞ୍ଜ ମାଉଣ୍ଟେନ୍ ସେବେଠୁ ଅଛି, ସେ ତା ଅବସ୍ଥା ଖରାପ ହେଇଗଲାଣି, ସେ ପୁରା ଏରୋଜନ ହେଇଗଲାଣି, ତ ସିଏ ବାକି ଅଛି କିଛି ଅଳ୍ପ ବାକି ଅଛି, ତ ସେଗୁଡ଼ା ରେସିଡୁଆଲ, ତ ସେଇଟା ଟିକେ ଦେଖିବା। ବେସ୍ଡ ଅନ୍ ଲୋକେସନ ୱାଇଜ୍ କଣ୍ଟିନେଣ୍ଟାଲ, ମାନେ କଣ୍ଟ୍ରିର ଭିତରେ ଯୋଉଟା ଥିବ ସେଟା ହଉଛି କଣ୍ଟିନେଣ୍ଟାଲ, ଯେମିତି ଆମେ ଡାର୍କେନ୍ସବର୍ଗ ଦେଖିଲେ, କିନ୍ତୁ ସେମିତି ଇନଲ୍ୟାଣ୍ଡ କୋଷ୍ଟାଲ ଯୋଉଟା ଆମର ଯେମିତି ଏଇଟା ଦେଖିଲେ ରକିଜ ଦେଖିଲେ ଏଇଠି ସାଉଥ ଆମେରିକାର କୋଷ୍ଟରେ ସେଟା ହଉଛି କୋଷ୍ଟାଲ ମାଉଣ୍ଟେନ୍। ତାପରେ ଓସେନିକ ମାଉଣ୍ଟେନ୍ ବି ଅଛି, ଲାଇକ୍ ତମର ଏଟା ହଉଛି କଣ୍ଟିନେଣ୍ଟାଲ ଆଉ ଓସେନିକ ଦି ପ୍ରକାର, କଣ୍ଟିନେଣ୍ଟାଲରେ ଦି ପ୍ରକାର, କୋଷ୍ଟାଲ ଆଉ ଇନଲ୍ୟାଣ୍ଡ, ଆଉ ଓସେନିକ ମାନେ ଓସେନ ମଝିରେ, ହାୱାଇ ଓସେନ ମଝିରେ, ତ ଏ ସବୁ ଦେଖିବା ଟିକେ ଟିକେ। ତ ଡିଟେଲ ଟିକେ ତାକୁ ଦେଖିବା। ତ ପ୍ରଥମେ ହେଲା ବେସ୍ ଅନ୍ ଦ ପିରିୟଡ଼ ଅଫ ଅରିଜିନ୍, ଏଇଟା ଦେଖିବା। ଦେଖନ୍ତୁ ଟୋଟାଲ ଅଫ 9 ଅରିଜିନ୍, ଏଇଟା ବହୁତ ଇମ୍ପୋର୍ଟାଣ୍ଟ, ଏଇଟା ମନେ ରଖିବେ। ଓକେ, 9 orogenic or mountain building movements have taken place so far. 9 orogenic movement ମାନେ ଆମର ଯୋଉ ଜିଓଲୋଜିକାଲ ଟାଇମ ସ୍କେଲ ଏଇଟା ହିଁ ଆମେ କରିଥିଲେ ସେଥରକ। ଏଇଟା ଦେଖନ୍ତୁ ମୁଁ ଏଠି ଡିଭାଇଡ ଯୋଉ କରିଛି, ଲାଇକ୍ ଆମେ ପ୍ରଥମେ ହେଲା ଏଅନ, ତାପରେ ଏରା, ତାପରେ ପିରିୟଡ଼, ତାପରେ ଟାଇମ ବା ଏପକରେ ସବୁ ଡିଭାଇଡ କରାଯାଇଛି, ଏଟା ତା ଟାଇମ ପିରିୟଡଟା ଦର୍ଶାଇଛି। ପ୍ରଥମେ ହେଡନ ସବୁ ଲିକ୍ୱିଡ, ତାପରେ ଆର୍କିଆନ୍, ତାପରେ ହେଲା ପ୍ରୋଟେରୋଜୋଇକ, ତାପରେ ହେଲା ଫାନେରୋଜୋଇକ। ଏଇ ଫାନେରୋଜୋଇକ ଷ୍ଟାର୍ଟ ହଉଛି କୋଉଠୁ, କାମ୍ବ୍ରିଆନ ଏଜ ହେଲା, ତା ପୂର୍ବରୁ ଯାହା ବି ତାକୁ ଆମେ ଟୋଟାଲ ପ୍ରି କାମ୍ବ୍ରିଆନ ଏଜ କହିଦଉଛୁ ହେଲା, ପ୍ରି କାମ୍ବ୍ରିଆନ, ତାପରେ ଯାହା ବି କାମ୍ବ୍ରିଆନ ଏଜ ତାକୁ ଆମେ ଡିଟେଲରେ ପଢୁଛେ। ତ ପ୍ରି କାମ୍ବ୍ରିଆନରେ କେତେଟା ମାଉଣ୍ଟେନ ହେଇଛି ତ ସେଇଟା ଦେଖିବା ଆମେ। ତାପରେ ଏ ଟୋଟାଲ ଉପରେ 9ଟା ଏଜ ହେଇଛି ମାଉଣ୍ଟେନ, କଣ ପ୍ରଥମେ କହିଲା କଣ, ଦି ଥ୍ରୀ ମୋଷ୍ଟ ରିସେଣ୍ଟ, ନଅଟାରୁ ତିନିଟା ମୋଷ୍ଟ ରିସେଣ୍ଟ କୋଉଟା, କାଲେଡୋନିଆନ, ହର୍ସିନିଆନ, ଆଲପାଇନ। ଏଠି ଦେଖିବା ଆମେ କାଲେଡୋନିଆନ, ଏଠି ଦେଖନ୍ତୁ କାଲେଡୋନିଆନ, ତାପରେ ଆଉ ଏଇଟା ହଉଛି ଆମର, ଏଇଟା ଯୋଉଟା ଦିଟା ଯାକ ମିଶିକି ଟର୍ସିଆରୀ ପିରିୟଡ କହୁଥିଲେ ଆକୁ, ପାଲିଓଜିନ୍ ନିଓଜିନ୍, ଏଇଟା ହଉଛି ଟର୍ସିଆରୀ ପିରିୟଡ ଆକୁ କହୁଛନ୍ତି। ହିମାଳୟ ଏଇଠି ହେଇଛି ସବୁ ଦେଖନ୍ତୁ, ତାପରେ ଆଣ୍ଡିଜ ଏଠି ଚାଲିଛି, ହିମାଳୟ ପରେ ଆଣ୍ଡିଜ ହେଇଛି ଦେଖନ୍ତୁ ହେଲା। ତାପରେ ଆଉ ଗୋଟେ ମଝିରେ ରହୁଛି ଯୋଉଟା ହର୍ସିଆନ ପିରିୟଡ କହୁଛନ୍ତି, ହର୍ସିଆନ ପିରିୟଡ। ତ ତା ବିଷୟରେ ଟିକେ ମାଇଣ୍ଡଫୁଲି ଏଇଠି ଜିନିଷକୁ ମାଇଣ୍ଡଫୁଲି ଟିକେ ଦେଖିବାର ଅଛି ହେଲା। ତ କ୍ୟାଲସେଡୋନିଆନ ମାଉଣ୍ଟେନ, ସ୍କଟଲ୍ୟାଣ୍ଡ, ସ୍କାଣ୍ଡିନାଭିଆ ଯୋଉଟା ଆମେ ଦେଖିଲେ ସେଟା ସବୁ କ୍ୟାଲସେଡୋନିଆନରେ ଯାଉଛନ୍ତି। ପୁଣି କ୍ୟାଲସେଡୋନିଆନ କଣ୍ଟିନ୍ୟୁ ଚାଲିଛି। ତାପରେ ଆକାଡିଆନ ମାଉଣ୍ଟେନ ଇଷ୍ଟର୍ନ ନର୍ଥ ଆମେରିକା, ଆପ୍ଲାଚିଆନ ବଗେରା ସବୁ ଏଠି ଦେଖିଲେ। ତାପରେ ଆଲେଜିନିଆନ ମାଉଣ୍ଟେନ୍ସ ଇଷ୍ଟର୍ନ ନର୍ଥ ଆମେରିକା, ସେଇ ଇଷ୍ଟର୍ନ ନର୍ଥ ଆମେରିକା ଆକାଡିଆନ ଆଉ ଆଲଗେନିଆନ। ଉରାଲ ମାଉଣ୍ଟେନ ରଷିଆର ଯୋଉଟା, ସେଟା ବି ମିଡିଲ ଏଜ ରେ ଦେଖିଲେ। ତାପରେ ଦିନାରିକ ଆଲ୍ପସ ଏଇଠି ଟ୍ରାଇଆସିକ ପିରିୟଡ ରେ, ଦିନାରିକ ଆଲ୍ପସ, ଡକୁମ ମାଉଣ୍ଟେନ୍ସ, ଆଣ୍ଡିଜ ଆର୍ଲି ଅପଲିଫ୍ଟ, ଆଣ୍ଡିଜ ଟା କୋଉଠି ହେଲା, ଜୁରାସିକ ରେ ହେଇଛି ହେଲା। ତାପରେ ରକି ମାଉଣ୍ଟେନ, ରକିଟା କ୍ରିଟାସିୟସ ନର୍ଥ ଆମେରିକାର ରକିସଟା, ମାଡାଗାସ୍କାର ହାଇଲାଣ୍ଡ ବି ଏଇଠି ହେଇଛି। ହିମାଳୟଟା ଆମର ପାଲିଓଜିନରେ। ଏଇ ସବୁ ୱାଇଜରେ ଆମକୁ ଏଠି ଡିଭାଇଡ କରାହେଇଛି। ପ୍ରି କାମ୍ବ୍ରିଆନ ମାଉଣ୍ଟେନ, ପ୍ରି କାମ୍ବ୍ରିଆନ ପିରିୟଡ ମାନେ 4640 ମିଲିୟନ ରୁ 540, ଆମର କାମ୍ବ୍ରିଆନ ଏଜ ଟା କେବେ, 541 ମିଲିୟନ ଇୟର୍ସ ଏଗୋ, ହଁ କି ନାହିଁ ଦେଖିବ। ଏଇଟା ଦେଖନ୍ତୁ 541 ମିଲିୟନ ଇୟର ଏଗୋରୁ ଷ୍ଟାର୍ଟ ହେଲା ଆମର କଣ, କାମ୍ବ୍ରିଆନ। ତ ଏଠି ତା ପୂର୍ବରୁ 4600 ରୁ ବା ଏଇଠୁ ପୁରା ହେଡେନ ରୁ ଏପର୍ଯ୍ୟନ୍ତ ଯେତେକ ଗଲା ଆମେ ପ୍ରି କାମ୍ବ୍ରିଆନ କହୁଛେ। ଓକେ, ତ ତା ଦେହରେ କିଛିଟା ମାଉଣ୍ଟେନ ବି ହେଇଛି, ସେଇଟା ଇମ୍ପୋର୍ଟାଣ୍ଟ, ଏଇଟା ସବୁବେଳେ ପଡେ ହେଲା। କଣ ସବୁ ଅଛି, ଆର ଏକ୍ସାମ୍ପଲ ଦେଖନ୍ତୁ। ଅପିବିଲ୍ ଡେନୁଡେସନ, ଏବେ ସେ ଏତେ ପୁରୁଣା ହେଲାଣି ଯେ ତାପରେ ଯେତେବେଳେ ଏତେ ଆଇସ ଏଜ, ଓଲ୍ଡ ଏଜ ଏତେ ସବୁ ଦିନ ଗଲାଣି, ସିଏ ସବୁ ଘୋରି ହେଇଗଲାଣି, ଘୋରି ହେଇକିରି ଯାହା ବଢିଛି ତାକୁ ରେସିଡୁଆଲ ମାଉଣ୍ଟେନ କହୁଛନ୍ତି। ଓକେ, ତାର କଣ ଲରେସିଆନ, ଆଲଗୋମାନ ମାଉଣ୍ଟେନ୍ସ, ଏଟା ମନେ ରଖିବେ ଗୋଟେ। ନର୍ଥ ଅଫ ସେଣ୍ଟ ଲରେନ୍ସ ରିଭର ଅଫ ଓଟାୱା ରିଭର, ତ ଏଇଟା ଆମର କାନାଡା ମାନେ ସାଡେ ଅଛି ନର୍ଥ ଆମେରିକାରେ, ତ ସେଇଟା ଆମର ଆରାବଳି ବି ଅଛି। ତ ତାପରେ କାଲେଡୋନିଆନ ମାଉଣ୍ଟେନ ଦେଖନ୍ତୁ, Caledonian Mountains originated due to great mountain building movement the late Silurian and early Devonian period, 430 ରୁ 380 ମିଲିୟନ ଇୟର ଏଗୋ। ଏଠି ଦେଖିବା 480 ରୁ 300, 430 ରୁ 380, 430 ରୁ 380 ମାନେ କେତେ, ପାଖାପାଖି ଆରି ଭିତରେ ହବ ଏଇଟା କାଲେଡୋନିଆନ। ତ ଏଇଟା ମନେ ରଖିବା, ଏଇଟା ହେଲା କାଲେଡୋନିଆନ ପିରିୟଡ। ଏଇଠି କୋଉ ସବୁ ମାଉଣ୍ଟେନ ହେଇଥିଲା, ଏଇଟା ବହୁତ ଇମ୍ପୋର୍ଟାଣ୍ଟ ଦେଖନ୍ତୁ। ଏଠି ଆପ୍ଲାଚିଆନ, ଆମର ଯୋଉ ଇଷ୍ଟ ୟୁଏସଏ ରେ, ଇଷ୍ଟ ୟୁଏସଏ, ଆରାବଳିଜ ୱେଷ୍ଟ ଇଣ୍ଡିଆ,
ଆରାବଳି ଯେଠି ଇମ୍ପୋର୍ଟାଣ୍ଟ ଏଇଟା ମନେ ରଖିବେ। ଦେନ୍ ହେଲା ମହାଦେଓ ଆମର ସେଇ ଇଣ୍ଡିଆର ସେଣ୍ଟ୍ରାଲ ଇଣ୍ଡିଆ ମହାଦେଓ ହିଲ୍ସ, ଏଗୁଡ଼ା ସବୁ ରେସିଡୁଆଲ ମାଉଣ୍ଟେନ୍ ବା କାଲେଡୋନିଆନ ମାଉଣ୍ଟେନରେ ବି ଯାଉଛନ୍ତି। ତ ଆରାବଳି ବି ଗୋଟେ ରେସିଡୁଆଲ ମାଉଣ୍ଟେନ୍। ରେସିଡୁଆଲ ମାନେ ଯେତେ ଗ୍ରେଟର ସେ ପୁରା ଘୋରି ଘାରି ହେଇକି ନଷ୍ଟ ହେଇକି ବସ୍ ଖାଲି ଛୋଟ ମାଉଣ୍ଟ ଭଳିଆ ହେଇକି ଅଛି। ତାପରେ ହର୍ସିନିଆନ ପିରିୟଡ଼ କୋଉଟା? ଅପର କାର୍ବୋନିସିଫେରସ୍ ଟୁ ପର୍ମିଆନ ପିରିୟଡ଼। ୟୁରୋପ ଆପ୍ରୋକ୍ସିମେଟ 340 ରୁ 255 ମିଲିୟନ ଇୟର୍ସ ଏଗୋ। 340 ରୁ 255 ଏଠି ଦେଖିଦବ 340 ରୁ 255 ଆରି ଭିତରେ ହେଇଛି। ତ ଏଇଟା କଣ କହୁଛନ୍ତି? ଏଇଟା କହୁଛନ୍ତି ଆମର ହର୍ସିଆନ ପିରିୟଡ଼, ହର୍ସିନିଆନ ପିରିୟଡ଼। ତ ଏଠି ଇଷ୍ଟର୍ନ ୟୁରୋପର ଯୋଉ ସବୁ ମାଉଣ୍ଟେନ୍ ସେଗୁଡ଼ା ଫର୍ମେସନ୍ ହେଇଗଲା। ଭୋଜେସ୍ ମାଉଣ୍ଟେନ୍, ବ୍ଲାକ୍ ଫରେଷ୍ଟ ଜର୍ମାନୀ, ଆଲଟାଇ ଏଗୁଡ଼ା ସବୁ ଆମେ ପଢିଥିଲେ। ଦେଖନ୍ତୁ ଟିଏନସାନ ମାଉଣ୍ଟେନ୍ ଏଟା ଚାଇନା, ତାପରେ ଉରାଲ ମାଉଣ୍ଟେନ୍ ରଷିଆ, ଏଗୁଡ଼ା ସବୁ ସେତିକି ବେଳେ ହେଇଛନ୍ତି ହେଲା। ତାପରେ ଆଲପାଇନ ମାଉଣ୍ଟେନ୍ ସିଷ୍ଟମ, ଆଲପାଇନ ମାଉଣ୍ଟେନ୍ ସିଷ୍ଟମ ଟର୍ସିଆରୀ ପିରିୟଡ଼ରେ 65 ମିଲିୟନ ଇୟର୍ସ ଟୁ 7 ମିଲିୟନ ଇୟର୍ସ ଏଗୋ। ଦେଖନ୍ତୁ 65 ଟୁ 7 ତାମାନେ ଆରି ଭିତରେ ଓକେ। ଏଇଟା କଣ ଟର୍ସିଆରୀ, କିନ୍ତୁ ଏବେ ଟର୍ସିଆରୀ ପିରିୟଡ଼ ଆଉ ଏ ଯୋଉ ଟର୍ସିଆରୀ ଏଟାକୁ ୟୁଜ କରୁନାହାନ୍ତି। ଏବେ ପାଲିଓଜିନ୍ ନିଓଜିନ୍ ତାକୁ କହୁଛନ୍ତି। ଆଗରୁ ଖାଲି ଟର୍ସିଆରୀ ପିରିୟଡ଼ରେ ଡିଭାଇଡ କରିଦେଉଥିଲେ, ବଟ୍ ଏବେ ତାକୁ ଡିଭାଇଡ କରିଦେଲେ ପାଲିଓଜିନ୍ ନିଓଜିନ୍ କ୍ୱାଟରନାରୀ। ତ ଏଇ ପାଲିଓଜିନ୍ ନିଓଜିନ୍କୁ ମିଶେଇଲେ ଟର୍ସିଆରୀ କହୁଥିଲେ। ଏଇଠି ହିମାଳୟ, ଆଲ୍ପସ୍, କକାସସ୍, ଜାଗ୍ରୋସ୍ ଯୋଉ ଇରାନର ଜାଗ୍ରୋସଟା ଏଇଠି ହେଇଛି। ତାପରେ ପୁଣି ନିଓଜିନ୍ ପିରିୟଡ଼କୁ ଆଣ୍ଡିଜ୍ ଏତକୁ ହେଇକି ଆହୁରି ବଢି ଚାଲିଛି। ତ ଏଇଟା ମନେ ରଖିବେ। ଇଷ୍ଟ ଆଫ୍ରିକାନ ରିଫ୍ଟ ମାଉଣ୍ଟେନ୍ସ, ତ ଏସବୁ ଷ୍ଟାର୍ଟ ହେଲା ସେବେ। ରକିଜ୍ ଇନ୍ ନର୍ଥ ଆମେରିକା, ରକିଜ୍ ହେଇଛି। ତ ଯଦି ପଢିବ ୟଙ୍ଗ ଫୋଲ୍ଡ ମାଉଣ୍ଟେନ୍ସ, ଏଗୁରା ସବୁ ୟଙ୍ଗ ଫୋଲ୍ଡ ମାଉଣ୍ଟେନ୍ସ। ସେଇଟା କଣ ଆମେ ଦେଖିବା, ବଟ୍ ତାର ଏଜଟା ଦେଖନ୍ତୁ। ଆଲପାଇନ, ଆଟଲାସ ମାଉଣ୍ଟେନ୍, ହିମାଳୟାଜ, ପାମିର ନଟ୍ ଲାଇକ୍ ପୋଣ୍ଟେକ୍, ତାରୋସ୍, ଏଲବ୍ରୋସ୍, ଜାଗ୍ରୋସ୍, କୁଲନୁନ୍, ଏଗୁରା ସବୁ ଆଲପାଇନ ମାଉଣ୍ଟେନ୍ ସିଷ୍ଟମର ପାର୍ଟ ଓକେ। ସେଇଟା ଗଲେ ବେସ୍ଡ ଅନ୍ ଅରିଜିନ୍, ଅରିଜିନକୁ ନେଇକି ଦେଖନ୍ତୁ ଅରିଜିନାଲ ଅର ଟେକ୍ଟୋନିକ ମୁଭମେଣ୍ଟ। ଦେଖନ୍ତୁ ଟେକ୍ଟୋନିକ ମୁଭମେଣ୍ଟ ଯୋଉ ଏଇଟା ଆଡକୁ ଯାଉଛି, ଏଇଟା ଆଡକୁ ଯାଉଛି, ଏଠି ଯୋଉ ମାଉଣ୍ଟେନ୍ ହବ ଏଇଟା କୁହନ୍ତି ଅରିଜିନାଲ ମାଉଣ୍ଟେନ୍ସ ଓକେ। ଏଟା ମନେ ରଖିବେ। ତ ଅରିଜିନାଲ ମାଉଣ୍ଟେନ୍ କାଟାଗୋରାଇଜ୍ ଇନଟୁ, ଦେଖ ଗୋଟେ ହେଲା ଫୋଲ୍ଡ ମାଉଣ୍ଟେନ୍, ହିମାଳୟ, ରକିଜ୍, ଆଣ୍ଡିଜ୍ ଓକେ। ଏବଂ ବ୍ଲକ୍ ମାଉଣ୍ଟେନ୍, ବ୍ଲକ୍ ମାଉଣ୍ଟେନ୍ କଣ ମୁଁ ଯେମିତି କହିଲି କି ଏଇଟା ଧର ଗୋଟେ ପ୍ଲେଟ୍ ହେଲା, ଏଠି ଗୋଟେ ପ୍ଲେଟ୍ ଏଠି ଥିଲା, ପଛକୁ ପଳେଇଯାଉ, ଏଠି ଗୋଟେ ପ୍ଲେଟ୍, ଏଇଠି ତିନିଟା ପ୍ଲେଟ୍ ଏମିତି ଆରେଞ୍ଜ ହେଇକି ଥିଲେ, ଏମିତି ଆରେଞ୍ଜ ହେଇକି ଥିଲେ ଓକେ। ଏମିତି ଥିଲେ, ଏଇ ପ୍ଲେଟ୍ଟା ତଳକୁ ପଳେଇଲା, ଇଏ ଯୋଉଠି ଅଛନ୍ତି ସେଇଠି ଅଛନ୍ତି। ତ ଇଏ ଗୋଟେ ପ୍ରକାର ମାଉଣ୍ଟେନ୍ ସିଷ୍ଟମ ହେଇଗଲା। ଏଠି ମଝିରେ ଭାଲି ହେଇଗଲା। ତ ଏଇଟା କହୁଛନ୍ତି କଣ ବ୍ଲକ୍ ମାଉଣ୍ଟେନ୍ ହେଲା। ଆଉ ଫୋଲ୍ଡ ମାଉଣ୍ଟେନ୍ ତ ଜାଣିଲେ, ଏକ୍ସାମ୍ପଲରେ ଆର ସବୁବେଳେ ପଡେ ହେଲା। ଆଣ୍ଡିଜ୍, ରକିଜ୍, ହିମାଳୟ ଏଗୁରା ଦେଖିଲେ କଣ ବ୍ଲକ୍ ମାଉଣ୍ଟେନ୍। କିନ୍ତୁ ଭୋଜେସ୍ ଫ୍ରାନ୍ସରେ, ବ୍ଲାକ୍ ଫରେଷ୍ଟ ଜର୍ମାନୀରେ, ବିନ୍ଧ୍ୟ ଏଇଟା ଇମ୍ପୋର୍ଟାଣ୍ଟ। ଆମ ବିନ୍ଧ୍ୟ ଏଟା ହଉଛି, ଆଉ ସତପୁରାଟା ହଉଛି ହଉଛି ବ୍ଲକ୍ ମାଉଣ୍ଟେନ୍। ଆମେ ଦେଖିଲେ ମହାଦେଓଟା ହଉଛି ରେସିଡୁଆଲ ମାଉଣ୍ଟେନ୍, ଆରାବଳି ରେସିଡୁଆଲ ମାଉଣ୍ଟେନ୍, ବିନ୍ଧ୍ୟ ସତପୁରା ବ୍ଲକ୍ ମାଉଣ୍ଟେନ୍। ତାପରେ ଭୋଲକାନିକ ଅରିଜିନ୍ କୋଉଟା? କାସ୍କେଡ୍ ରେଞ୍ଜ ଇନ୍ ୟୁଏସଏ, ମାଉଣ୍ଟ ଆକାନଗୁଆ, ମାଉଣ୍ଟ କେନିଆ, ମାଉଣ୍ଟ କିଲିମଞ୍ଜାରୋ, ମାଉଣ୍ଟ ମୋନାକି, ମାଉଣ୍ଟ ଫୁଜିୟାମା, ଏଗୁରା ସବୁ ହଉଛନ୍ତି ଆମର କଣ ଭୋଲକାନୋ ମାଉଣ୍ଟେନ୍ସ। ତାପରେ ସର୍କ୍ୟୁମ୍ ଏରୋଜନାଲ और रेलिक्ट और रेसिडुअल माउंटेन, ଏଟା ଗୋଟେ ପ୍ରକାର ଭେଦ ସେମିତି ଖାସ କରି ନାହିଁ, ବଟ୍ ସେ ୟଙ୍ଗ ଫୋଲ୍ଡ ମାଉଣ୍ଟେନ୍ କିଛି ଗୁରା ଯେକୌଣସି ମାଉଣ୍ଟେନ୍ ବହୁତ ପୁରୁଣା ଆଉ ସେଟା ଘୋରି ହେଇକି ବଳିଛି, ତାକୁ ଗୋଟେ ଏମିତି କହିଦଉଛନ୍ତି। ଆରାବଳିଜ୍, ଉରାଲ ରଷିଆର, ଏଗୁରା ମନେ ରଖିବେ। ତାପରେ ଆମେ ମହାଦେଓ ଦେଖିଲେ, ମହାଦେଓ। ତାପରେ ସେଗୁରା ବହୁତ ଗୁଡେ ଡିସେକ୍ଟ ହେଇକି ପ୍ଲେଟ୍ୟୁ ହେଇଯାଇଥିବେ। ତ ଆମର ଡେକାନ ପ୍ଲେଟ୍ୟୁ ବି ସେଇଭଳିଆ ଏରୋଜନାଲ ରେସିଡୁଆଲ ମାଉଣ୍ଟେନ୍ ସେ ଗୋଟେ। ଆଉ ହାଇଲ୍ୟାଣ୍ଡସ୍ ଅଫ୍ ସ୍କଟଲ୍ୟାଣ୍ଡ, ସ୍କାଣ୍ଡିନେଭିଆ ଡେନୁଟେସନ ହେଇକିରି ସେ ପ୍ଲେଟ୍ୟୁ ଭଳିଆ ହେଇକି ଅଛନ୍ତି। ତ ଏଟାକୁ ମନେ ରଖିବେ ଓକେ। ଲୋକେସନ ୱାଇଜ କଣ୍ଟିନେଣ୍ଟାଲ, କୋଷ୍ଟାଲ, ଏଗୁରା ତ ଆପଣ ଇମେଜରୁ ଦେଖିକି କହିଦେବେ। ରକିଜ୍, ଆପାଚିଆନ୍, ଆଲପାଇନ୍, ୱେଷ୍ଟର୍ନ ଇଷ୍ଟର୍ନ, କୋଷ୍ଟାଲ। ଇନଲ୍ୟାଣ୍ଡର କେତେଟା ମନେ ରଖିବାର ଅଛି? ଭୋଜେସ୍ ୟୁରୋପର, ବ୍ଲାକ୍ ଫରେଷ୍ଟ, କୁନଲୁନ୍, ଟେନସାଇ, ଆଲଟାଇ, ଉରାଲସ୍, ଆରାବଳିଜ୍, ହିମାଳୟ, ସତପୁରା, ମୈକାଲ ରେଞ୍ଜ, ଏଟା ସବୁ ଇନଲ୍ୟାଣ୍ଡ। ଓସେନିକରେ ଏଇଟା କିଛିଟା ଇମ୍ପୋର୍ଟାଣ୍ଟ, ଏଇଟା ମନେ ରଖନ୍ତୁ। ଲାଇକ୍ ମୌନାକି ଆଉ ଡରମାଟ, ଏଇଟା ମନେ ରଖିବେ। ମୌନାକିଟା ସବୁଠୁ ୱାର୍ଲଡର ହାଏଷ୍ଟ ମାଉଣ୍ଟେନ୍ ହବ ଯଦି ଏଇଟା ପୁରା ସମୁଦ୍ର ତଳୁ ଗଡିଆ ଉପରେ ଯାଏ। ଆମକୁ ଦେଖାଯାଉଛି ମାତ୍ର 4000 ମିଟର, କିନ୍ତୁ ତଳେ ଆହୁରି 5000 ମିଟର ଅଛି। ମିଶିଲେ 9140 କିଲୋମିଟର ହବ, 9140 ମିଟର ହବ। ତାପରେ ହାୱାଇ ହଟସ୍ପଟ, ଦିଜ୍ ଆର୍ ଅଲ୍ ଭୋଲକାନିକ। ସେମିତି ଫୋଲ୍ଡ ମାଉଣ୍ଟେନ୍, ଫୋଲ୍ଡ ମାଉଣ୍ଟେନ୍ କହିଲେ କଣ ବୁଝିବା? ଏଇଟା ଦେଖେଇଲା ପୁରା ଫୋଲ୍ଡ ବିଷୟରେ ଟିକେ ଜାଣିବା। ଟିକେ ଟେକ୍ନିକାଲିଟିଜ ରହିବ, ବଟ୍ ଏଇଟା ବହୁତ ଇମ୍ପୋର୍ଟାଣ୍ଟ ପଡିବ। ଦେଖନ୍ତୁ ଏଇଠି ଏଠୁ ଆମର ଫୋର୍ସ ପଡୁଛି, ଏଠି ଫୋର୍ସ ପଡୁଛି, ତ ଇଏ ଧୀରେ ଧୀରେ କଣ ହେଲା ଫୋଲ୍ଡ ହେଲା। ଫୋଲ୍ଡ ଏଇଟା ବଢି ବଢିକା ଯିବ, ଆହୁରି ପାଖକୁ ଆଣିବେ। ଇଏ କଣ ହବ? ଏଇଟା ଦେଖନ୍ତୁ ପୁରା ସିମେଟ୍ରି। ଏଇଠି ଯଦି ଆମେ ଡିଭାଇଡ କରିବା, ଡିଭାଇଡ କଲେ ପୁରା ସିମେଟ୍ରି ଅଛି। ଏଇଟାକୁ କଲେ ପୁରା ସିମେଟ୍ରି ଓକେ। ତ ଏଇଟା ଯେମିତି ଏଇଟା ସେମିତି। ତ ଏଇଠି କହୁଥିଲେ ଆଣ୍ଟିକ୍ଲାଇନ, ଏଇଟା ସିନକ୍ଲାଇନ। ଏଇଟା ଯୋଉ ଉପରକୁ ଉଠିଛି ଆଣ୍ଟି, ତଳକୁ ହେଲା ସିନକ୍ଲାଇନ ହେଲା। ଏଇଟା ଗଲା, ଏଇଟା ହଉଛି ସିମେଟ୍ରିକ ଫୋଲ୍ଡ। କାହିଁକି ନା ଏପଟୁ ଯେମିତି ଇକ୍ୱାଲ ଟୁ ଏପଟ, ଏଇଟା ଇକ୍ୱାଲ ଟୁ ଏପଟଟା। ତ ଏଇଟା ସିମେଟ୍ରିକ ଅଛି, ମାନେ ଦି ପଟରୁ ଇକ୍ୱାଲ। ଆସିମେଟ୍ରିକାଲି କାହିଁକି ଦେଖନ୍ତୁ, ଆଉ ଟିକେ ଆଠୁ ଯେତେବେଳେ ବଢିଲା ଫୋର୍ସ, ଏପଟଟା ଆଙ୍ଗେଲ ଅଧିକା ହେଲାରୁ ଏପଟଟା ଷ୍ଟିପ୍ ଅଛି, ଏଇ ଆଙ୍ଗେଲଟା ଏମିତି ହେଲାରୁ ଏଇଟା ଏମିତି ଅଛି। ତ ଏଇଟା ଟିକେ ଆସିମେଟ୍ରି ଆସିଲା ହେଲା।
ଓଭରଫୋଲ୍ଡ ମାନେ ଏଇ ଯୋଉ ଆଙ୍ଗେଲଟା ଦେଖନ୍ତୁ ଆଡକୁ ଆସିଲାନି, ତା ମାନେ ଏଇଟା ଆଡକୁ ପଡି ଆସିଲାନି, ଆଙ୍ଗେଲଟା ଏମିତି ଆସିଲାନି ହେଲା, ଏମିତି ନ ହେଇକି ଏମିତି ଆସିଲାନି, ତ ସେଥିପାଇଁ ଏଇଟା ଓଭରଫୋଲ୍ଡ କହୁଛନ୍ତି, ସେଇଟା ବୁଝିଲେ। ରିକ୍ୟୁମ୍ବେଣ୍ଟ ଫୋଲ୍ଡ କଣ ନା ଏଇଟା ଟୋଟାଲି ଏଇଟା ପାରାଲାଲ ହେଇଗଲାନି, ଏଇଟା ଆକୁ ପାରାଲାଲ ହେଇଯିବା କହନ୍ତି ରିକ୍ୟୁମ୍ବେଣ୍ଟ ଫୋଲ୍ଡ, ଏଠୁ ଆଉ ଗୋଟେ ଫୋଲ୍ଡ ଏବେ ଷ୍ଟାର୍ଟ ହେବ, ଏଇଟା କୁହନ୍ତି ରିକ୍ୟୁମ୍ବେଣ୍ଟ ଫୋଲ୍ଡ। ତାମାନେ ଏଇ ମାଟି ଯାହା ଥିଲା ଏବେ ଏଇ ମାଟି ସେଠି ରହିଯିବ ତା ଉପରେ, ଏଇଟା ଗଲା। ତାପରେ ଏଇଟା କୁହନ୍ତୁ ଫୋଲ୍ଡ ମାଉଣ୍ଟେନ, କାହିଁକି ନା ଦିଟା ଆଡକୁ କମ୍ପ୍ରେସନ ଯୋଗୁ ହଉଛି, କମ୍ପ୍ରେସନ, ଏଇଟା ବୁଝିଲେ। ଦେୟାର ଲଫ୍ଟିଏଷ୍ଟ ମାଉଣ୍ଟେନ, ସବୁଠୁ ଉପରକୁ ଉଠିକି ଅଧିକା ହାଇଟ୍ ହେଲା, ସେଇଟା କୁହନ୍ତି ଲଫ୍ଟିଏଷ୍ଟ। ଆଉ ଜିଓ ସିନକ୍ଲାଇନ ଏଇଟା ସବୁ, ଏଇ ଯୋଉ ଲେୟାର ସବୁ କୁହନ୍ତି ଜିଓ ସିନକ୍ଲାଇନ। ଜିଓ ସିନକ୍ଲାଇନ ଲାର୍ଜ ଡିପ୍ରେସନ ଅଫ ଆସ୍କସ୍ କଣ୍ଟିନ୍ୟୁ ଭେରି ଥିକ୍ ଏଥିସ୍ ଜିଓ ସିନକ୍ଲାଇନ, ମାନେ କଣ, ଯେତେବେଳେ ମନେକର ଏଇଠି ଥିଲା ୟୁରେସିଆନ ହେଲା, ୟୁରେସିଆନ ଇଣ୍ଡିଆନ ପ୍ଲେଟୁଟା ଗଲା ଯାଇକିରି ଆମର ବାଡେଇ ହେଲା ଏଠି, କିନ୍ତୁ ବାଡେଇ ହେବା ପୂର୍ବରୁ ଏଠି କଣ, ଏଠି ଗୋଟେ ଖାଲ ଭଳିଆ ହେଇକି ଥିଲା ହେଲା, ଏଇଟା କୁହନ୍ତି ଜିଓ ସିନକ୍ଲାଇନ। ଯାଇକି ବାଡେଇ ହେଲା ପରେ ତାପରେ ଆମର ଏମିତି ଫର୍ମେସନ ହେଇଯାଇଛି, ଏଇଟା ୟୁରେସିଆ, ଏଇଟା ଇଣ୍ଡିଆ, ଏଇଟା ପାମିର ନଟ, ଏଇ ଯୋଉ ଜିଓ ସିନକ୍ଲାଇନଟା ଲାଷ୍ଟକୁ ଚାପି ହେଇକି ଲାଷ୍ଟକୁ ହିମାଳୟ ହେଇଯାଇଛି ହେଲା। ସେଥିପାଇଁ ଏଠି ମେରାଇନ ସେଡିମେଣ୍ଟ ପାଆନ୍ତି, ମେରାଇନ ଯୋଉ ମାଛର ଫସିଲ ଫସିଲ ସବୁ ହିମାଳୟରେ ମିଳେ, ତ ସେଇଟା କୁହନ୍ତି ଜିଓ ସିନକ୍ଲାଇନ। ତାପରେ ଫୋଲ୍ଡ ଇନ୍ ଜିଓଲୋଜି ଆମର ଗୋଟେ ସବଜେକ୍ଟ, ଟେକ୍ନିକାଲ ସବଜେକ୍ଟ। ତ ଜିଓଲୋଜିରେ କଣ ଫୋଲ୍ଡ କୁ କଣ କହନ୍ତି, ଫୋଲ୍ଡ ଇଜ ଆନ୍ ଅଣ୍ଡୁଲେଟିଂ ମାନେ ଯୋଉଟା ଆମେ ଏମିତି ଦେଖିଲେ ହେଇଥାନ୍ତେ ଅଣ୍ଡୁଲେଟିଂ, ଆମେ ଦେଖିଲେ ଏଇଟା ହଉଛି ଆଣ୍ଟିକ୍ଲାଇନ, ଏଇଟା ହଉଛି ସିନକ୍ଲାଇନ, ତାପରେ ଦେଖିଲେ ଆସିମେଟ୍ରିକ ଫୋଲ୍ଡ, ତାପରେ ହେଲା ଏଇଟା ହେଲା କଣ ଓଭରଫୋଲ୍ଡ, ତାପରେ ଏଇଟା ଯଦି ହେଇଯାଉଛି ଏମିତି ଏଇଟା ହଉଛି ରିକ୍ୟୁମ୍ବେଣ୍ଟ ଫୋଲ୍ଡ। ତ ଅଣ୍ଡୁଲେଟିଂ ଷ୍ଟ୍ରକ୍ଚର ୱେଭ ଲାଇକ କୁ କହନ୍ତି ଅଣ୍ଡୁଲେଟିଂ ଷ୍ଟ୍ରକ୍ଚର। ତାପରେ ମଲ୍ଟିପୁଲ ଷ୍ଟ୍ରାଟା, ରକ୍ ଲେୟର୍ସ, ଏଗୁରା ଦେଖନ୍ତୁ, ଏଗୁରା ଗୋଟେ ଲେୟାର, ଷ୍ଟ୍ରାଟା ମାନେ ଟେକ୍ନିକାଲି ହଉଛି ଲେୟାର, ଏଇଠି ଦେଖିବା ଇଏ ଗୋଟେ ଲେୟାର, 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 ତାପରେ ଏବେ ଯଦି ରିକ୍ୟୁମେଣ୍ଟ ହେଇଗଲା ସେମ ଏଠି ଯେମିତି ଥିଲି ଏଠି ସେମିତି ତା ଉପରେ କଣ୍ଟିନ୍ୟୁ ହବ, ତ ଏଗୁଡା ସବୁ କହୁଛନ୍ତି କଣ ଷ୍ଟ୍ରାଟା, ଓକେ। ତ ମଲ୍ଟିପୁଲ ଷ୍ଟ୍ରାଟା କହୁଛନ୍ତି, ତାପରେ ଅପୱାର୍ଡ କନଭେକ୍ସ କହୁଛନ୍ତି ଆଣ୍ଟିକ୍ଲାଇନ, ସିନକ୍ଲାଇନ, ଏଗୁରା ସବୁ ଗଲା। ଟାଇପ୍ସ ଅଫ ଫୋଲ୍ଡ, ଏଇଟା ଇମ୍ପୋର୍ଟାଣ୍ଟ, ଏଇଟା ମନେ ରଖିବ, ମୁଁ କହିଦେଲି ସିମେଟ୍ରିକ ଫୋଲ୍ଡ, ସିମେଟ୍ରିକ ଫୋଲ୍ଡ ମାନେ ଏମିତି, ଏ ଫୋଲ୍ଡଟା ପୁରା ଇକ୍ୱାଲ, ଏଇଟା ଇକ୍ୱାଲ ଟୁ ଏଇଟା। ଆସିମେଟ୍ରିକ ଫୋଲ୍ଡ ମାନେ ଏମିତି ଧର ହେଇଛି, ଏଇଠି ଫୋଲ୍ଡଟା ଏମିତି ହଉଛି, ତ ଏଇଟା ନଟ୍ ଇକ୍ୱାଲ ଟୁ ଏଇଟା, ତ ଏଇଟା ଆସିମେଟ୍ରିକ ଫୋଲ୍ଡ। ଆଇସୋକ୍ଲିନାଲ ଫୋଲ୍ଡ, ଏଇଟା କଣ, limbs are approximate parallel to the axial plane, limbs are approximate parallel to axial plane କୁ ଯଦି parallel ତ ଆଇସୋକ୍ଲିନାଲ, ଏଇଟା ଆମ ଦରକାର ନାହିଁ। ଓଭରଟର୍ନ ଫ୍ଲୋନ୍ ମୁଁ କହିଲି, ରିକ୍ୟୁମ୍ବେଣ୍ଟ ଫ୍ଲୋନ୍ ଏସେନ୍ସିଆଲି ହରାଇଜଣ୍ଟାଲ ଆକ୍ସିସ୍ ପ୍ଲେନ୍, ମାନେ ଏମିତି ଯଦି ଫୋଲ୍ଡ ହେଇଯାଇଛି ଫୋର୍ସ ପଡିକିରି, ତ ଏଇଟା ହଉଛି କଣ ରିକ୍ୟୁମ୍ବେଣ୍ଟ ଫୋଲ୍ଡ। ତ କ୍ଲାସିଫିକେସନ ଫୋଲ୍ଡ ମାଉଣ୍ଟେନ ବହୁତ ଯଦି ଆଗୁଆ ହେଇଛି ଆର୍କିଆନ ଏଜ୍, କାଲସେଡୋନିୟନ, ସେଟା ହଉଛି ବହୁତ ଓଲ୍ଡ ଏଜ୍ ତାକୁ କହୁଛନ୍ତି, ତ ସେଇଟା ଆମେ କ୍ଲିୟର କଟ୍ ଏବେ କହିଦେଇ ପାରିବେ। ଓଲ୍ଡ ଏଜ୍ ଫୋଲ୍ଡ ମାଉଣ୍ଟେନ କିଏ, ମାନେ ମୋର ଦେନ 500 ବିଲିୟନ ଇୟର ଓଲ୍ଡ ହେଲେ ତାକୁ ଫୋଲ୍ଡ ମାଉଣ୍ଟେନ କହନ୍ତି। ସେଟା ଡେନ୍ୟୁଡେସନ, ଡ୍ୟୁ ଟୁ ଡେନ୍ୟୁଡେସନ, ଆପ୍ଲାଚିଆନଟା ନର୍ଥ ଆମେରିକାରେ ଆମେ ଏମିତି ଦେଖିଲେ, ନର୍ଥ ଆମେରିକା, ଏଇଟା ନର୍ଥ ଆମେରିକା ହେଲେ ଏଇଠି ହେଲା ଆପ୍ଲାଚିଆନ, ଏଇଠି ହେଲା ରକିଜ, ଏଇଠି ହେଲା କୋଷ୍ଟାଲ, ଦେଖିଲେ ଏଇଟା ହଉଛି ରକିଜ, ଆପ୍ଲାଚିଆନଟା ହଉଛି ଭେରି ଓଲ୍ଡ ମାଉଣ୍ଟେନ ହେଲା। ଦେର ଆଉ ସେଇଟା ଆଗରୁ ସେ ଭୋଲକାନିଜିମ ବେଳେ କ୍ରଷ୍ଟ ଯେତେବେଳେ ମୁଭମେଣ୍ଟ ଷ୍ଟାର୍ଟ ହଉଥିଲେ ସେତେବେଳେ ଫର୍ମେସନ ହେଇଯାଇଛି। କିନ୍ତୁ ଏବେ ଯୋଉଠି ରିସେଣ୍ଟ ଯୋଉଠି ସବୁ ଫୋଲ୍ଡ ଅଛି, ମାନେ କଣ୍ଟିନେଣ୍ଟାଲ ଇଏ ଚାଲିଛି, ଯେମିତି ଇଣ୍ଡିଆ ବାଡେଇ ହଉଛି, ଏଠି ସାଉଥ ଆମେରିକାରେ ଏଠି ବାଡେଇ ହଉଛି, ତ ଏଠି ଆଣ୍ଡିଜ ଫର୍ମେସନ ହେଇଛି, ଏ ସବୁ ରିସେଣ୍ଟ, ତ ସିଏ ୟଙ୍ଗ ଫୋଲ୍ଡ ମାଉଣ୍ଟେନ ହେଲା। ଭେରି ଓଲ୍ଡ ଯେ 500 ରୁ ଅଧିକ, ଏଇଟା ମନେ ରଖିବେ ପୁରା, ଏଇଟା ହେଲା ଆପ୍ଲାଚିଆନ ଆଉ ଉରାଲ, ରଷିଆର ମଝିରେ ଯୋଉଟା ଅଛି ଉରାଲ ହେଲା। ଓଲ୍ଡ ଫୋଲ୍ଡ ମାଉଣ୍ଟେନ କୋଉଟା, କାଲେଡୋନିଆନ ଆଉ ହର୍ସିଆନ, ଏଇଟା ମନେ ରଖିବେ, ଏଇଥିରେ ଆରାବଳି ଆସୁଛି, ତାଠୁ ଅଧିକା ପୁରୁଣା ଆପ୍ଲାଚିଆନ ଉରାଲ ହେଲା। ଏଇଥିରେ ଆସିବ ଆମର, ଏଇଟା ବିଫୋର ଟର୍ସିଆରୀ ପିରିୟଡରୁ ଏଇଟା ଆସୁଛି। ଆଉ ଏଗୁରା କିଏ ସବୁ, ଆର ଏକ୍ସାମ୍ପଲ ହିଁ ପଡେ, ଆରାବଳି ହଉଛି ଆମର ଇଣ୍ଡିଆସ୍ ଓଲ୍ଡେଷ୍ଟ ଫୋଲ୍ଡ ମାଉଣ୍ଟେନ ସିଷ୍ଟମ, ଏଗୁରା ସବୁ ଫୋଲ୍ଡ ମାଉଣ୍ଟେନ ବୋଲି ମନେ ରଖିବେ। ପୋଷ୍ଟ ପ୍ରି କାମ୍ବ୍ରିଆନ ଇଭେଣ୍ଟ କଲ୍ଡ ଆରାବଳି ଡେଲି ଓରୋଜେନି, ତାକୁ କହୁଛନ୍ତି ଓରୋଜେନି, ମାନେ ଏଇ ଅପଲିଫ୍ଟ ହବା, ସେଗୁରା କହୁଛନ୍ତି। ତ ସିଏ ଗଲା ଆଲପାଇନ ଅର ୟଙ୍ଗ ଫୋଲ୍ଡ ମାଉଣ୍ଟେନ, ଆଲପାଇନ ମାନେ କଣ, ୟଙ୍ଗ ଫୋଲ୍ଡ ମାଉଣ୍ଟେନ, ଏଗୁରା ଏବେ ଦୁନିଆରେ ସବୁଠୁ ଅଧିକ ଆଉ ହାଏଷ୍ଟରେ ଏଇଟା ହିଁ ଅଛନ୍ତି। ଟର୍ସିଆରୀ ପରେ 66 ରୁ ଦେଖିଲେ, ଏବେ ଯୋଉ ପାଲିଓଜିନ ନିଓଜିନ ବାଲା ପିରିୟଡ ବାଲା ଦେଖିଲେ, ଏକ୍ସାମ୍ପଲ ହେଲା ରକିଜ, ଆଣ୍ଡିଜ, ଆଲ୍ପସ, ହିମାଳୟାଜ, ରଗଡ ରିଲିଫ। ରଗଡ ମାନେ କଣ, ଏଇ ଯୋଉ ମନ ଇଚ୍ଛା ଏମିତି ହେଲା ରଗଡ। ଆଉ କିନ୍ତୁ ଏଇଟା ଯେତେବେଳେ ରେସିଡୁଆଲ ଗୁରା ସବୁ ଏମିତି ହେଇଯାଇଥିବେ, ଏମିତି ହେଇଯାଇଥିବେ, ସବୁ ଘୋରି ହେଇଗଲାଣି ସବୁ ହେଲା, ଆଉ ବେଶୀ ହାଇଟ୍ ନଥିବ ତାଙ୍କର, କିନ୍ତୁ ଏଗୁରା ଦେଖନ୍ତୁ ପୁରା ମାନେ ସାର୍ପ ଏଜେସ୍ ହେଲା, ସେଗୁରା କହୁଛନ୍ତି ସେଥିପାଇଁ ଆଲପାଇନ ଅର ୟଙ୍ଗ ଫୋଲ୍ଡ ମାଉଣ୍ଟେନ। ତାର ଏକ୍ସାମ୍ପଲ ଗୁରା ସବୁ ମନେ ରଖିଲେ ହେଲା। ତ on the basis of nature of fold simple fold mountain ରେ well developed system of syncline and decline, ମାନେ ପୁରା ଏମିତି ଏମିତି ଏଥିରେ ସେଟା simple fold mountain। ଆଉ କମ୍ପ୍ଲେକ୍ସ ଫୋଲ୍ଡ ମାନେ ରିକମ୍ବେଣ୍ଟ ହେଇଯାଇଥିବେ, କମ୍ପ୍ରେସ ହେଇଯାଇଥିବ, ମନ ଇଚ୍ଛା ଏମିତି ହେଇଯାଇଥିବ, ଏମିତି ହେଇଯାଇଥିବ, କିଛି ବି ହେଲେ ସେଗୁରା କହୁଛନ୍ତି
डिटाच्ड फोल्ड को कहते नापे। डिटाच्ड फोल्ड कौन ना मन कर यहाँ गोटे आंटिक्लाइन होकर यहाँ एमती डिटाच होता आउ गोटे आंटिक्लाइन सिंक्लाइन एमती अच्छा यहाँ ऊपर पड़ी भांगी गलानी ये तो यहाँ कहते नापे। तो यहाँ मन न रही भी यहाँ मन रखी दिंतु नापे को गोटे फोल्ड माउंटेन पार्ट बोली ओके खाली मन रख नापे। तो ये नाप नौ माने ऊपर यहाँ नाप नौ नापे डिटाच्ड फोल्ड को कहते नापे। এটা রইলা এটা ଟିକେ ইমেজটা ଟିକେ ଦେଖି ଦିଅନ୍ତୁ ହେଲା ସର୍ଚ୍ଚ କରିକି ଜାଣିପାରିବେ। କ୍ୟାରେକ୍ଟରିଷ୍ଟିକ ସେଡିମେଣ୍ଟାରୀ ରକ୍ ଏଟା ହେଇଥିବ ୟଙ୍ଗେଷ୍ଟ ଗୋଲ୍ଡ ମାଉଣ୍ଟେନ ଗ୍ରେଟ୍ ଲେନ୍ଥ ଗ୍ରାନାଇଟ୍ ଇଣ୍ଟ୍ରୁଜନ୍ସ ହେଇଥିବ ଏ ରିକରେଣ୍ଟ ସେସ୍ମିସିଟି ମାନେ ଆର୍ଥକ୍ୱାକ୍ ପ୍ରାୟ ହଉଥିବ କାରଣ ସେ କଣ୍ଟିନ୍ୟୁ ଗ୍ରୋ ହଉଛି ତା ମାନେ ସେଥିପାଇଁ ସେଟା କହୁଛନ୍ତି ରିକରେଣ୍ଟ ଆଉ ଏଟା ସବୁ ଗଲା ରିଚ୍ ମିନେରାଲ ରିସୋର୍ସେସ୍ ସେଥିପାଇଁ ଆମର ହିମାଳୟ ମିନେରାଲ ରିସୋର୍ସ ଅଧିକା ଥାଏ ଟିନ୍ କପର ଗୋଲ୍ଡ ଅଧିକା ଥାଏ। ତ ଏଇଟା ଗଲା ତାପରେ ବ୍ଲକ୍ ମାଉଣ୍ଟେନ ଅର୍ ଫଲ୍ଟ ବ୍ଲକ୍ ମାଉଣ୍ଟେନ ଏଇଟା ମାନେ ଫୋଲ୍ଡ ଆଉ ଫଲ୍ଟ ସେଇଟାକୁ ଟେକ୍ନିକାଲ ଡିଫରେନ୍ସଟା ଜାଣିବେ। ଏଇଟା ଏଇଟା ହେଲା ଗୋଟେ ପ୍ଲେଟ୍ ଥିଲା ଏଇଟା ସଡନଲି ଗୋଟେ ତଳକୁ ପଳେଇଲା ଏଇଟା ଯୋଉଟା ଅଛି ସେଇଟା ସେଥିପାଇଁ ଏଇଟା ହଉଛି କଣ ଗ୍ରାବେନ୍ ଏଇଟା କଣ ହୋର୍ଷ୍ଟ ଏଇଟା ମନେ ରଖିବେ ହୋର୍ଷ୍ଟ ଅର୍ ଗ୍ରାବେନ୍ ହେଲା। ରିଫ୍ଟ ଭ୍ୟାଲି ସେମିତି ଯଦି ଆଡକୁ ଆଡକୁ ଯାଉଛି ଏଇଟା ଆଡକୁ ଟାଣୁଛି ଏଇଟା ଆଡକୁ ଟାଣୁଛି ମଝିରେ ଗୋଟେ ତଳକୁ ପଳେଇଲା ଏଇଟା ଅପଲିଫ୍ଟ ହେଇଗଲା କି କଣ ତଳକୁ ଯୋଉଟା ଗ୍ରାବେନ୍ କହୁଛନ୍ତି ଉପରଟା ହୋର୍ଷ୍ଟ କହିଲା କିନ୍ତୁ ଏ ଦିଟା ଅଲଗା ହବା ଯୋଗୁ ଯଦି ମଝିରେ ଯୋଉଟା ଏମିତି ଫାଟ ଭଳିଆ ସୃଷ୍ଟି ହେଲା ସେଟା କହନ୍ତି ରିଫ୍ଟ ଭ୍ୟାଲି। ରିଫ୍ଟ ଭ୍ୟାଲିରେ ନଈ ଯଦି ଫ୍ଲୋ ହେଲା ତାକୁ କୁହନ୍ତି ରିଫ୍ଟ ଭ୍ୟାଲିରେ ରିଭର ନର୍ମଦା ହଉଛି ତାର ଇମ୍ପୋର୍ଟାଣ୍ଟ ଏକ୍ସାମ୍ପଲ ନର୍ମଦା ଓକେ। ତ ସେଇଟା ଗଲା ବ୍ଲକ୍ ମାଉଣ୍ଟେନ୍ସ ଆର୍ କ୍ରିଏଟେଡ୍ ଡ୍ୟୁ ଟୁ ଫଲ୍ଟିଂ ଅନ୍ ଏ ଲାର୍ଜ ସ୍କେଲ୍ ହେଲା ବ୍ରୋକେନ୍ ଫଲ୍ଟିଂ ମାନେ କଣ ଯଦି ଗୋଟେ ପ୍ଲେଟ୍ ମଝିରୁ ଭାଙ୍ଗିଗଲା ଇଆଡୁ ଗଲା ତ ଏଇଟା କୁହନ୍ତି ଫଲ୍ଟ ହେଲା ଏଇଟା ହଉଛି ଫଲ୍ଟ ଏଇଟା ଜିଓଲୋଜିରେ କୁହନ୍ତି ଫଲ୍ଟ। ଗ୍ରେଟ୍ ଆଫ୍ରିକାନ ରିଫ୍ଟ ଭ୍ୟାଲି ଆଉ ଭ୍ୟାଲି ଫ୍ଲୋର ଇଜ ଏ ଗ୍ରାବେନ୍ ଫ୍ଲୋରଟା ହଉଛି ଗ୍ରାବେନ୍ ଯୋଉ ଖାଲ ହେଇକି ହେଲା। ରାଇନ୍ ଭ୍ୟାଲି ଗ୍ରାବେନ୍ ଭୋଜେସ୍ ମାଉଣ୍ଟେନ ହୋର୍ଷ୍ଟ ଭୋଜେସ୍ ମାଉଣ୍ଟେନଟା ଉଠି ଯାଇଛି ଉପରକୁ ସେଟା ହେଇଗଲା ହୋର୍ଷ୍ଟ କିନ୍ତୁ ରାଇନ୍ ଭ୍ୟାଲିଟା ଯୋଉଟା ଭ୍ୟାଲି ମାନେ ତଳକୁ ଯାଇଛି ସେଟା ହଉଛି ଭ୍ୟାଲି ଖାଲ ଏରିଆଟା ହେଲା ସେଟା ହବ ଗ୍ରାବେନ୍ ଖାଲ ଏରିଆଟା ହଉଛି ଗ୍ରାବେନ୍ ଉଠି ଯାଇଛି ମାନେ ହୋର୍ଷ୍ଟ। ତ ଭୋଜେସ୍ ଇଜ ଏ ବ୍ଲକ୍ ମାଉଣ୍ଟେନ ଏଟା ଇମ୍ପୋର୍ଟାଣ୍ଟ ମନେ ରଖିବେ। ଟିଲ୍ଟେଡ୍ ଆଉ ଯୋଉଟା ହଉଛି ବ୍ଲକ୍ ମାଉଣ୍ଟେନ ଦି ପ୍ରକାର ଏଇଠି ଦେଖନ୍ତୁ ଏଇଟା ଟିକେ ଟିଲ୍ଟ ହେଇକି ଅଛି ଏମିତି ହେଲା ତ ଟିଲ୍ଟ ଏଇଟା ପୁରା ପ୍ଲେନ୍ ତ ସେ ଟିଲ୍ଟେଡ୍ ଆଉ ଲିଫ୍ଟେଡ୍ ବ୍ଲକ୍ ଟିଲ୍ଟେଡ୍ ୱାନ୍ ଷ୍ଟିପ୍ କଣ୍ଟ୍ରାକ୍ଟ ବାଇ ଜେଣ୍ଟଲ ସ୍ଲୋପ୍ ଆଉ ଫ୍ଲାଟ୍ ଟପ୍ ହେଲେ ଲିଫ୍ଟେଡ୍ ବ୍ଲକ୍ ମାଉଣ୍ଟେନ। ଫଲ୍ଟ ଇନ୍ ଜିଓଲୋଜିର ମାନେ ଦେଲା ଡିଫରେଣ୍ଟ ଟାଇପ୍ ଅଫ୍ ଫୋର୍ସେସ୍ ଯୋଗୁ ଟେନ୍ସାଇଲ୍ ମାନେ ଯଦି ଆଡକୁ ଟାଣୁଛି କମ୍ପ୍ରେସିଭ ଯୋଗୁ ବି ହେଇପାରେ ଆଉ ସିୟରିଂ ମାନେ ଏଇଟା ଆଡକୁ ଯାଉଛି ଏଇଟା ଆଡକୁ ଯାଉଛି ପାରାଲାଲ ଫୋର୍ସ। ତାପରେ ଫୋଲ୍ଡିଂ ଅକର୍ସ ବଟ୍ ହ୍ୱେନ୍ ଇଟ୍ କ୍ରାକ୍ସ ଫଲ୍ଟିଂ ଟେକ୍ସ ପ୍ଲେସ୍ ଯଦି ଫୋଲ୍ଡିଂ ତମେ ଏଇଟାକୁ ଆଡକୁ ଚାପୁଛ ଏଇଟା ଆଡକୁ ଚାପୁଛ ଦେନ୍ ସେଇଟା ଫୋଲ୍ଡ ହବ ଏମିତି ହବ କିନ୍ତୁ ଯଦି ଅଧିକା ଚାପିବ ଇଏ କଣ ଭାଙ୍ଗିଯିବ ପୁରା ମଝିରେ ବ୍ରେକେଜ ହବ ତ ସିଏ ବି ଗୋଟେ ଫଲ୍ଟ ଭାଙ୍ଗିଲା ମାନେ ହବ ବ୍ରେକ୍ ମାନେ ବ୍ରେକ୍ ହେଲା ମାନେ ସେଇଟା ହେଲା ଫଲ୍ଟ ତାକୁ କହିବା ଫଲ୍ଟ ଜିଓଲୋଜିରେ। ଯଦି ମୋଡି ହେଲା ବେଣ୍ଡ ହେଲା ଏଇଟା ହବ ଫୋଲ୍ଡ ଏଇଟା ମନେ ଫୋଲ୍ଡ ଅର ରାପ୍ ଓକେ এইটাକୁ ମନେ ରଖିବେ ପୁରା ଏଇଟା ମନେ ରହିଲେ ଜାଣିବେ। ତ ବ୍ଲକ୍ ମାଉଣ୍ଟେନ ଅର ଫଲ୍ଟ ମାଉଣ୍ଟେନ ଇଜ ଯୋଉ ବ୍ରେକିଂ ପାଇଁ ଅଛି ଓକେ। ତ ସିଏ ଦିଟା ଅଲଗା ହେଇଥିବ ଏଇଠି ଦେଖନ୍ତୁ ଏଇଟା ଇଏ ତାର ଲାଗିକି ଥିଲା ଅଲଗା ହେଇ ତଳକୁ ଆସିଛି ଗ୍ରାବେନ୍ ଫର୍ମେସନ ହେଇଛି ଏଇଟା ଉପରକୁ ଆସିଛି ଏଇଟା ହୋର୍ଷ୍ଟ ଫର୍ମେସନ ହେଇଛି ଏଇଟା ଜାଣିଲେ। तो ए फोल्ड इज ए प्लानर स्ट्रक्चर डिस्प्लेसमेंट एरा सब किसी दरकार नहीं जानी हमें फोल्ड सब कोन राइन भोजेस ब्लैक फॉरेस्ट एरा सब एग्जांपल मन रखिबे एरा एग्जाम रे पड़िबो सब बेले पड़िबो एटा निहाती हैला लार्ज फॉल्ट्स ट्रांसफॉर्म फॉल्ट अर्थक्वेक एरा सब बेसिक हम जाना दरकार नहीं एरा सब बुझेइला कंप्रेशनल फोर्स कोठी एटा ऑपोजिट डायरेक्शन आसुची माने निज आड़ को आसुची टुवर्ड्स ईच अदर टेंसाइल माने अवे फ्रॉम ईच अदर शियरिंग माने देखो पैरेलल टू ईच अदर एरा शियरिंग तापर फोल्डिंग हैला एटी कंप्रेशन हबो एटा हबो फोल्ड हबो जे आडू जाउची एटा हेटी ये आडू गलानी एई मझी पोर्शन टा पूरा पतला हे गलानी छिंडिया आगरु पतला हे जिवो हां कि नै सेटा तापरे एटा होची शियरिंग रे एटा आडू पळेलानी एटा आडू पळेलानी चिरिया आगरु रिवर्स फॉल्ट सेंते आडू रिवर्स फॉल्ट माने एटा आडू को तळको आसिला एटा आडू जे ऊपर गला रिवर्स फॉल्ट नॉर्मल फॉल्ट एटा सिंपल तळको एटा सिंपल ऊपर ट्रांसफॉर्म एटा पैरेलली मूव करिगला ट्रांसफॉर्म ओब्लिक रिवर्स ये सब विभिन्न ओब्लिक नॉर्मल ये सब टाइप्स ऑफ फोर्सेस और फॉल्ट्स एटा अछि एटा एते डिफरेंस हमहु देखिया दरकार नै ठीक अछि। these are all about mountain types तार एग्जांपल सह मन रखिबे एटार बहुत सारा हैला 100 एमसीक्यूज आज ही कर देबे सर्च करके कर दियंतु मु से जो पीडीएफ टा भी देइची सेथिरे भी कर दियंतु एटा मन रहि जो पूरा मैप सहित मैप साइड रे रखंतु मोबाइल रे रखंतु बा मैप जदी अछि गोटे सेटा रखंतु करिवे आ से मैप देखि जहा पछे जे ऑप्शन रे चारटा ऑप्शन देइची ईच माउंटेन को लोकेट करंतु हैला सेटा गोटे करंतु आ ईच माउंटेन रो आपन टैक्स रहिला ईच माउंटेन रो आपन पिक करंतु जेन हमरो हिमालय रे एवरेस्ट सेंती किलिमंजारो रो कोन माउंट अकनगुआका रो कोन ए सब टिके मन रखिबे आ सब कॉन्टिनेंट रो हाईएस्ट पिक
कौन आपण गोटे खातार लिखिकी मते ग्रुप रे शेयर करंतु हैला देखिबा कि जल्दी करूची तो जानिबि कि से एटा सीरियसली नउची प्रिपरेशन को तो एटा टिके करिवे देन आउ छोट छोट दुटा कांसेप्ट देखि दबा जोटा कि हमर लैंड फॉर्म एटा सरी जिवो तापर हम अलगा टॉपिक को जिबा एटा हैला हमर प्लेट्यूज ओके प्लेट्यूज को हम देखिले कि माउंटेन तापर ता जदी अल्प हाइट रे फ्लैट लैंड को प्लेट्यू ଆଉ ଏଇଟା ହେଇଗଲା ଆମର ଏଇଟା ହେଲା ମାଉଣ୍ଟେନ ଏଇଟା ହେଲା ପ୍ଲେଟ୍ୟୁ ଏଇଟା ହେଲା ପ୍ଲେନ୍ ଓକେ ଏଇଟା ଆମେ ଜାଣିଲେ ବଟ୍ ମାଉଣ୍ଟେନ ଆମେ ପ୍ରକାର ଭେଦ ଦେଖିଦେଲେ ବିଭିନ୍ନ ପ୍ରକାର ଥାଏ ଏଇଟା ହଉଛି ପ୍ଲେଟ୍ୟୁ ର କଣ ଫର୍ମେସନ କେତେ ଟାଇପ ସିଏ ବି କିଛି ଥାଏ ତାପରେ ପ୍ଲେନ୍ କୁ ପଳେଇବା ହେଲା ଏଇଟା ଛୋଟ ଜିନିଷଟା ଏଇଟା ବେଳେ ବେଳେ ପକେଇ ଦିଏ ଫ୍ଲାଟ୍ ଏରିଆ ହେଇଥିବ ହାୟର ଦ୍ୟାନ୍ ପ୍ଲେନ୍ ର ହେଇଥିବ ପ୍ଲେନ୍ ଠାରୁ ହାୟର ହେଇଥିବ ଆଉ ୱାଟର ବଡି ସରାଉଣ୍ଡ ଇଟ୍ ଆର୍ କଲ୍ଡ ପ୍ଲେଟ୍ୟୁ ଆଉ ତା ପଛରେ ୱାଟର ବଡିଜ ବି ଥାଇପାରେ when compared to other areas this place look like a table ଭଳିଆ ହେଇଥିବ ବେଳେ ବେଳେ ଆକୁ ଟେବୁଲ ଲ୍ୟାଣ୍ଡ ବି କହନ୍ତି ଟେବୁଲ ଲ୍ୟାଣ୍ଡ ଓକେ କନଫ୍ୟୁଜ ହେବେନି ତାପରେ steep slope and flat tops are the characteristic ଏଠି ଦେଖନ୍ତୁ steep slope କଣ କି ନାହିଁ steep ଆଉ ଏଇଟା ହଉଛି flat ତ they can divide into three on the basis of a location କୋଉଠି ଲୋକେଟ ହେଇଛନ୍ତି ସେଥିପାଇଁ three intermountain ମାନେ ଯଦି ଏଇଟା ଗୋଟେ ମାଉଣ୍ଟେନ ଆଉ ଏଇଟା ଗୋଟେ ମାଉଣ୍ଟେନ ଆ ଭିତରେ ଗୋଟେ ଟେବୁଲ ଲ୍ୟାଣ୍ଡ ମାନେ ପ୍ଲେଟୁ ଅଛି ଏଇଟା କହିବା ଏଇଟା ମାଉଣ୍ଟେନ ତ ଏଇଟା ହେଲା କଣ ଇଣ୍ଟର मोन्टेन ताको कहते सेमती इंटर मोन्टेन एग्जांपल तिबेटियन ए एग्जांपल टा इंपोर्टेंट तापर होला एटा 1 2 रे गला पेडोमेंट माने आर द फुट ऑफ ए रेंज ऑफ माउंटेन एटा हला माउंटेन आर फुट रे अछि माउंटेन रो फुट रे अछि देन ए गोटे पटरे ही माउंटेन हला माउंटेन एटा हला प्लेट्यू एठी प्लेन थिबो एटा कहला कोन पेडोमेंट PIE पेडोमोंट एग्जांपल है कोलोराडो प्लेटू ओके है कॉन्टिनेंटल प्लेटू माने व्हेन कंपेयर टू द सराउंडिंग प्लेन सम प्लेटू आर फाउंड टू बी हायर ता माने एठी हमर कोस्ट अछि बा प्लेन अछि एठी गोटे टेबल लाइन थिबो एठी ये प्लेन एटा प्लेटू एटा कहया कोन एटा होय कॉन्टिनेंटल तो एटा कोन एग्जांपल कोन ईस्ट अफ्रीकन प्लेटू जर एग्जांपल dome shaped plateau को these are found when landmass is uplifted in a manner the middle portion is raised and rounded chotnagpur plateau in india এটা হচ্ছে তার एग्जांपल এটা ইম্পর্টেন্ট এটা গলা volcanic plateau simple যেମିତି volcanic mountain होची सेमती accumulation ହେଇକିରି basaltic lava जोटा कि फ्लो हो जाउथिबो ओके जदि फ्लो न हबो से कहबो माउंटेन जदि एटा ହେଇକିରି फ्लो हो गेला एमती एटी फॉर्मेशन हो चाडू फ्लो हो गेला देन से कंप्लीट टू फॉर्मेशन करिवो एटी हम करूची जदि एमती फॉर्मेशन होला सेटा होची volcanic mountain किंतु से एटी फॉर्मेशन होला से बोही जाउची एमती ହେଲା ଦେନ୍ ସେ କଣ ହବ ଏଟା ହବ ପ୍ଲେଟ୍ୟୁ ଏଟା ହଉଛି ଭୋଲକାନିକ ପ୍ଲେଟ୍ୟୁ ତ ଭୋଲକାନିକ ପ୍ଲେଟ୍ୟୁ ଆମର ଡେକାନ ଲାଭା ପ୍ଲେଟ୍ୟୁଟା ଟୋଟାଲଟା ଭୋଲକାନିକ ପ୍ଲେଟ୍ୟୁ ହେଲା ଏଇଟା ମନେ ରଖିବେ ତା ଉପରେ ଛୋଟ ଛୋଟ ପ୍ଲେଟ୍ୟୁ ଅଛି ସେଗୁରା ବିଭିନ୍ନ ପ୍ରକାର ଅଛି ଏଇଟା ଜାଣିଗଲେ ଆଉ ଯେତେ ସବୁ ଆମର ପ୍ଲେଟ୍ୟୁ ଅଛି ତାର ଏକ୍ଜାମ୍ପଲ ଟିକେ ମନେ ରଖିବେ ପେଡୋମେଣ୍ଟଟା ବହୁତ ଇମ୍ପୋର୍ଟାଣ୍ଟ ପେଡୋମୋଣ୍ଟ ଯୋଉଟା ଆଉ ଇଣ୍ଟରମୋଣ୍ଟେନ୍ ସେଇଟା ବହୁତ ଇମ୍ପୋର୍ଟାଣ୍ଟ ଏଇଟା ମନେ ରଖିବେ ଏଟା କଣ ପେଡୋମୋଣ୍ଟ ନାଁରୁ ଜଣା ପଡୁନି ସେଥିପାଇଁ ଏଟାକୁ କୁହନ୍ତି ଇମ୍ପୋର୍ଟାଣ୍ଟ ଓକେ ପେଡୋମୋଣ୍ଟ ମାନେ ଗୋଟାଏ ପଟରେ ମାଉଣ୍ଟେନ ଆଉ ଗୋଟେ ପଟରେ ଫୁଟିଥିବ ଏଟାର ବହୁତ ଏକ୍ଜାମ୍ପଲ ଆର ସବୁ ଆର ଅଛି ଏଟାକୁ ଟିକେ ଦେଖିଦେବେ ଇଣ୍ଡିଆରେ नो ट्रू ପେଡୋମୋଣ୍ଟ ଇଣ୍ଡିଆରେ ନାହିଁ ଏଟା କିଛି ସେମିତି ହେଲା ଏଟା ମନେ ରଖିବେ ତାପରେ ସରି इंटरमोंटेन इंडिया कौन इंटरमोंटेन प्लेटू खास कर ना इंडिया तापर पेडोमोंट प्लेटू दीटा प्लेट मझीरे दीटा गोटे पटे माउंटेन आ गोटे प्लेट एमती एटा हूँ मालुआ प्लेटू एरा सब आम पढ़िया है तो सेगुरा भी सब होती कौन पेडोमेंट प्लेटू बोली कहते तो दीज आर ऑल इंपोर्टेंट प्लेटू ऑफ तिबेटियन को दीटा माउंटेन भितर एटा माउंटेन भितर अच्छी तार एटा कौन इंटरमोंटेन डेक्कन प्लेटू पेनिनसुला इंडिया एटा देखिले कौन वोल्कानो अरेबियन प्लेटू साउथ अरेबियन प्लेटूटा हूँ मोस्टली आमर पेडोमेंट तापर प्लेटू ऑफ ब्राजिल सेंट्रल ईस्ट साउथ अफ्रीका एरा सब देखिदेवे ऊपर गोटे पटे माउंटेन आ गोटे प्लेन थिले एटा कहते मोस्टली कौन पेडोमेंट ओके मोस्टली आम सब प्राय पेडोमेंट प्लेटू थाए दीज आर ऑल अबाउट प्लेट्यूज एंड देयर टाइप्स तापर प्लेन्स एटा लास्ट टॉपिक आज प्लेन सब कौन प्लेन्स प्लेसेस दैट आर नॉट सो रॉक्ड माने एमती 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 बेसी माने डिफरेंसेस नथिबो हाइट से सब प्लेन थाए पूरा सिंपल प्लेन माने सिंपल एंड आर नॉट मच हायर देन सी लेवल आर कॉल्ड प्लेन सी लेवल टा एठी इंपोर्टेंट गोटे जिंस समुद्र एटा हला समुद्र एटा तो समुद्र हो गेला जस्ट टिके हल्का हाइट रे थिबो एटा हला प्लेन उठिक थिले एटा प्लेट टू पूरा उठिक थिले एटा माउंटेन बेस्ड ऑन दैट दे हैव डिवाइडेड इनटू थ्री टाइप्स
स्ट्रक्चरल प्लेन, इरोजनल प्लेन आउ डिपोजिशनल प्लेन एटा इंपोर्टेंट एठू स्टार्ट हला। स्ट्रक्चरल प्लेन कोन वन रे ड्यू टू एंडोजेनिक फोर्सेस हमें पढ़ले फोर्सेस दी टाइप रो एंडोजेनिक एक्सोजेनिक। एंडोजेनिक डायस्ट्रोफिक आउ कैटास्ट्रोफिक सेतिर जगु होची दे कैन बी रेज्ड और लोअर। एंडोजेनिक जगु जदी बढुची कमुची हेकरेला दीज आर कॉल्ड अपलिफ्ट और सब्सिडेंस हेची तो सेटा को हम स्ट्रक्चरल प्लेन। दीज एक्शंस कॉज प्लेन्स टू बी फॉर्म दे आर कॉल्ड स्ट्रक्चरल फॉर्म। एटा बुझिले एंडोजेनिक फोर्स जगु एंडोजेनिक फोर्स जगु। इरोजनल प्लेन को मन कर हमर गोटा प्लेट्यू अछि हैला हमें देखुचे गोटा प्लेट्यू अछि तो धीरे धीरे ये कहला घोरी ही कि डेनुडेशन हैला। डेनुडेशन प्रोसेस हमें जानले वेदरिंग प्लस एरोजन जो सेकंड टाइप ऑफ एक्सो जेनेटिक फोर्सेस रे पड़ले तो हे डेनुडेशन फोर्सेस हेकरी सरफेस ओरिजिनली रॉक थिला से लेबल हेकरी टू फ्रिक्शन और प्लानेशन। प्लानेशन माने प्लेन फॉर्मेशन को कहते प्लानेशन होला। दिस इज पॉसिबल ड्यू टू द एक्शन ऑफ सेवरल एजेंट। एजेंट हमें कौन कौन पड़ले वाटर हे पारे, ग्लेशियर हे पारे, देन तमरो एयर हे पारे, देन तमरो वाटर ग्लेशियर एयर माने सॉरी विंड हे पारे तापर आउ एमती एमती जो विभिन्न एजेंट्स हमें तो पढ़िपा सेगुरा सब पर दिस आर कॉल्ड इरोजनल प्लेन्स हैला। various erosional plane various हे पारे riverine erosional plane माने एजेंट को अनुसार बाय एजेंट्स। riverine माने पेनी प्लेन्स व्हिच आर कैरेक्टराइज्ड बाय रेसिडुअल नोन एज मोनाड नॉक एरा सब जर्मनी रशियन वर्ड एरा सब मन रखिबे। फॉर्म ऑफ पेनी प्लेन कैरेक्टराइज्ड बाय रेसिडुअल हिल माने गोटा एटा बड हिल थिला हैला एटा हम करूचे बड हिल एमती थिला तो ये कहला घोरी ही कि धीरे धीरे ही लास्ट को एमती गोटा रॉक स्ट्रक्चर हे फाइनल से एमती हे कि अछि थिला एमती स्ट्रक्चर हे ये जो टिके माउंट वाला स्ट्रक्चर बट पूरा तार किछि रॉगनेस नाही पूरा सिंपल देन एटा कहते मुन्नार नॉक हैला। मुन्नार नॉक्स तो कहउछंती ग्लेशिएटेड प्लेन्स एटा रिवरन एटा काहे कि ना हमरो रिवर जगु वा वाटर जगु हेछि। ग्लेशिएटेड प्लेन आइस साउदर्न प्लेन जदि आइस ता ऊपर जाइके ताकू प्लेन नॉर्थ अमेरिका रे अछि तो एटा को ग्लेशिएटेड प्लेन विंड भी एरोड करि परिबो एरिड और सेमी एरिड एरिया रे हमर राजस्थान रे जदि प्लेन जो फॉर्मेशन हो एटा विंड रेग ऑफ नॉर्थ अफ्रीका एटा को कहउछंती। तापर डिपोजिशनल प्लेन कोन हमर मन कर एठी अछि हमर माउंटेन अछि एठी प्लेट्यू अछि ताफले जो हमर फॉर्मेशन हबो प्लेन टा से एठू जो रिवर आसुची एठी की डिपोजिट आनिबो हमर एग्जांपल हैला गंगेटिक प्लेन से हिमालय बा तापर जो तेरा एरिया अछि सेठू आसिकरी प्लेन डिपोजिट हेकरी होची डिपोजिट का द्वारा हेपरियो रनिंग वाटर विंड ग्लेशियर सी वेव सब द्वारा हेपरियो एक्सटर्नल एजेंट ताको डिपोजिशनल प्लेन हैला। तो एठी डिपोजिशनल प्लेन एटार इंपोर्टेंट सबठो एठी थाए इंपोर्टेंट कोन रिवराइन अलुवियल प्लेन एटा हम जानले रिवर जगु अलुवियल प्लेन जोटा होची सेटा रिवराइन एटा डेल्टा प्लेन कहबा। ग्लेशियर जो जदि डिपोजिट होची ग्लेशियर सब जिंस मन रखिबे गोटाई जगह रे एरो जदि हाइट अछि ताको एरोजन करि परिबे जदि खालो अछि ताको डिपोजिट करिबे तो एठी हैला डिपोजिट एठी हैला एरोजन तो तार एरोजनल देखि देले ग्लेशियल प्लेन आर डिवाइडेड इनटू थ्री टाइप्स बेसिस कंपोजिशन टील प्लेन मोराइनिक प्लेन आउटवाश प्लेन हैला एटा मन रखिबे टील प्लेन आर सो साइज एटा छोटो छोटो टील प्लेन मोराइन बड़ बड़ आउटवाश बेसिन माने पूरा बेसिन जोठी जाईची तमरो ग्लेशियर टा सिठी जदि प्लेन फॉर्मेशन करछि सेटा पूरा टाको कोनते आउटवाश बेसिन हैला। लॉयस एठी एयर डिपोजिट फॉर्म ड्यू टू डिपोजिशन ऑफ सैंड नेइकिरी गोटे जगह जेकी आउट जगह रे सैंड माउंट एमती करछि सेमती कहउछन ताको लोएस्ट प्लेन हैला एटा मन लिखे। तापर लाकुस्ट्राइन प्लेन को एटा इंपोर्टेंट एटा सबले पड़े ओके एटा इंपोर्टेंट। Lacustrine is a plain formed by lakes filled up by the sediments brought down by the rivers. The Kashmir Valley is an example of lakes filled up by the sediments. आगुरु कौन हेतला ना एठी गोटे लेक थिला एठी वाटर थिला धीरे धीरे कौन चारिआडू से वाटर जो बहुची आसिकरी आदरे पडुची ये सेडिमेंट माटी आनिकी पकई पकई लास्ट वाको पोती देले एटा हे गेला कोन प्लेन हे गेला तो एटा कोन कोनते लाकुस्ट्राइन प्लेन लेक पोती की जोटा है लाकुस्ट्राइन प्लेन सेटा एग्जांपल को काश्मीर वैली तो एटा इंपोर्टेंट तो दीज आर ऑल टाइप ऑफ प्लेन्स तो आर एग्जांपल सहित मन रखिबे आ क्वेश्चंस करंतु हैला क्वेश्चंस करंतु आदर गोटे दिटा क्वेश्चन आसी जिवो बोली मु भाबुची माउंटेन रो खास करी बहुत क्वेश्चन आसे तो दीज आर फॉर ऑल टुडे तो हमें नेक्स्ट देखिबे टाइप ऑफ लैंडफॉर्म्स बाय रिवर बा वाटर देन ग्लेशियर देन हमरो लाइमस्टोन प्लेन तापरे सी एक्स वेव ए सबुर आम लैंडफॉर्म केमती कौन सब देखिए डिस्कशन करिया बहुत इंटरेस्टिंग और बहुत इंपोर्टेंट क्लास तो थैंक यू फॉर टुडे।